ଦେଖ ସବୁଠି ତମେ ପିକ୍ଚର ପାଇବ, ତେଣୁ ଆରାମସେ ତମେ କେବଳ ଗପ ନାକେ ଶୁଣ, କାରଣ ବହୁ କିଛି ଏଥିରେ ତମେ ଜାଣିବାକୁ ମିଳିବ। ତେଣୁ ସମସ୍ତେ ଗପ ନାକେ କେବଳ ଶୁଣ। ଆମେ ବର୍ତ୍ତମାନ ପଳେଇବା କୋଉଠିକି, ନା ଆମେ ପଳେଇବା 1498 ଖ୍ରୀଷ୍ଟାବ୍ଦକୁ। 1498 କଣ ହେଇଥିଲା, ନା ତମେ ଏଠି ଦେଖିପାରୁଥିବ 1498 କଣ ହେଇଥିଲା, ନା ପର୍ତ୍ତୁଗୀଜ ନାବିକ ଜଣେ ଥିଲେ ଭାସ୍କୋ ଡା ଗାମା। ଇଏ ହଉଛନ୍ତି ସେଇ ଭାସ୍କୋ ଡା ଗାମା। ସେ କଣ କରିଥିଲେ, ନା ଭାରତକୁ ଜଳପଥ ଆବିଷ୍କାର କରିଥିଲେ। ୟୁରୋପର ଯୋଉ ଦେଶମାନେ ଥିଲେ, ୟୁରୋପରୁ ଆମର ଭାରତ ସହିତ ଡାଇରେକ୍ଟ ବାଣିଜ୍ୟ କରିବା ପାଇଁ ଏ ମଝିରେ ସେମାନେ ଆସୁଥିଲେ, କିନ୍ତୁ ଏ ମଝିରେ ତାଙ୍କର ରାସ୍ତା ରୋକ ହେଇଗଲା। ଅର୍ଥାତ ଏଠି ତୁର୍କୀ ମାନେ ସେମାନେ ତାଙ୍କର ରାସ୍ତା ରୋକ କରିଦେଲେ। ତେଣୁ ୟୁରୋପୀୟ ମାନେ ଆଉ ଭାରତକୁ ଏଠି କଣ କଲେ, ନା ଡାଇରେକ୍ଟ ବାଣିଜ୍ୟ ବ୍ୟବସାୟ କରିପାରିଲେ ନାହିଁ। ସେଥିପାଇଁ ସେମାନେ କଣ କଲେ, ନା ସମୁଦ୍ର ସାହାଯ୍ୟରେ ଆସିବା ପାଇଁ ଚେଷ୍ଟା କଲେ। ତେଣୁ ପ୍ରଥମେ ୟୁରୋପର ଯେତେକ ଦେଶ ସମସ୍ତେ ଚେଷ୍ଟା କଲେ ଆସିବା ପାଇଁ, କିନ୍ତୁ ତାଙ୍କ ଭିତରେ ସକ୍ସେସ୍ ହେଲେ କିଏ, ନା ପର୍ତ୍ତୁଗୀଜ ମାନେ ସକ୍ସେସ୍ ହେଲେ। ପ୍ରଥମେ ପର୍ତ୍ତୁଗୀଜର ନାବିକ ଭାସ୍କୋ ଡା ଗାମା ଫାଷ୍ଟ ସେ ଆସିଲେ କୋଉଠିକି, ନା ଏଠି ଆମର ଦେଖିଥିବ ତମେ ଭାରତ ତଳେ ଆମର ଦକ୍ଷିଣ ଆଫ୍ରିକା ଅଛି। ସେଇ ଦକ୍ଷିଣ ଆଫ୍ରିକା ମହାଦେଶ ଅଛି। ସେଇ ଆଫ୍ରିକା ମହାଦେଶର ସିଏ ଆସିକି ପହଞ୍ଚିଲେ କୋଉଠି, ନା ଆଫ୍ରିକା ମହାଦେଶର କେପ୍ ଅଫ୍ ଗୁଡ୍ ହୋପରେ ପ୍ରଥମେ ଆସିକି ପହଞ୍ଚିଲେ। କେପ୍ ଅଫ୍ ଗୁଡ୍ ହୋପରେ ପହଞ୍ଚିଲେ। ଏଇଠୁ ଜଣେ ଭାରତୀୟ ନାବିକଙ୍କ ସହାୟତାରେ ସେ ଆସିକି ଭାରତର କାଲିକଟ ନାମକ ସ୍ଥାନରେ ପହଞ୍ଚିଲେ। କେବେ, ନା 1498 ଖ୍ରୀଷ୍ଟାବ୍ଦରେ। ତେଣୁ ଭାରତକୁ ଭାସ୍କୋ ଡା ଗାମା ଜଳପଥ ଆବିଷ୍କାର କରିଥିଲେ, ଏଟା ଗୋଟେ କୋଶ୍ଚିନ୍ ହେଇପାରିବ। କେବେ କରିଥିଲେ, 1498। ତମେ ଚିତ୍ର ଦେଖିକି, ଆଶା କରୁଛି ଚିତ୍ର ଗୁଡିକ ମୁଁ ଏଇଥିପାଇଁ ଆଣିଛି ଯେ ତମ ମନରେ ଗୋଟେ ରହିଯିବ, ନାଇଁ ସେଇଠି ମୁଁ ଏଇ ଚିତ୍ରଟା ଦେଖିଥିଲି। କାରଣ ଆମ ମାଇଣ୍ଡ କଣ କରେ, ନା ଲେଖା ଅପେକ୍ଷା ଚିତ୍ରକୁ ଅଧିକ ଫୋକସ କରେ। ତେଣୁ ପରୀକ୍ଷାରେ ତମ ମନକୁ ପଳେଇ ଆସିବ, ନାଇଁ ଏଭଳିଆ ଗୋଟେ ଜାହାଜ ଥିଲା, ଜଣେ ଆସିଥିଲେ, ତେଣୁ ସେଇଠି 1498 ଲେଖାଯାଇଥିଲା। ତେଣୁ ତମ ମନକୁ ପଳେଇ ଆସିବ ଯେ ଭାସ୍କୋ ଡା ଗାମା 1498 ଖ୍ରୀଷ୍ଟାବ୍ଦରେ ଜଳପଥ ଆବିଷ୍କାର କରିଥିଲେ। ତାହେଲେ ସେତେବେଳେ ଆମର ତାଙ୍କୁ ସ୍ୱାଗତ କରିଥିଲେ କିଏ, ନା ଦେଖ ଏଇଠି ଜଣେ ରାଜା ଠିଆ ହେଇକି ତାଙ୍କୁ ସ୍ୱାଗତ କରୁଛନ୍ତି ଭାସ୍କୋ ଡା ଗାମାକୁ। ତାହେଲେ ଏଇ ଯୋଉ ରାଜା କିଏ ଥିଲା, ନା ଏଇ ରାଜାଙ୍କ ନାଁ ଥିଲା ଜାମୋରିନ। ରାଜାଙ୍କ ନାଁ କଣ ଥିଲା, ନା ଜାମୋରିନ। ରାଜା ଜାମୋରିନ ତାଙ୍କୁ ସ୍ୱାଗତ କରିଥିଲେ। ବୁଝିପାରିଲ, ରାଜା ଜାମୋରିନ। ତେଣୁ ଏଇଠି ସେ କଣ କଲେ, ନା ପ୍ରଥମେ ଏଠୁ ପର୍ତ୍ତୁଗୀଜ ମାନେ ଆମ ଭାରତରେ ଏଠୁ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବା ଷ୍ଟାର୍ଟ କଲେ। ବୁଝିପାରିଲ, ତାପରେ ଏଠୁ କଣ ହେଲା, ନା ପର୍ତ୍ତୁଗୀଜ ମାନେ ତ ଆସିଲେ ଭାରି, ଧୀରେ ଧୀରେ ଏଠୁ ସିଏ କାଲିକଟରେ କଲେ, ତାପରେ କୋଚିନରେ କଲେ। ବୁଝିପାରିଲ, ଏଇଭଳିଆ ଭାବେ ତାପରେ ଆସିଲେ କୋଉମାନେ, ଡଚ୍ ମାନେ ଆସିଲେ। ତାପରେ କୋଉମାନେ ଆସିଲେ, ନା ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ। ସେମାନେ ଗୋଟେ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିକି ସେମାନେ ଏଠୁ କଣ କଲେ, ନା ଆମ ଭାରତକୁ ଆସିଲେ। ଇଣ୍ଡିଆର ସେମାନେ ଫାଷ୍ଟ କୋଉଠି ଥିଲେ, ନା ମସୁଲିପଟ୍ଟନମରେ। ନାଁଟା ମନେ ରଖ, ମସୁଲିପଟ୍ଟନମରେ ଫାଷ୍ଟ ଆମେ ଦେଖିଲେ ପର୍ତ୍ତୁଗୀଜ ମାନେ ଆସିଲେ। ତେଣୁ ଚିତ୍ର ଗୁଡିକ ସମସ୍ତେ ମନେ ରଖ, ଭଲସେ ଦେଖ। ଫାଷ୍ଟ ପର୍ତ୍ତୁଗୀଜ ମାନେ ଆସିଲେ, ତାପରେ ଆସିଲେ କିଏ, ନା ଡଚ୍ ମାନେ, ସେମାନେ ଆସିଲେ ମସୁଲିପଟ୍ଟନମରେ ପ୍ରଥମେ କଲେ। ତାପରେ ସୁରଟ, ଏଇଭଳିଆ ଭାବେ ସେ ସବୁଠି ଆମର ବାଣିଜ୍ୟ ବ୍ୟବସାୟ କଲେ। ବୁଝିପାରିଲ, ତାପରେ ଆମର ଆସିଲେ କିଏ, ନା ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ, ଯାହାଙ୍କ ବିଷୟରେ ଆମେ ପଢିବା। ତାହେଲେ ଯୋଉ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ, ଏଟା ଆମର ଗଠନ ହେଇଥିଲା କେବେ, ନା 1600 ମସିହାରେ ଆମର ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ ହେଲା। ତାପରେ କଣ ହେଇଥିଲା, ନା ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଯେତେବେଳେ ଗଠନ ହେଲା, ସେମାନେ ଯେତେବେଳେ ଭାରତକୁ ଆସିଲେ, ସେ ଭାରତକୁ ଆସିବା ସମୟରେ ଆମର ଭାରତର ରାଜା କିଏ ଥିଲେ, ନା ମୋଗଲ ସମ୍ରାଟ ଜାହାଙ୍ଗୀର ଥିଲେ। କିଏ, ନା ମୋଗଲ ସମ୍ରାଟ ଜାହାଙ୍ଗୀର ଥିଲେ। ତେଣୁ ପ୍ରଥମେ ଜାହାଙ୍ଗୀର ଠାରୁ ଅନୁମତି ନେବା ପାଇଁ ପ୍ରଥମେ ଭାରତକୁ କିଏ ଆସିଲେ, ନା ଇଂରେଜ ମାନଙ୍କର ଜଣେ ଅଧ୍ୟକ୍ଷ ବା ସେନାଧ୍ୟକ୍ଷ ଆମେ କହିପାରିବା, ଯାହାଙ୍କ ନାଁ ହଉଛି କ୍ୟାପ୍ଟେନ ହକିନ୍ସ। ନାଁଟାକୁ ମନେ ରଖ, କ୍ୟାପ୍ଟେନ ହକିନ୍ସ। ସେ ଆସିଲେ କେବେ, ନା 1609 ମସିହାରେ। 1609 ମସିହାରେ କ୍ୟାପ୍ଟେନ ହକିନ୍ସ ଜାହାଙ୍ଗୀରଙ୍କ ଦରବାରକୁ ଆସିଲେ। କଣ ପାଇଁ, ନା ବାଣିଜ୍ୟ ବ୍ୟବସାୟ କରିବା ପାଇଁ ସେମାନେ କଣ କଲେ, ନା ତାଙ୍କଠୁ ଅନୁମତି ନେବା ପାଇଁ। ବୁଝିପାରିଲ, 1609ରେ ଆମର ଆସିଲେ କ୍ୟାପ୍ଟେନ ହକିନ୍ସ। ସେମିତି 1615ରେ ଆଉ ଜଣେ ନାବିକ ଆସିଲେ। 16 ଆଉ ଜଣେ ନାବିକ ନୁହେଁ, ଇଂରେଜ ମାନଙ୍କର ଆଉ ଜଣେ ଅଧ୍ୟକ୍ଷ, ତାଙ୍କ ନାଁ ହେଲା ସାର୍ ଥୋମାସ ରୋ। ଏ ଯୋଉ ଆସୁଛନ୍ତି ତାଙ୍କ ନାଁ କଣ, ନା ସାର୍ ଥୋମାସ ରୋ। ସେଇ ସେମ୍ ଜାହାଙ୍ଗୀର ଏଠି ଥିଲେ, ଦରବାରରେ ସିଏ ଉପରେ ବସିଛନ୍ତି। ଦେଖ ମୋଗଲ ସମ୍ରାଟ ସିଏ ସବୁ ବୁଝୁଛନ୍ତି। ଏଠି ସାର୍ ଥୋମାସ ରୋ ଆସିଲେ 1615ରେ, ତାଙ୍କଠୁ ଅନୁମତି ନେବା ପାଇଁ ଆଉ କିଛି ଜାଗାରେ ଫ୍ୟାକ୍ଟ୍ରି ଖୋଲିବା ପାଇଁ। ବୁଝିପାରିଲ, ଇଂରେଜ ମାନଙ୍କର ଯଦି କୋଶ୍ଚିନ୍ ଆସିବ ପ୍ରଥମ ଫ୍ୟାକ୍ଟ୍ରି କୋଉଠି ଥିଲା, ସବୁଠି ଦେଖ ମୁଁ ଚିତ୍ର ଆଣିଛି। ପ୍ରଥମ ଫ୍ୟାକ୍ଟ୍ରି ଇଂରେଜ ମାନଙ୍କର କୋଉଠି ଥିଲା, ନା ଆନ୍ସର ତମେ ଲେଖିବ ସୁରଟ। ସୁରଟରେ ସେମାନେ ପ୍ରଥମେ ଫ୍ୟାକ୍ଟ୍ରି ଖୋଲିଲେ। ସେତେବେଳେ ଆମର ରାଜା କିଏ ଥିଲେ, ଜାହାଙ୍ଗୀର। ଆମେ ଦେଖିଲେ ଚିତ୍ରରେ, ଆଶା କରୁଛି ତମକୁ ଏଗୁଡିକ ଭଲ ଲାଗୁଥିବ। ଜାହାଙ୍ଗୀର ଆସିଲେ, ତାପରେ ଜାହାଙ୍ଗୀର ଠାରୁ ଅନୁମତି ନେଇକି ସେ ପ୍ରଥମେ କଣ କଲେ, ନା ସୁରଟ ଠାରେ ଆମର ଧୀରେ ଧୀରେ ଏଠୁ ସେ ଫ୍ୟାକ୍ଟ୍ରି ଖୋଲିଲେ। ତାପରେ ଆମ ଦେଶର ଅନ୍ୟ ସ୍ଥାନରେ ଏଠୁ ସେ ଧୀରେ ଧୀରେ ଫ୍ୟାକ୍ଟ୍ରି କରିବାକୁ ଲାଗିଲେ। ବୁଝିପାରିଲ, ବର୍ତ୍ତମାନ ଆମେ ପଳେଇବା ବ୍ୟାଟେଲ ଅଫ ପ୍ଲାସି ପାଖକୁ। ବ୍ୟାଟେଲ ଅଫ ପ୍ଲାସି କାହା ସହିତ ହେଇଥିଲା, ନା ବ୍ୟାଟେଲ ଅଫ ପ୍ଲାସି ଆମର ଫାଷ୍ଟ ଇୟର ମନେ ରଖିବ 1757ରେ ହେଇଥିଲା। କେବେ, ନା 1757ରେ ଆମର ବ୍ୟାଟେଲ ଅଫ ପ୍ଲାସି ହେଇଥିଲା। ତାହେଲେ ଟିକେ ମନେ ରଖ, ବ୍ୟାଟେଲ ଅଫ ପ୍ଲାସିର ଆମର କାରଣ କଣ, ସେଠି କଣ ହେଇଥିଲା, ନା ବ୍ୟାଟେଲ ଅଫ ପ୍ଲାସି ଯେତେବେଳେ ହେଇଥିଲା, ଏଇଟା କଣ ପାଇଁ ହେଇଥିଲା, କାହା କାହା ମଧ୍ୟରେ। ପ୍ରଥମେ ମନେ ରଖିବ, ମୁଁ ନାଁଟା କହୁଛି,
ସିରାଜଉଦ୍ଦୌଲା ସିରାଜଉଦ୍ଦୌଲା ଭର୍ସେସ୍ ଇଂଲିଶ ଆର୍ମିଙ୍କ ଭିତରେ ହୋଇଥିଲା। ସିରାଜଉଦ୍ଦୌଲା ଭର୍ସେସ୍ ଇଂଲିଶ ଆର୍ମିଙ୍କ ଭିତରେ ହେଇଥିଲା। ସିରାଜଉଦ୍ଦୌଲା କଣ ଥିଲେ ନା ସେତେବେଳେ ବେଙ୍ଗଲର ସେ ରାଜା ଥିଲେ। ବୁଝିପାରିଲ। ସେତେବେଳେ କଣ କଲେ ନା ଇଂରେଜ ମାନେ ମନ ଇଚ୍ଛା ଯେତେବେଳେ ବେପାର କଲେ, ସିରାଜଉଦ୍ଦୌଲା କଣ କଲେ ନା ତାଙ୍କ ଫ୍ୟାକ୍ଟ୍ରିକୁ ଜବତ କରିଦେଲେ ଏବଂ ଲୋକମାନଙ୍କୁ କଣ କଲେ ନା କିଛି ଇଂରେଜ ଲୋକଙ୍କୁ ନେଇକି ଗୋଟେ ଘରେ ବନ୍ଦ କରିଦେଲେ। ପୁରା ଅନ୍ଧକାର ଘର, ଖାଇବା ପିଇବା କିଛି ଦେଲେନି, ତାଙ୍କୁ ବନ୍ଦ କରିଦେଲେ। ଏହାକୁ ଅନ୍ଧକୂପ ହତ୍ୟା ମଧ୍ୟ କୁହାଯାଏ। ତାହେଲେ ଏଇ ଯୋଉ ଅନ୍ଧକୂପ ହତ୍ୟା ଆମର କରିଥିଲେ କିଏ ନା ସିରାଜଉଦ୍ଦୌଲା। ତାପରେ ହେଠୁ ଆସିଲେ କିଏ ନା ଇଂରେଜ ମାନଙ୍କର ଯିଏ ମୁଖ୍ୟ ଆସିଥିଲେ, ଇଂରେଜ ମାନଙ୍କର ମୁଖ୍ୟ ହେତୁ ରବର୍ଟ କ୍ଲାଇଭ। ତାଙ୍କର ଯିଏ ହେଡ ଥିଲେ, ତାଙ୍କ ସେନାଧ୍ୟକ୍ଷ ଥିଲେ ରବର୍ଟ କ୍ଲାଇଭ। ହେଠୁ କଣ କଲେ ନା ସିରାଜଉଦ୍ଦୌଲାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ସେଇ ଯୁଦ୍ଧଟା ହେଇଥିଲା ଆମର କେବେ ନା ବ୍ୟାଟେଲ ଅଫ ପ୍ଲାସିରେ, ଯୋଉଟା ପ୍ଲାସି ନାମକ ସ୍ଥାନରେ ହେଇଥିଲା। ଯୋଉଟା ଆମର କୋଉଠି ଅଛି ନା ଭାଗୀରଥୀ ରିଭର କୂଳରେ ପ୍ଲାସି ନାମକ ସ୍ଥାନରେ ଏଇ ଯୁଦ୍ଧଟା ହେଇଥିଲା। ପଲାସି, ଓଡିଆରେ ଆମେ କହିବା ପଲାସି ଯୁଦ୍ଧ। ସେ ପଲାସି ନାମକ ସ୍ଥାନରେ ଏଇ ଯୁଦ୍ଧଟା ହେଇଥିଲା, ଯୋଉଥିରେ କି ଏଠୁ ସିରାଜଉଦ୍ଦୌଲା କଣ ହେଲେ ନା ହାର ମାନିଲେ ଏବଂ ଇଂରେଜ ମାନେ ଜିତିଗଲେ। ବୁଝିପାରିଲ। ତେଣୁ ବ୍ୟାଟେଲ ଅଫ ପ୍ଲାସି ହେଇଥିଲା। ଦ ବ୍ୟାଟେଲ ଅଫ ପ୍ଲାସି ୱାଜ ଫାଉଟ୍ ଅନ୍ 23 ଜୁନ୍ 1757। 1757ରେ ଜୁନ 23 ତାରିଖରେ ଆମର ବ୍ୟାଟେଲ ଅଫ ପ୍ଲାସି ହେଇଥିଲା। ବୁଝିପାରିଲ। ଯୋଉଥିରେ କି ଇଷ୍ଟ ଇଣ୍ଡିଆ କମ୍ପାନୀ ଜିତିଲା ଏବଂ ଜିତିଲାଠୁ ତାର ପାୱାର ମଧ୍ୟ ଆମ ଭାରତରେ ବଢିବାକୁ ଲାଗିଲା। ବୁଝିପାରିଲ। ବ୍ୟାଟେଲ ଅଫ ପ୍ଲାସି ପରେ କଣ ହେଲା ନା ବ୍ୟାଟେଲ ଅଫ ପ୍ଲାସି ପରେ ଆମର ରାଜା ହେଲେ କିଏ ନା ମୀର ଜାଫର। ଇଂରେଜ ମାନେ କାହାକୁ ରାଜା କରାଇଲେ? ଏଇ ମୀର ଜାଫରଙ୍କୁ ରାଜା କରାଇଲେ। ମୀର ଜାଫର କଣ କଲେ ନା ଇଂରେଜ ମାନଙ୍କର ସପୋର୍ଟରେ ଥିଲେ। ତାଙ୍କ ଯୋଗୁ ହିଁ ସେ ସିରାଜଉଦ୍ଦୌଲା ହାରିଥିଲେ, କାରଣ ମୀର ଜାଫର କଣ କରିଥିଲେ? ବିଶ୍ୱାସଘାତକତା କରିଥିଲେ। ବୁଝିପାରିଲ। ମୀର ଜାଫର ଯେତେବେଳେ ବିଶ୍ୱାସଘାତକତା କରିଥିଲେ, ସିରାଜଉଦ୍ଦୌଲା ସେଥିପାଇଁ ହାରିଥିଲେ। ତେଣୁ ମୀର ଜାଫରକୁ ଏଠୁ ସିରାଜଉଦ୍ଦୌଲାଙ୍କ ମୃତ୍ୟୁ ପରେ ମୀର ଜାଫରଙ୍କୁ ଆମର କଣ କରାଗଲା? ରାଜା କରାଗଲା। ତାପରେ ଇଂରେଜ ମାନେ ଆଙ୍କଠୁ କଣ କଲେ ନା ଇଂରେଜ ମାନେ ଆଙ୍କଠୁ ସବୁବେଳେ ଟାକ୍ସ ନେଲେ। ବୁଝିପାରିଲ। ଇଂରେଜ ମାନେ ଯେହେତୁ ଆଙ୍କଠୁ ସବୁବେଳେ ଟାକ୍ସ ନେଲେ, ସେଠୁ ଲାଷ୍ଟରେ ଇଏ ଯେତେବେଳେ ମନା କରିଦେଲେ, ତେଣୁ ଆଙ୍କର ଜଣେ ସନ୍ ଇନ୍ ଲ ଥିଲେ କିଏ ନା ମୀର କାସିମ। ମୀର କାସିମକୁ ସେଠୁ ବଙ୍ଗର କଣ କରାଗଲା ନା ମୀର କାସିମକୁ ବଙ୍ଗର ନବାବ କରାଯାଉଥିଲା। ସେତେବେଳକୁ କୁହାଯାଉଥିଲା ବଙ୍ଗର ନବାବ। ମୀର କାସିମ ବଙ୍ଗର ନବାବ ହେଲା ପରେ କଣ ହେଲା ନା ସିଏ ଚାହିଁଲେ ମୁଁ କେମିତି ଇଂରେଜ ମାନଙ୍କ ଠାରୁ ଟିକେ ଦୂରେଇକି ରହିବି। ଅର୍ଥାତ ସେ ଇଂରେଜ ମାନଙ୍କୁ ଟାକ୍ସ ଦେବାକୁ ମନା କରିଦେଲେ। ଇଂରେଜ ମାନେ ଯାହା ମନ କରୁଥିଲେ ସେ ତାଙ୍କୁ ମନା କରିଦେଲେ। ସେଥିପାଇଁ ସେ କଣ କଲେ ନା ଯେହେତୁ ଇଂରେଜ ମାନଙ୍କ ଠାରୁ ଟିକେ ଦୂରେଇ ରହିବା ପାଇଁ ସେ ଚେଷ୍ଟା କଲେ, ସେଥିପାଇଁ ସେ ତାଙ୍କର ଯୋଉ ରାଜଧାନୀ, ତାଙ୍କର ଯୋଉ କ୍ୟାପିଟାଲ ଥିଲା, ତାକୁ ମଧ୍ୟ ଚେଞ୍ଜ କରିଦେଲେ। ଭଲ ସେ ଶୁଣ, ତାଙ୍କର ରାଜଧାନୀକୁ ଚେଞ୍ଜ କରିଦେଲେ ନା ମୀର କାସିମ ଚେଞ୍ଜ କରିଦେଲେ। ଫାଷ୍ଟ ସିରାଜଉଦ୍ଦୌଲାଙ୍କ ଆମର ମୃତ୍ୟୁବରଣ ପରେ ଆମର ଆସିଲେ କିଏ ନା ମୀର ଜାଫର। ମୀର ଜାଫରଙ୍କ ପରେ ମୀର କାସିମ, ଯିଏକି ଚାହୁଁଥିଲେ ଇଂରେଜ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ। ବୁଝିପାରିଲ। ଯେତେବେଳେ ସେ ତାଙ୍କର କ୍ୟାପିଟାଲ ଚେଞ୍ଜ କରିଦେଲେ, ଇଂରେଜ ମାନେ ତାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ସେଥିପାଇଁ ସେ କଣ କଲେ ନା ସେଥିପାଇଁ ସେ ଅବଧକୁ ପଳେଇଲେ। ଅବଧ ଗୋଟେ ରାଜ୍ୟ ଥିଲା, ତେଣୁ ଅବଧ ରାଜାଙ୍କର ଶରଣ ପଶିଲେ କିଏ ନା ମୀର କାସିମ। ବୁଝିପାରିଲ। ଅବଧ ରାଜାଙ୍କର ଶରଣ ପଶିଲେ। ସେଇ ଯୋଉ ଅବଧର ନବାବ ଅଭଦ୍ର ନବାବ କିଏ ଥିଲେ ନା ସୁଜାଉଦ୍ଦୌଲା। ବୁଝିପାରିଲ। ସିଏ ଥିଲେ ସିରାଜଉଦ୍ଦୌଲା, ଇଏ ଥିଲେ କିଏ ନା ଇଏ ଥିଲେ ଆମର ସୁଜାଉଦ୍ଦୌଲା। ମନେ ରଖିବ ଟିକେ, ସୁଜାଉଦ୍ଦୌଲା ଅବଧର ନବାବ ଥିଲେ। ତାହେଲେ ଅବଧର ନବାବ ସୁଜାଉଦ୍ଦୌଲା। ଆଉ ବେଙ୍ଗଲର ଆମର ସେତେବେଳେ ବ୍ରିଟିଶ ଏମ୍ପାୟାର ଥିଲେ। ବ୍ରିଟିଶ ଏମ୍ପାୟାରଙ୍କ ପୂର୍ବରୁ ଆମର କଣ ଥିଲା? ମୋଗଲ ଏମ୍ପାୟାର। ତାହେଲେ ସେ ଯୋଉ ମୋଗଲ ରାଜା କିଏ ଥିଲେ ସେତେବେଳେ ଶାହା ଆଲମ। ସିଏ ମଧ୍ୟ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପାଇଁ ଚାହୁଁଥିଲେ। ତେଣୁ ଅବଧର ନବାବ ସୁଜାଉଦ୍ଦୌଲା ଆଉ ଏଇ ଯୋଉ ଶାହା ଆଲମ ଆଉ ଆମର ମୀର କାସିମ, ଏଇ ତିନି ଜଣ କଣ କଲେ ନା ଗୋଟେ ମେଣ୍ଟ ଗଠନ କଲେ। ବୁଝିପାରିଲ। କୋଉ ତିନି ଜଣ ମେଣ୍ଟ ଗଠନ କଲେ? ମେଣ୍ଟ ଗଠନ କଲେ ଆମର କିଏ ନା ମୀର କାସିମ, ତାପରେ ଅବଧର ନବାବ ସୁଜାଉଦ୍ଦୌଲା, ତା ସହିତ ଆମର ମୋଗଲ ଶାସକ କିଏ ନା ଶାହା ଆଲମ। ତେଣୁ ସେଇଟା ଆମର ହେଇଥିଲା କୋଉଠି ନା ବକ୍ସର ନାମକ ସ୍ଥାନରେ ଆମର ଗୋଟେ ଯୁଦ୍ଧ ହେଇଥିଲା, ଯୋଉଟା 1764ରେ ଇଂରେଜ ମାନେ ଗୋଟେ କରେ ରହିଲେ ଆଉ ଏଇ ତିନି ଜଣ ଗୋଟେ କରେ ରହିଲେ। ବୁଝିପାରିଲ। ଏଥିରେ ମଧ୍ୟ ଆମର କଣ ହେଲା ନା ଇଂରେଜ ମାନେ ଜିତିଗଲେ, ତାଙ୍କର ଯୋଉ ମେଣ୍ଟ ଶକ୍ତି ହାର ମାନିଲା। ଏଇଟାକୁ ଆମର ବ୍ୟାଟେଲ ଅଫ ବକ୍ସର କୁହାଗଲା, ଯୋଉଟା 1764 ମସିହାରେ ହେଇଥିଲା। ତେଣୁ ଇଂରେଜ ମାନେ ଯେହେତୁ ଦିଟା ଯୁଦ୍ଧ ଜିତିଲେ ବଙ୍ଗରେ, ତେଣୁ ତାଙ୍କର ମଧ୍ୟ ମନୋବଳ ବଢିଲା ଏବଂ ସେମାନେ ଯେତେକ ଶାସକ ଥିଲେ ତାଙ୍କୁ ହରାଇ ଦେଲେ। ତେଣୁ ଇଂରେଜ ମାନଙ୍କର ପାଖାପାଖି ବଙ୍ଗରେ ମାକ୍ସିମମ୍ ଶାସନ ଭାର ଇଂରେଜ ମାନଙ୍କ ହାତକୁ ପଳେଇ ଆସିଲା। ବୁଝିପାରିଲ। ତାହେଲେ ଏଇଠି ବ୍ୟାଟେଲ ଅଫ ବକ୍ସର ବିଷୟରେ ଦେଇଛି, ମୁଁ ଯୋଉଟକ ତମ କହିଛି ସେଥିରେ ଲେଖାଯାଇଛି। ତାପରେ ଧୀରେ ଧୀରେ କଣ ହେଲା ନା ବର୍ତ୍ତମାନ ସେମାନେ ଗଲେ, ଯେହେତୁ ପୂର୍ବ ଭାରତରେ ସେମାନେ ବଙ୍ଗ ବର୍ତ୍ତମାନ ଅଧିକାର କରିନେଲେଣି, ସେ ବର୍ତ୍ତମାନ ଆମର ଗଲେ ଦକ୍ଷିଣ ଭାରତକୁ। ଦକ୍ଷିଣ ଭାରତରେ ଆମର ଯୋଉ ଗୋଟେ ରାଜ୍ୟ ଥିଲା କଣ ନା ମହୀଶୂର। ବୁଝିପାରିଲ। ମହୀଶୂର ରାଜ୍ୟ ଥିଲା, ଯୋଉଟା ବର୍ତ୍ତମାନ ତମେ କର୍ଣ୍ଣାଟକ କହୁଛ। ସେଇ ମହୀଶୂର ରାଜ୍ୟର ରାଜା କିଏ ଥିଲେ ନା ହାଇଦର ଅଲି। ବୁଝିପାରିଲ। ସେ ମହୀଶୂର ରାଜ୍ୟର ରାଜା କିଏ ଥିଲେ? ହାଇଦର ଅଲି। ତେଣୁ ହାଇଦର ଅଲିଙ୍କ ବିରୁଦ୍ଧରେ ମହୀଶୂର ରାଜ୍ୟକୁ ସେ ଅକ୍ତିଆର କରିବା ପାଇଁ ସେ କଣ କଲେ ନା ସେଠି ସେ ଯାଇକି ହାଇଦର ଅଲିଙ୍କ ବିରୁଦ୍ଧରେ ଆମର କଣ କଲେ ନା ଯୁଦ୍ଧ ଘୋଷଣା
କଲେ। ବୁଝିପାରିଲ? ସେଇ ଯୁଦ୍ଧଟାକୁ ଆମେ ପଢିବା ଆଙ୍ଗ୍ଲୋ ମହୀଶୂର ୱାର୍ଡ ବିଷୟରେ। କିନ୍ତୁ ତା ପୂର୍ବରୁ ଆମେ ଟିକେ ଦେଖିଦେବା କାର୍ନାଟିକ ୱାର୍ଡ କଣ। କାର୍ନାଟିକ ୱାର୍ଡରେ କଣ ହେଇଥିଲା ନା କାର୍ନାଟିକ ୱାର୍ଡରେ ଆମର ଫ୍ରାନ୍ସ, ସେତେବେଳେ ଫ୍ରାନ୍ସ ମାନେ ଯେମିତି ଆମର ପୂର୍ବରୁ ମୁଁ ତମକୁ କହିଲି ଡଚ୍ ମାନେ ମଧ୍ୟ ଆସିଥିଲେ ଶାସନ କରିବା ପାଇଁ, ପର୍ତ୍ତୁଗୀଜ ମାନେ ଆସିଥିଲେ, ସେମିତି ଫରାସୀ ମାନେ ଯୋଉମାନଙ୍କୁ ଆମେ କୁହାଯାଉଥିଲା ଫ୍ରାନ୍ସର ଅଧିବାସୀ ଫରାସୀ ମାନେ ମଧ୍ୟ ଆମ ଭାରତକୁ ଆସିଥିଲେ କଣ କରିବା ପାଇଁ ନା ବେପାର ବାଣିଜ୍ୟ କରିବା ପାଇଁ। ତେଣୁ ଏଇ ଫ୍ରାନ୍ସ ମାନଙ୍କ ବିରୁଦ୍ଧରେ ଏଠୁ ଇଂରେଜ ମାନଙ୍କର ଯୁଦ୍ଧ ହେଇଗଲା। କାରଣ ଇଂଲିଶ ମାନେ ଚାହୁଁଥିଲେ ଯେ ସେ ଏକଚାଟିଆ ବାଣିଜ୍ୟ ବ୍ୟବସାୟ କରିବେ ବୋଲି। ତେଣୁ ସମସ୍ତଙ୍କୁ ସିନା ହରେଇଲେ ସେ ଯାଇକି ଜିତି ପାରିବେ। ତେଣୁ ପ୍ରଥମ କର୍ଣ୍ଣାଟକ ସମର ଏଇଭଳିଆ ଟୋଟାଲି ଆମର ତିନିଟା କର୍ଣ୍ଣାଟକ ସମର ଅର୍ଥାତ ଫରାସୀ ଆଉ ଇଂରେଜ ମାନଙ୍କ ମଧ୍ୟରେ ତିନିଟା ଆମର କର୍ଣ୍ଣାଟକ ସମର ହୋଇଥିଲା। ବୁଝିପାରିଲ? ଫାଷ୍ଟ କର୍ଣ୍ଣାଟକ ସମର ଡାଇରେକ୍ଟ କୋଶ୍ଚିନ୍ ଆସେ 1746 ରୁ 48 ପର୍ଯ୍ୟନ୍ତ। ଏଇଥିରେ କଣ କଲେ ନା ଏତେବେଳୁ ଆମର ଥିଲେ କିଏ ନା ଫରାସୀ ମାନଙ୍କର ଜଣେ ମୁଖ୍ୟ ଅଧ୍ୟକ୍ଷ ଥିଲେ ଯିଏକି ବହୁତ ଚାଲାକ ଆଉ ଚତୁର ମଧ୍ୟ ଥିଲେ। ସିଏ କଣ କଲେ ନା ଇଂରେଜ ମାନଙ୍କୁ ହରେଇ ଦେଲେ। ସେ ଯୋଉ ଚତୁର ଯୁବକଙ୍କ ନାଁ କଣ ଥିଲା ନା ଡ୍ୟୁପ୍ଲେକ୍ସ, ଯିଏକି ଫରାସୀ ମାନଙ୍କର ନେତୃତ୍ୱ ନେଉଥିଲେ। ସେଇ ଡ୍ୟୁପ୍ଲେକ୍ସଙ୍କ ନେତୃତ୍ୱରେ ଫରାସୀ ମାନେ ପ୍ରଥମ କାର୍ନାଟିକ ୱାର ଜିତିଗଲେ। ତାପରେ ତାଙ୍କ ଭିତରେ ବୁଝାମଣା ହେଇଗଲା। ସେକେଣ୍ଡ କାର୍ନାଟିକ ୱାର ପୁଣି କେବେ ହେଲା ନା 1749 ରୁ 54 ପର୍ଯ୍ୟନ୍ତ। ଏଥିରେ ମଧ୍ୟ କଣ ହେଲା ନା ଫରାସୀ ମାନଙ୍କର ବିଜୟ ଘଟିଲା। ବୁଝିପାରିଲ? ତେଣୁ ଇଂରେଜ ମାନେ ଧୀରେ ଧୀରେ ପରାଜୟ ଆଡକୁ ଯାଉଥିଲେ। ଏଇ ସମୟରେ କଣ ହେଲା ନା ଫରାସୀ ମାନଙ୍କର ଯୋଉ ଥିଲେ ମୁଖ୍ୟ ଯିଏ ଥିଲେ ଡ୍ୟୁପ୍ଲେକ୍ସ, ତାଙ୍କୁ କଣ କଲେ ନା ଫ୍ରାନ୍ସ ଗଭର୍ଣ୍ଣମେଣ୍ଟ ତାଙ୍କ ଦେଶକୁ ନେଇଗଲେ। ତେଣୁ ତାଙ୍କର ସେଠି କଣ ଯୁଦ୍ଧ ଥିଲା, ସେଥିପାଇଁ ତାଙ୍କ ଦେଶକୁ ନେଇଗଲେ। ତେଣୁ ବର୍ତ୍ତମାନ ସମୟରେ କଣ ହେଲା ନା ଆଉ ଯିଏ ଆସିଲେ ସିଏ କଣ କଲେ ନା ତୃତୀୟ କାର୍ନାଟିକ ସମୟରେ ହାରିଗଲେ ଇଂରେଜ ମାନଙ୍କ ଠାରୁ। ତେଣୁ ଫରାସୀ ମାନଙ୍କର ସାମ୍ରାଜ୍ୟ ମଧ୍ୟ ଧୀରେ ଧୀରେ ଲୋପ ପାଇଲା। ତେଣୁ ପୁରା ଟୋଟାଲି ଆମ ଦେଶରେ ବର୍ତ୍ତମାନ ଆମେ ଦେଖିଲେ ବଙ୍ଗରେ ଜିତିଗଲେ, ଫରାସୀ ମାନଙ୍କୁ ମଧ୍ୟ ବାହାର କରିଦେଲେ। ତୃତୀୟ କର୍ଣ୍ଣାଟକ ସମର ହେଇଥିଲା 1758 ରୁ 63। ଏଇ ଇୟର ଗୁଡା ଟିକେ ମନେ ରଖିବ। ତାହେଲେ କାର୍ନାଟିକ ୱାର୍ଡ ଏଠି ଦେଇଦେଲେ। ଲାଷ୍ଟ କଣ ହେଲା ନା ଇଂରେଜ ମାନେ ଜିତିଗଲେ। ବୁଝିପାରିଲ? ଏଇଠି ଆମେ ବର୍ତ୍ତମାନ ଯିବା ଆଙ୍ଗ୍ଲୋ ମାଇସୁର ୱାର୍ଡ କହିଥାଉ। ମୈଶୂର କହିଲେ ଯୋଉ ରାଜ୍ୟ କଥା ମୁଁ ତମକୁ କହୁଥିଲି ଯୋଉଠି ହାଇଦର ଅଲି ଆମର ଶାସକ ଥିଲେ। ବୁଝିପାରିଲ? ତେଣୁ ଇଂରେଜ ମାନେ ବର୍ତ୍ତମାନ ତାଙ୍କର ଲୋଭ ରହିଲା କୋଉଠି ନା ମହୀଶୂର ଉପରକୁ ଲୋଭ ରହିଲା। ଧୀରେ ଧୀରେ ତମେ ଟାଇମ ଲାଇନ ଟାକୁ ଟିକେ ବୁଝ। ଇତିହାସର ମାନେ ହେଲା ଟାଇମ ଲାଇନ। ଯେ ଟାଇମ ଲାଇନ ବୁଝିଗଲା ଧୀରେ ଧୀରେ କଣ ଚାଲିଛି ଗପ ବୋଲି ଭାବ। ଫାଷ୍ଟ ଆମେ ଦେଖିଲେ ଯୋଉ କଣ ହେଇଥିଲା ନା ଇଂରେଜ ମାନେ ଆସିଲେ, ତାପରେ ଧୀରେ ଧୀରେ ସେଠୁ ବଙ୍ଗରେ ସେ ଦିଟା ଯୁଦ୍ଧ ଲଢିଲେ, ସେଠି ଜିତିଗଲେ। ତାପରେ ଫରାସୀ ମାନଙ୍କୁ ହରେଇ ଦେଲେ। ବର୍ତ୍ତମାନ ଆମେ ଯିବା କୋଉଠିକି ନା ମହୀଶୂର ପାଖକୁ। ମହୀଶୂରର ଶାସକ କିଏ ଥିଲେ ନା ହାଇଦର ଅଲି। ତାଙ୍କର ଯେତେବେଳେ ଫାଷ୍ଟ ୱାର୍ଡ ହେଲା 1767 ରୁ 1769, ସେଇ ସମୟରେ କଣ ହେଲା ନା ମହୀଶୂରର ରାଜା ଯିଏ ହାଇଦର ଅଲି ଥିଲେ ସେ କଣ କଲେ ନା ଇଂରେଜ ମାନଙ୍କୁ ହରେଇ ଦେଲେ। ତାପରେ ଦ୍ୱିତୀୟ ଆସିଲା ଆଉ ଥରେ ହେଲା 1780 ରୁ 1784 ହେଲା ସେକେଣ୍ଡ ମହୀଶୂର ୱାର୍ଡ। ଟୋଟାଲ 4ଟା ମହୀଶୂର ୱାର୍ଡ ହେଇଥିଲା। ତେଣୁ ସେକେଣ୍ଡରେ କଣ ହେଲା ନା ହାଇଦର ଅଲି କଣ ହେଲା ନା ମୃତ୍ୟୁ ଘଟିଗଲା। ତାଙ୍କର ସିନା ମୃତ୍ୟୁ ଘଟିଥିଲା, ହେଲେ ତାଙ୍କର ଯିଏ ପୁତ୍ର ଥିଲେ ଟିପୁ ସୁଲତାନ, ସିଏ କଣ କରିଥିଲେ ତାଙ୍କୁ ମହୀଶୂରର ବାଘ ବୋଲି କୁହାଯାଏ। ସିଏ କଣ କଲେ ନା ଇଂରେଜ ମାନଙ୍କୁ ହରେଇ ଦେଲେ। ବୁଝିପାରିଲ? ଟିପୁ ସୁଲତାନ ଇଂରେଜ ମାନଙ୍କୁ ହରେଇ ଦେଲେ। ତାପରେ ଆସିଲା ଥାର୍ଡ ମହୀଶୂର ୱାର୍ଡ। ଏଇ ଯୋଉ ଟ୍ରିଟି ଗୁରା ମନେ ରଖିବ। ଫାଷ୍ଟ ଦିଟା ସେତେ ଇମ୍ପୋର୍ଟାଣ୍ଟ ନୁହେଁ, କିନ୍ତୁ ଥାର୍ଡ ମହୀଶୂର ୱାର୍ଡରେ ଆମର କଣ ହେଇଥିଲା ନା ଟିପୁ ସୁଲତାନ ସେଠୁ ହାରିଗଲେ। ଥାର୍ଡ ମହୀଶୂର ୱାର୍ଡ ଆମର ହେଇଥିଲା କେବେ ନା 1789 ରୁ 1792। ଟିପୁ ସୁଲତାନ କଣ କଲେ ନା ହାରିଗଲେ। ତେଣୁ ଥାର୍ଡ ମହୀଶୂର ୱାର୍ଡ ପରେ କୋଉ ଟ୍ରିଟି ହେଇଥିଲା ଏଇଟା କୋଶ୍ଚିନ୍ ଆସେ ନା ଟ୍ରିଟି ଅଫ ଶ୍ରୀରଙ୍ଗପଟ୍ଟନମ। ବୁଝିପାରିଲ? ଥାର୍ଡ ମହୀଶୂର ୱାର୍ଡର ଟାଇମ ଲାଇନ ଟକୁ ଟିକେ ମନେ ରଖ 1789 ରୁ 1792। ତାପରେ ହେଲା ଫୋର୍ଥ ୱାର୍ଡଟା 1799, ଯୋଉଥିରେ ଟିପୁ ସୁଲତାନ ହେଠୁ ମୃତ୍ୟୁବରଣ ଘଟିଲା। ବୁଝିପାରିଲ? ତେଣୁ ଏଠି ବି ଆମର ଆଙ୍ଗ୍ଲୋ ମହୀଶୂର ୱାର୍ଡର ଏଠି ଦେଇଛି ଫାଷ୍ଟ ସେକେଣ୍ଡ ଥାର୍ଡ ଫୋର୍ଥ କାହା କାହା ଭିତରେ ହେଇଥିଲା ମୁଁ ତମକୁ କହିଥିଲି। ଫାର୍ଷ୍ଟରେ ଆମର ହାଇଦର ଅଲି ଜିତିଲେ, ସେକେଣ୍ଡରେ ହାଇଦର ଅଲିଙ୍କ ମୃତ୍ୟୁ ଘଟିଲା କିନ୍ତୁ ଟିପୁ ସୁଲତାନ ତାଙ୍କ ପୁଅ ଆସିକି ଜିତିଗଲେ। ଥାର୍ଡରେ ଟିପୁ ସୁଲତାନ ହାରିଗଲେ, କିନ୍ତୁ ଲାଷ୍ଟ ହେଠୁ ଟିପୁ ସୁଲତାନ କଣ ହେଲା ନା ଟିପୁ ସୁଲତାନଙ୍କର ମୃତ୍ୟୁବରଣ ଘଟିଲା। ଏଇଠି ତମେ ଦେଖିପାରୁଥିବ ଇଏ ହଉଛନ୍ତି ହାଇଦର ଅଲି, ଇଏ ହଉଛନ୍ତି ତାଙ୍କ ପୁଅ ଟିପୁ ସୁଲତାନ, ଯିଏକି ବହୁତ ଜଣେ ବୀର ଥିଲେ। ବୁଝିପାରିଲ? ତେଣୁ ତାଙ୍କୁ ମହୀଶୂରର ବାଘ ଉପାଧି ମଧ୍ୟ ଦିଆଯାଇଥିଲା। ତାପରେ ଆମେ ଦେଖିଲେ ଇଂରେଜ ମାନେ ଧୀରେ ଧୀରେ କଣ କଲେ ନା ଆମେ ଦେଖିଲେ ମ୍ୟାପରେ ସେ ବେଙ୍ଗଲ ଅଧିକାର କରିନେଲେ। ବର୍ତ୍ତମାନ ମହୀଶୂର ରାଜ୍ୟକୁ ବି ଅଧିକାର କରିନେଲେ। ବୁଝିପାରିଲ? ଏଇଠି ବର୍ତ୍ତମାନ ଆମର କିଏ ଥିଲେ ନା ମରାଠା ଏମ୍ପାୟାର ଥିଲା। ତମେ ଶୁଣିଥିବ ମରାଠା ଏମ୍ପାୟାର। ତେଣୁ ବର୍ତ୍ତମାନ ତାଙ୍କର ଲୋଭ ହେଲା କାହା ପାଖକୁ ନା ମରାଠା ଏମ୍ପାୟାରକୁ କିପରି କବ୍ଜା କରିବେ। ସେଥିପାଇଁ ଆଙ୍ଗ୍ଲୋ ମରାଠା ୱାର ଚାଲିଲା। ଡାଇରେକ୍ଟ କୋଶ୍ଚିନ୍ ଏଥିରେ ଆସିବ ପ୍ରଥମ ଆଙ୍ଗ୍ଲୋ ମରାଠା ୱାର କେବେ ହେଇଥିଲା ନା 1775 ରୁ 1782। ତାପରେ ଆସିଲା ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାର। ସେକେଣ୍ଡ ଆଙ୍ଗ୍ଲୋ ମାନେ ଇଂରେଜ ମାନେ, ତାପରେ ମରାଠା ସାମ୍ରାଜ୍ୟ 1803 ରୁ 1805। ବୁଝିପାରିଲ? ଥାର୍ଡ ଆଙ୍ଗ୍ଲୋ ମରାଠା ୱାର 1817 ରୁ 1818 ପର୍ଯ୍ୟନ୍ତ। ଏଇ ତିନିଟା ଆଙ୍ଗ୍ଲୋ ମରାଠା ୱାର ପରେ କଣ ହେଇଥିଲା ନା ଇଂରେଜ ମାନେ ଶେଷରେ ମରାଠା ମାନଙ୍କୁ ମଧ୍ୟ ତାଙ୍କର ଅକ୍ତିଆର କରିନେଲେ, ମରାଠା ସାମ୍ରାଜ୍ୟକୁ ମଧ୍ୟ ଅକ୍ତିଆର କରିନେଲେ। ତେଣୁ ବଙ୍ଗ ହେଇଗଲା, ତାପରେ ମହୀଶୂର ହେଇଗଲା, ମରାଠା ସାମ୍ରାଜ୍ୟ ମଧ୍ୟ ହେଇଗଲା।
ବର୍ତ୍ତମାନ ଏଇ ଉପରେ ଉପରେ ଥିଲେ ଆମର କୋଉମାନେ ନା ଶିଖ ମାନେ ରାଜୁତି କରୁଥିଲେ। ତେଣୁ ବର୍ତ୍ତମାନ ତାଙ୍କର ଯିବେ ସେମାନେ କଣ ନା ଶିଖ ମାନଙ୍କୁ ଅକ୍ତିଆର କରିବେ। ତେଣୁ ଫାଷ୍ଟ ଶିଖ ୱାର ଆମର ହେଇଥିଲା କେବେ ନା 1845 ରୁ 46 ମସିହା ପର୍ଯ୍ୟନ୍ତ ଆମର ପଞ୍ଜାବରେ ହେଇଥିଲା। ସେକେଣ୍ଡ ଶିଖ ୱାର କେବେ ହେଲା ନା 1848 ରୁ 49 ସେଇ ପଞ୍ଜାବରେ ହେଇଥିଲା। ବୁଝିପାରିଲ, ଏଥିରେ କଣ ହେଲା ନା ଇଂଲିଶ ମାନେ ଜିତିଲେ। ଏଥିରେ କଣ ହେଲା ନା ଡେଲହାଉସି ସେଠୁ ପଞ୍ଜାବକୁ ତାଙ୍କ ସହିତ ମିଶେଇ ଦେଲେ ଲାଷ୍ଟରେ ସେକେଣ୍ଡ ଶିଖ ୱାର ପରେ। ବୁଝିପାରିଲ, ତେଣୁ ଏବେ ପର୍ଯ୍ୟନ୍ତ ଆମେ ଦେଖିଲେ କଣ ନା ଫାଷ୍ଟ ସେ ବେଙ୍ଗଲ ଅଧିକାର କରିନେଲେ, ତାପରେ ମୈଶୂର ଅଧିକାର କରିନେଲେ, ମରାଠା ଏମ୍ପାୟାର ଅଧିକାର କରିନେଲେ, ଶିଖ ଏମ୍ପାୟାର ମଧ୍ୟ ଅଧିକାର କରିନେଲେ। ତେଣୁ ଅଧିକାଂଶ ଭାରତର ଅଧିକାଂଶ ରାଜ୍ୟକୁ ସେ ଅଧିକାର କରିନେଲେ। ତାପରେ ଆଉ କିଛି ରାଜ୍ୟକୁ ସେ କଣ କଲେ ନା ବିଭିନ୍ନ ପ୍ରକାର ନିୟମରେ ମଧ୍ୟ ଅଧିକାର କରିଥିଲେ। ତା ସହିତ ସେମାନେ ଲ୍ୟାଣ୍ଡ ରେଭିନ୍ୟୁ ସିଷ୍ଟମ ମଧ୍ୟ ଆମର କରିଥିଲେ। ଡାଇରେକ୍ଟ କ୍ୱେଶ୍ଚିନ୍ ଆସେ ପରମାନେଣ୍ଟ ସେଟଲମେଣ୍ଟ କିଏ ଆମର ଆଣିଥିଲେ ନା ଲର୍ଡ କର୍ଣ୍ଣୱାଲିସ। ସେଭଳି ରାଉତୱାଡି ସିଷ୍ଟମ କିଏ ଆଣିଥିଲେ ନା ଥୋମାସ ମୁନରୋ। ସେଭଳି ମାହାଲୱାରୀ ସିଷ୍ଟମ କିଏ ଆଣିଥିଲେ ନା ୱିଲିୟମ ବେଣ୍ଟିଂ। ତାଙ୍କ ନାଁ ଗୁରା ଟିକେ ମନେ ରଖିବ। ପରମାନେଣ୍ଟ ସେଟଲମେଣ୍ଟ ଆମର ଆଣିଥିଲେ ଲର୍ଡ କର୍ଣ୍ଣୱାଲିସ, ରାଉତୱାଡି ସିଷ୍ଟମ ଆମର ଆଣିଥିଲେ ଥୋମାସ ମୁନରୋ, ଆଉ ମାହାଲୱାରୀ ସିଷ୍ଟମ ଆଣିଥିଲେ ୱିଲିୟମ ବେଣ୍ଟିଂ। ଆମେ ଧୀରେ ଧୀରେ ଆଗକୁ ଯାଉଛେ ଟାଇମ ଲାଇନ ଅନୁଯାୟୀ, ତେଣୁ ଜମା ବି ବ୍ୟସ୍ତ ହୁଅ ନାହିଁ, ପୁରା ଗପ ନାଖେ ଶୁଣ, ତମର ସବୁ କିଛି ମନେ ରହିଯିବ। ଏଇ ଯୋଉ ପରମାନେଣ୍ଟ ସେଟଲମେଣ୍ଟଟା ଆମର ହେଇଥିଲା ବେଙ୍ଗଲରେ, ଆଉ ରାଉତୱାଡି ସିଷ୍ଟମଟା ଆମର ହେଇଥିଲା ମାଡ୍ରାସରେ, ଆଉ ୱିଲିୟମ ବେଣ୍ଟିଂ ଯୋଉଟା ଆଣିଥିଲେ ଆମର ମାହାଲୱାରୀ ସିଷ୍ଟମ ସେଟା ହେଇଥିଲା ନର୍ଥ ୱେଷ୍ଟର୍ଣ୍ଣ ପ୍ରୋଭିନ୍ସରେ। ଏଠି ତମେ ଦେଖିପାରିବ ମ୍ୟାପରେ। ଫାଷ୍ଟ ଆମେ ଦେଖିଲେ ପରମାନେଣ୍ଟ ସେଟଲମେଣ୍ଟ ବେଙ୍ଗଲରେ, ତାପରେ ଆମେ ଦେଖିଲେ ବମ୍ବେ ଆଉ ମାଡ୍ରାସରେ କଣ ନା ରାଉତୱାଡି ସିଷ୍ଟମ, ତାପରେ ପଞ୍ଜାବରେ ଆମେ ଦେଖିଲେ ପଞ୍ଜାବ ଆଉ ଉତ୍ତରପ୍ରଦେଶର ମାହାଲୱାଡି ସିଷ୍ଟମ। ତେଣୁ ଏଠି ତମେ ଦେଖିପାରିବ, ଏଇଟାକୁ ପଢିପାରିବ। ବର୍ତ୍ତମାନ ଆମେ ଯିବା ଭାରତର ଯୋଉଟା ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଉଛି ସିପାହୀ ବିଦ୍ରୋହ ପାଖକୁ। ବୁଝିପାରିଲ, ଏଇ ଯୋଉ ସିପାହୀ ବିଦ୍ରୋହ ହଉଛି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ, ରିଭୋଲ୍ଟ ଅଫ 1857। ତାହେଲେ ଏଇ ଯୋଉ ସିପାହୀ ବିଦ୍ରୋହରୁ ହିଁ ସିପାହୀ ବିଦ୍ରୋହ ଆମର ସକ୍ସେସ ହେଇନଥିଲା, କିନ୍ତୁ ସିପାହୀ ବିଦ୍ରୋହ ଇଂରେଜ ମାନଙ୍କ ଉପରେ ବହୁତ ବଡ ଛାପ ଛାଡି ଯାଇଥିଲା। ଏବେ ଧୀରେ ଧୀରେ ତମକୁ ଆହୁରି ମଜା ଲାଗିବ, କାରଣ ଆମେ ଏବେ ତମେ ଜାଣିବ ଆମ ଫ୍ରିଡମ ଫାଇଟର ମାନଙ୍କର ଷ୍ଟ୍ରଗଲ କାହାଣୀ ବିଷୟରେ ଆମେ ବର୍ତ୍ତମାନ ଧୀରେ ଧୀରେ ଆମେ ଜଣକ ପରେ ଜଣେ ଡିସ୍କସନ କରିବା। ତେଣୁ ସମସ୍ତେ ପୁରା ଗପ ଲେଖି ଶୁଣିବା ପାଇଁ ଚେଷ୍ଟା କର। ତାହେଲେ ଏଇ ଯୋଉ 1857 ମସିହାରେ ଆମର ସିପାହୀ ବିଦ୍ରୋହ ହେଇଥିଲା, ତାର କାରଣ କଣ ପାଇଁ ନା ବହୁତ କିଛି କାରଣ ଥିଲା। ଆମେ ଦେଖିଲେ ଧୀରେ ଧୀରେ କଣ ହେଲା ନା ଇଂରେଜ ମାନେ ଆମ ଭାରତକୁ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରିନେଲେ। ତାପରେ ଇଂରେଜ ମାନଙ୍କର ସେନାରେ ମଧ୍ୟ ଆମ ଭାରତୀୟ ମାନଙ୍କୁ ଏଠୁ ନିଯୁକ୍ତି ଦିଆଗଲା, କିନ୍ତୁ ତାଙ୍କର ଯୋଗ୍ୟତା ଯୋଉଟା ମାନେ କମ ପଦ, ଲେସ୍ ପଦ, ଯୋଉଟା ଛୋଟ ଛୋଟ ପଦ, ସେଇଥିରେ ଏଠୁ କଣ କରାଗଲା ନା ଭାରତୀୟ ମାନଙ୍କୁ ନିଯୁକ୍ତି ଦିଆଗଲା। ତା ସହିତ ଇଂରେଜ ମାନେ କଣ କଲେ ନା ଅଧିକ ଟାକ୍ସ ଆମର ଭାରତୀୟ ମାନଙ୍କଠୁ ଆଦାୟ କଲେ। ତା ସହିତ ସେମାନେ କଣ କଲେ ନା ଭାରତୀୟ ମାନେ ଅଧିକ କାମ କରୁଥିଲେ, କିନ୍ତୁ ତାଙ୍କୁ ସେଠି ସମ୍ମାନ ସେତେ ନଥିଲା, କିମ୍ବା ପଇସା ମଧ୍ୟ ତାଙ୍କୁ ସେତିକି ଦିଆଯାଉ ନଥିଲା। ତେଣୁ ଏଇଠି ଏମିତି ବହୁତ ଗୁଡେ କାରଣ ଥିଲା। ତା ସହିତ ଆଉ କଣ କାରଣ ଥିଲା ନା ଇଂରେଜ ମାନେ ଗୋଟେ ଆମର ରୁଲ ବାହାର କରିଥିଲେ, ଡକ୍ଟ୍ରାଇନ ଅଫ ଲ୍ୟାପ୍ସ। ଡକ୍ଟ୍ରାଇନ ଅଫ ଲ୍ୟାପ୍ସ ର ରୁଲ କଣ କହୁଥିଲା ନା ସେ କହୁଥିଲା ଯୋଉ ରାଜା ମାନେ ଯଦି ମରିଗଲେ, ମନେକର ଜଣେ ରାଜାଙ୍କର ମୃତ୍ୟୁ ଘଟିଲା, ତାଙ୍କର ଯଦି ପୁତ୍ର ନଥିବ, ତାଙ୍କର ଯଦି ନିଜ ପୁତ୍ର ନଥିବ, ସେ ଯାହାକୁ ଆଡପ୍ଟ କରିଥିବେ, ସେ ଯୋଉ ପୁତ୍ରକୁ ଆଡପ୍ଟ କରିଥିବେ, ସେଇ ପୁତ୍ର ରାଜା ହେଇପାରିବ ନାହିଁ। ତେଣୁ ଏମିତି ମଧ୍ୟ ବହୁତ କିଛି ଜାଗାରେ ଆମେ ଦେଖିଲେ, ଆମେ ଦେଖିବା ରାଣୀ ଲକ୍ଷ୍ମୀବାଇ। ରାଣୀ ଲକ୍ଷ୍ମୀବାଇଙ୍କର ମୃତ୍ୟୁ, ରାଣୀ ଲକ୍ଷ୍ମୀବାଇଙ୍କର ସ୍ୱାମୀଙ୍କର ଯେତେବେଳେ ମୃତ୍ୟୁ ଘଟିଗଲା, ରାଣୀ ଲକ୍ଷ୍ମୀବାଇଙ୍କର ନିଜସ୍ୱ ସନ୍ତାନ କେହି ନଥିଲେ, ତେଣୁ ସିଏ ଯାହାକୁ ଆଡପ୍ଟ କରିଥିଲେ ତାଙ୍କୁ ରାଜା କରିବା ପାଇଁ ଚାହିଁଲେ, କିନ୍ତୁ ଇଂରେଜ ମାନେ କଣ କଲେ ନା ମନା କଲେ। ସେଥିପାଇଁ ରାଣୀ ଲକ୍ଷ୍ମୀବାଇ ମଧ୍ୟ ଆମର ଇଂରେଜ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ତାହେଲେ ଏଇ ଯୋଉ 1857ର ବିଦ୍ରୋହ ହେଇଥିଲା ସିପାହୀ ବିଦ୍ରୋହ, ଯାହାର ଏତେ ବଡ ଇମ୍ପାକ୍ଟ ଆମର ଇଂରେଜ ମାନଙ୍କ ଯୋଉ ଉପରେ ପଡିଥିଲା ଯେ ତାର 100 ବର୍ଷ ଭିତରେ ହିଁ ଆମର ଇଂରେଜ ମାନେ କଣ କଲେ ନା ଆମ ଦେଶ ଛାଡିକି ପଳେଇଲେ। ବୁଝିପାରିଲ, ତାହେଲେ ଏଇ ଯୋଉ 1857ର ବିଦ୍ରୋହ ହେଇଥିଲା, ଷ୍ଟାର୍ଟ ହେଇଥିଲା କାହାଠୁ ନା ଆମର ମହାନ ସ୍ୱାଧୀନ ମହାନ ନେତା ଆମର ମଙ୍ଗଲ ପାଣ୍ଡେ ହିଁ ତାହା ଆମର ଷ୍ଟାର୍ଟ କରିଥିଲେ। ବୁଝିପାରିଲ, ଆମର ବୀର ମଙ୍ଗଲ ପାଣ୍ଡେ, ସିଏ ହିଁ ଏଇ ଯୋଉ 1857ର ବିଦ୍ରୋହଟାକୁ ଷ୍ଟାର୍ଟ କରିଥିଲେ। ଏ ମଙ୍ଗଲ ପାଣ୍ଡେଙ୍କ ଜନ୍ମ ଆମର ହେଇଥିଲା କେବେ ନା 19 ଜୁଲାଇ 1827। ତାଙ୍କର ମୃତ୍ୟୁବରଣ ହୋଇଥିଲା 8 ଏପ୍ରିଲ 1857ରେ। ସିଏ କଣ ଥିଲେ ମଙ୍ଗଲ ପାଣ୍ଡେ? ମଙ୍ଗଲ ପାଣ୍ଡେ ଥିଲେ କଣ ନା 34th ବେଙ୍ଗଲ ନେଟିଭ ଇନଫାଣ୍ଟ୍ରିର ସେ ଜଣେ ପାର୍ଟ ଥିଲେ, ଜଣେ ସୈନିକ ଥିଲେ। ଏଇ ସମୟରେ କଣ ହେଲା ନା ଇଂରେଜ ମାନଙ୍କର ଗୋଟେ ନୂଆ ଟାଇପର ଗୁଳି ଆସିଥିଲା। ସେ ଗୁଳିରେ ଆମର କଣ ହେଇଥିଲା ନା ବାହାରେ କିଛି ଗୋଟେ ଆମର ଏମିତି ଆମେ ଯୋଉଟାକୁ ଆମେ ଛିଡେଇକି, ତମେ ଫିଲ୍ମ ମାନଙ୍କରେ ଦେଖିଥିବ ବମ୍ ବି ଯେତେବେଳେ ଫୁଟାନ୍ତି ଏମିତି ପାଟିରେ ଟିକେ ଛିଡେଇକି ପକାନ୍ତି। ତାହେଲେ ଏଇଠି ଲୋକମାନଙ୍କ ମଧ୍ୟରେ ପ୍ରଚାର ହେଇଗଲା ଯେ ଏଇ ଯୋଉଟା ରହୁଛି ଏଟା କଣ ହେଇଛି ନା ଗାଈ ଆଉ ଘୁଷୁରୀ ମାନଙ୍କର ଚମଡାରେ ତିଆରି ହେଇଛି। ତେଣୁ ଯେହେତୁ ଇଏ ଜଣେ ବ୍ରାହ୍ମଣ ଘରର ଲୋକ ଥିଲେ ଏବଂ ହିନ୍ଦୁ ମାନଙ୍କର ଧର୍ମ ହେଲା ଗାଈ ଆଉ ଚମଡା ମାଂସ ଖାଇବେ ନାହିଁ, କିନ୍ତୁ ଆଙ୍କୁ ବାଧ୍ୟ କରାଗଲା ଯେ ତମେ ମାନେ ପାଟିରେ ଛିଡେଇକି ହିଁ ତମେ ସେ ଗୁଳିଟାକୁ ଫୁଟେଇ ପାରିବ।
ତେଣୁ ଇଏ କ'ଣ କଲେ ନା ଇଏ କହିଲେ ଏମାନେ ଆମ ଧର୍ମ ନଷ୍ଟ କରିବା ପାଇଁ ଆସିଛନ୍ତି। ତେଣୁ ଇଏ କହିଲେ ମୁଁ ଆକୁ ଛିଡ଼େଇବି ନାହିଁ। ସେଥିପାଇଁ କ'ଣ ହେଲା ନା 2 ଜଣ ଇଂରେଜ କର୍ମଚାରୀ ଆଙ୍କଠୁ କହିଲେ ତମେ ବର୍ତ୍ତମାନ ଚାକିରି ଛାଡ଼ିଦିଅ, ତମେ ଡ୍ରେସ୍ ସବୁ ଦେଇଦିଅ, ଆଉ ତମେ ବନ୍ଧୁକ ମଧ୍ୟ ଦେଇଦିଅ। ଇଏ କହିଲେ ମୁଁ ଦେବିନି। ଯେହେତୁ ସେ ଆଙ୍କୁ ଅପୋଜ କଲେ, ଇଏ ସେଇଠି କ'ଣ କଲେ ନା ସେଇ 2 ଜଣ ଇଂରେଜ କର୍ମଚାରୀକୁ କ'ଣ କଲେ ନା ଗୁଳି କରିଦେଲେ। ସେଠୁ ମଙ୍ଗଳ ପାଣ୍ଡେକୁ କ'ଣ କଲେ ନା ସମସ୍ତେ ଧରିଲେ, ଇଂରେଜ କର୍ମଚାରୀ ଆଉ ଯେଉଁମାନେ ଥିଲେ ଧରିଲେ ଏବଂ ତାଙ୍କୁ ଫାଶୀ ଦେଇଦେଲେ। ବୁଝିପାରିଲ? ତେଣୁ ଏଠି ମଙ୍ଗଳ ପାଣ୍ଡେଙ୍କ ବିଷୟରେ ଲେଖାଯାଇଛି। ତେଣୁ ଯେହେତୁ ଏଇଠି ମଙ୍ଗଳ ପାଣ୍ଡେର ତମେ ଦେଖିଥିବ ଗୋଟେ ଫିଲ୍ମ ଅଛି ଯୋଉଥିରେ ଅମିର ଖାନ ମଧ୍ୟ ଆମର ଆକ୍ଟିଂ କରିଥିଲେ। ତେଣୁ ଏଇଠି ଫିଲ୍ମଟାର ମୁଁ ତାର ଗୋଟେ ଫଟୋ ମଧ୍ୟ ଏଥିରେ ଅଛି। ତେଣୁ ତମମାନେ ସେ ଫିଲ୍ମଟାକୁ ଦେଖିପାରିବ। ଏବଂ ମଙ୍ଗଳ ପାଣ୍ଡେ ଆମର କ'ଣ କଲେ ନା ତାଙ୍କୁ ଯେତେବେଳେ ଫାଶୀ ଦିଆଗଲା ସେଠୁ ସାରା ଦେଶରେ ସେଠୁ କ'ଣ ହେଲା ନା ଧୀରେ ଧୀରେ ଆମର ଆନ୍ଦୋଳନ ବିଭିନ୍ନ ଜାଗାରେ ହେଲା। ତାପରେ ଆମେ ଦେଖିବା ରାଣୀ ଲକ୍ଷ୍ମୀବାଇଙ୍କ। ତମେ ଏଠି ଦେଖିଥିବ ରାଣୀ ଲକ୍ଷ୍ମୀବାଇ ଆମର ଯୁଦ୍ଧ କରୁଛନ୍ତି। ମୁଁ ତମକୁ ତାଙ୍କ ଷ୍ଟୋରି କହିଦେଲି ଯେ କ'ଣ ନା ତାଙ୍କର ପୁତ୍ରକୁ ସେ ଯାହାକୁ ଆଡପ୍ଟ କରିଥିଲେ ତାଙ୍କୁ ରାଜା କରିବା ପାଇଁ ଦିଆଗଲା ନାହିଁ। ସେଥିପାଇଁ ସେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ବହୁତ ବୀର ଆମର ନାରୀ ଥିଲେ, ସେ ବୀର ନାରୀ ଜଣେ ଯିଏକି ଇଂରେଜମାନଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ବହୁତ ସମୟ ଧରି ଯୁଦ୍ଧ ମଧ୍ୟ କରିଥିଲେ। ଦ ଫାଷ୍ଟ ୱାର ଅଫ୍ ଇଣ୍ଡିପେଣ୍ଡେନ୍ସ ଯୋଉଟା ଆମେ କହୁଛେ ସେଥିରେ ରାଣୀ ଲକ୍ଷ୍ମୀବାଇ ଥିଲେ, ଯୋଉଟାକି ଆମର 1857ର ବିଦ୍ରୋହ ଆମେ କହୁଛେ। ବୁଝିପାରିଲ? The rebellion started in Meerut on 10th May 1857 and it spread to other part of the country। এই ଯୋଉ ସିପାହୀ ବିଦ୍ରୋହଟା ଆମର ମେରଠରୁ ହିଁ ଷ୍ଟାର୍ଟ ହେଇଥିଲା। ବୁଝିପାରିଲ? ଯୋଉଟା 10 ମେ 1857ରେ ଆମର ଷ୍ଟାର୍ଟ ହେଇଥିଲା, କିନ୍ତୁ ତା ପୂର୍ବରୁ ଆମର ମଙ୍ଗଳ ପାଣ୍ଡେଙ୍କର ମୃତ୍ୟୁ ଘଟିଯାଇଛି। ତାର ଗୋଟେ ମାସ ପରେ ହିଁ ଆମର 10 ମେ 1857ରୁ କ'ଣ ହେଲା ନା ଷ୍ଟାର୍ଟ ହେଲା ଆମର ସିପାହୀ ବିଦ୍ରୋହଟା ମେରଠରୁ ଷ୍ଟାର୍ଟ ହେଇଥିଲା। The rebellion was a result of the Indian soldiers' resentment towards the British India Company's policies and introduction of a new rifle practices। ଯୋଉ କଥା କହିଲେ ଗୁଳି ଯୋଉ ନୂଆ ତିଆରି କଲେ, ତେଣୁ ତା ବିରୁଦ୍ଧରେ ଆମର ଆନ୍ଦୋଳନ ହେଲା। ରାଣୀ ଲକ୍ଷ୍ମୀବାଇ played a crucial role in the rebellion। She was one of the few Indian rulers who openly opposed the British rule and refused to accept the doctrine of lapse। ଡକ୍ଟରାଇନ୍ ଅଫ୍ ଲାପ୍ସ କହିଲେ କ'ଣ ମୁଁ ତମକୁ ବୁଝେଇଦେଲି। ଯଦି ଜଣେ ରାଜାଙ୍କର ଆମର ପୁତ୍ର ନଥିବ, ତାହେଲେ ସିଏ ଯଦି କୋଉ ପୁତ୍ରକୁ ଆଡପ୍ଟ କରିଥିବେ ତାହେଲେ ସେ ପୁତ୍ର ରାଜା ହେଇପାରିବନି। ସେଇ ରାଜ୍ୟଟା ଆମର ଇଂରେଜମାନଙ୍କ ଅଧିକାରକୁ ପଳେଇବ। ତେଣୁ ତା ବିରୁଦ୍ଧରେ ହିଁ ଆମର ରାଣୀ ଲକ୍ଷ୍ମୀବାଇ ଆମର କ'ଣ କଲେ ଯୁଦ୍ଧ ଘୋଷଣା କଲେ। ତାଙ୍କର ସ୍ୱାମୀଙ୍କ ନାମ ଥିଲା ରାଜା ଗଙ୍ଗାଧର ରାଓ। ବୁଝିପାରିଲ? ଯିଏକି 1853 ମସିହାରେ ଆମର ମୃତ୍ୟୁବରଣ ହେଲା। ଦ ବ୍ରିଟିଶ ରିଫ୍ୟୁଜ ଟୁ ରେକଗ୍ନାଇଜ ଦେୟାର ଆଡପ୍ଟେଡ ସନ୍ ଆଜ ଦ ହେୟର ଟୁ ଦ ଥ୍ରୋନ୍ ଆଣ୍ଡ ଦେ ଆନେକ୍ସଡ ଝାନ୍ସୀ। ବୁଝିପାରିଲ? ତେଣୁ ଝାନ୍ସୀକୁ ତାଙ୍କ ସହିତ ମିଶେଇ ଦେଲେ। ସେଥିପାଇଁ ରାଣୀ ଲକ୍ଷ୍ମୀବାଇ ହେଠୁ କ'ଣ କଲେ ନା ଯୁଦ୍ଧ ଘୋଷଣା କଲେ। ତାହେଲେ ଏଠି ତମେ ଦେଖୁଥିବ କେତେ ଲୋକଙ୍କର ଆମର ଏଥିରେ ମଧ୍ୟ ପ୍ରାଣ ଘଟିଥିଲା। ଆଉ ଏଇଟାକୁ ଆମର କୁହାଯାଉଛି କ'ଣ ନା ଫାଷ୍ଟ ୱାର ଅଫ୍ ଇଣ୍ଡିପେଣ୍ଡେନ୍ସ, ଅର୍ଥାତ ବିଦ୍ରୋହର ପ୍ରଥମ ଘଟଣା। ବୁଝିପାରିଲ? ତାହେଲେ ଏଥିରେ ଆମର ଏଇ ଯୋଉ ରିଜନ ଆମର ଏଇ ଯୋଉ ବିଦ୍ରୋହଟା ଫେଲିଓର ହେଲା କ'ଣ ପାଇଁ ନା ପ୍ରଥମ କାରଣ ହେଲା ଏଥିରେ କ'ଣ ହେଇଥିଲା ନା ଯୋଉମାନେ ବି ଆନ୍ଦୋଳନ କରୁଥିଲେ ସେମାନେ ବ୍ୟକ୍ତିଗତ ସ୍ତରରେ ଆନ୍ଦୋଳନ କରୁଥିଲେ। ଭାରତର ବିଭିନ୍ନ ସ୍ଥାନରୁ ଏଠିକି ଆନ୍ଦୋଳନ କଲା, ଏଠିକି ଆନ୍ଦୋଳନ କଲା, ଏଠିକି ଆନ୍ଦୋଳନ କଲା, ଏଠିକି ଆନ୍ଦୋଳନ କରୁଥିଲା। କିନ୍ତୁ ସେମାନେ ଗୋଟେ ଦିନ ଆନ୍ଦୋଳନ କରୁନଥିଲେ। ସେମାନେ ଅଲଗା ଅଲଗା ଟାଇମରେ ଆନ୍ଦୋଳନ କରୁଥିଲେ ଏବଂ କେହି କାହା ସହିତ ଆମର କଥାବାର୍ତ୍ତା ମଧ୍ୟ ନଥିଲା। ସମସ୍ତେ ଅଲଗା ଅଲଗା, କେହି କାହାର ପ୍ଲାନ ମଧ୍ୟ ଜାଣିନଥିଲେ। ତେଣୁ ଯେହେତୁ ଅଲଗା ଅଲଗା ସମୟରେ ଏମାନେ ଆନ୍ଦୋଳନ କଲେ, ତେଣୁ ବ୍ରିଟିଶ ମାନଙ୍କୁ ଏହି ଆନ୍ଦୋଳନକୁ ଦବେଇବା ପାଇଁ ମଧ୍ୟ ସହଜ ହେଇଗଲା। ବୁଝିପାରିଲ? ତେଣୁ ଏଟା ଆମର ଗୋଟେ କାରଣ ଥିଲା, ଯାହାଫଳରେ ସେମାନଙ୍କ ମଧ୍ୟରେ ୟୁନିଟି ନଥିଲା ଏବଂ ସେମାନଙ୍କ ମଧ୍ୟରେ କିଛି ପ୍ଲାନିଂ ମଧ୍ୟ ନଥିଲା। ତେଣୁ ସେଥିପାଇଁ ଏଇ ଆନ୍ଦୋଳନ କ'ଣ ହେଇଗଲା ନା ଆମର ଅକାମୀ ହେଇଗଲା। ତା ସହିତ ଅନେକ ଲୋକ ମଧ୍ୟ ଏଇ ଆନ୍ଦୋଳନକୁ ଆମର ସପୋର୍ଟ କଲେ ନାହିଁ। ଯେତେକ ମହାଜନ ମାନେ ଥିଲେ, ଯେତେକ ଜମିନଦାରୀ ମାନେ ଥିଲେ, ସେମାନେ ମଧ୍ୟ ଆନ୍ଦୋଳନକୁ ସପୋର୍ଟ କଲେ ନାହିଁ। ସେଥିପାଇଁ 1857ର ଆମର ଏ ଯୋଉ ମହାନ ବିପ୍ଳବ ସଫଳ ହେଲା ନାହିଁ, କିନ୍ତୁ ଇଂରେଜ ମାନଙ୍କ ଉପରେ ଏହାର ଗୋଟେ ପ୍ରଭାବ ପକେଇଦେଲା। ଏଇଥିରୁ ଆମର କୋଶ୍ଚିନ୍ ଆସେ କିଏ ନା କୋଉ ସ୍ଥାନରୁ କିଏ ଆମର ଲିଡର ହେଇଥିଲେ। ଯେମିତିକି ଦିଲ୍ଲୀରୁ ବାହାଦୁର ଶାହ ଟୁ ଆଉ ଜେନେରାଲ ଭକ୍ତି ଖାନ, ସେଭଳି କାନପୁରରୁ ଆମର ନାନା ସାହେବ କୋଶ୍ଚିନ୍ ଆସେ। ତାପରେ ତାନ୍ତିଆ ଟୋପେ, ଝାନ୍ସୀରୁ ଆମର ରାଣୀ ଲକ୍ଷ୍ମୀବାଇ, ଲକ୍ଷ୍ନୌରୁ ଆମର ହଜରତ ମହଲ, ତାପରେ ବରେଲିରୁ ଖାନ ବାହାଦୁର ଖାନ, ଆଉ ବିହାରରୁ ବୀର କୁନୱର ସିଂ। ତେଣୁ ଏଇଟା କୋଶ୍ଚିନ୍ ଆସେ, ତମେ ଟିକେ ମନେ ରଖିଦବ କୋଉ ସ୍ଥାନରୁ କିଏ ଆମର ଯୁଦ୍ଧ କରିଥିଲେ। ତାପରେ ଆମେ ଦେଖିବା ରେଜଲ୍ଟ କ'ଣ ହେଲା। ଯେହେତୁ ବ୍ରିଟିଶ ଆର୍ମି ପକ୍ଷରେ ଏତେ ବଡ଼ ଆମର ଗୋଟେ ଆନ୍ଦୋଳନ ହେଇଗଲା, ତେଣୁ ବ୍ରିଟିଶ ଆର୍ମି ମଧ୍ୟ ଧୀରେ ଧୀରେ କ'ଣ ହେଲା ନା ଡରିଗଲା। ସିଏ ଦେଖିନଥିଲା ନା, ସିଏ ଭାବିଲା ଏବେ କ'ଣ ନା ଭାରତୀୟ ମାନଙ୍କୁ ଏବେ ଶାସନ କରିବା ସହଜ ନୁହେଁ। ସେଥିପାଇଁ କ'ଣ ହେଲା ନା ବ୍ରିଟିଶ ଗଭର୍ଣ୍ଣମେଣ୍ଟ କ'ଣ କଲେ ନା ରୁଲ ଇନ୍ ହ୍ୟାଣ୍ଡ, ନିଜ ହାତକୁ ରୁଲ ନେଇଗଲେ। ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଡାଇରେକ୍ଟ ଶାସନ କରିବେ ଏବଂ ତାଙ୍କର ଉପସ୍ଥିତିରେ ଏଠି ଜଣେ ମୁଖ୍ୟ, ତାଙ୍କର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଭାଇସରାୟଙ୍କୁ ଆମର କ'ଣ କରାଗଲା ନା ନିଯୁକ୍ତି ଦିଆଗଲା। ଆଗରୁ ଗଭର୍ଣ୍ଣର ଜେନେରାଲ ଥିଲା, ସେ ଗଭର୍ଣ୍ଣର ଜେନେରାଲ ପଦକୁ ହଟେଇ ଦେଇକି ଭାଇସରାୟଙ୍କୁ ନିଯୁକ୍ତି ଦିଆଗଲା ଏବଂ ଡାଇରେକ୍ଟ ଆମର ଗଭର୍ଣ୍ଣମେଣ୍ଟ ହାତକୁ ଶାସନ ପଳେଇଲା। ଆଉ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରେ ଶାସନ ରହିଲା ନାହିଁ। ବୁଝିପାରିଲ? ତାହେଲେ ଏଇ ପର୍ଯ୍ୟନ୍ତ ଆମର ଥିଲା। ତାପରେ ଧୀରେ ଧୀରେ ଏଇ ବିଦ୍ରୋହଟା ଆମର ଟିକେ ଥମିଗଲା
तापर आसला 1885 मसीहा पाखक आम पलैबा धीरे धीरे आम आगू को बढ़िया भी चलुचे आम स्वाधीनता पर्यंत आम आसवा 1947 मसीहा पर्यंत आसवा ताल आशा कर तुमको ये जो चित्र गुड़िक भल लगुव तुम सब मन रही जाऊे गोटे स्टोरी आकार तुम शुणुव। तो 1885 मसीहा पर्यंत आम पलि आसवा 1885 कौन है ना भारतीय मानकर कौन से भाया सभा नाला तेणु भारतीय माने गोटे सभा गठन कले इंडिया नेशनल कांग्रेस जोटा आम आईएनसी कहूचे ये जो आईएनसी आम भारतीय आंदोलन में बहुत बड़ भूमिका बर्तमान लिभेब। ये आईएनसी आमर सारा भारत वर्ष लोक मान एकाठी करके ब्रिटिश मान विरुद्ध में आंदोलन कर यार गठन होता केवे ना 1885 मसीह आमर गठन होता से समय तुम देखिपुव ये आमर आईएनसी आमर जो चिन्ह थिला ये भलिया बुझिपाल मझिरे आमर कौन थिला ना अरटर चिन्ह थिला एटा कांग्रेस सेतेबेले लोगो थिला ताले मेन ऑब्जेक्टिव तार कौन थिला ना टू बिल्ड ए मॉडर्न सेकुलर डेमोक्रेटिक रिपब्लिक इन इंडिया भारत को गोटे धर्मनिरपेक्ष आउ गणतांत्रिक राष्ट्र बनैब। द पार्टी बिलीव इन इक्वालिटी ऑफ ऑल कंट्रीमैन समस्त को समान अधिकार दिव ये तार मोटो थिला। तापर आम देखिए फादर ऑफ नेशनल कांग्रेस अर्थात ये जो आईएनसी आमर गठन है केमिति ये जो आईएनसी गठन होगा पछरे जड़े ब्रिटिशर को हाथ थिला जहाँ ना हूँ आलान ऑक्टोवियम ह्यूम बुझिपाल कहुए भारतीय जातीय कांग्रेस संस्थापक आलान ऑक्टोवियम ह्यूम सी ही आम भारतीय मान को दिग्दर्शन देते जे गोटे सभा गठन करने जार ना हूँ भारतीय जातीय कांग्रेस बुझिपाल ये होती आलान ऑक्टोवियम ह्यूम जे कि 1829 जन्मग्रहण करते तेणु आमर कौन कहुए ना भारतर जातीय कांग्रेस पिता बोली कहुए कारण तांकर उपदेश जो ही आमर कौन होता ना भारतीय जातीय कांग्रेस सृष्टि होता एवं भारतर किसी नेतृबृंद थे बुझिपाल ताले एठी आमर क्वेश्चन आसे भारतीय जातीय कांग्रेस जेतक मीटिंग आमर होता ताले फास्ट मीटिंग आमर तुम मन रख फास्ट मीटिंग मोस्ट इंपोर्टाट 1885 मसीह आमर प्रथम मीटिंग होता कौटी होता ना बॉम्बे मुंबई जोटा आम सहर कहते से आ प्रेसिडेंट को ना टे मन रख WC बानर्जी आउ से प्रथम यहाँ क्वेश्चन आसे जे से केते जन लोक जोग देते 72 जन लोक जोग देते फास्ट मीटिंग आम देखिले 1885 बॉम्बे रे होता WC बानर्जी आमर अध्यक्ष थे उमेश चंद्र बानर्जी तेणु आपको टे मन रखा। सेकेंड सेशन आमर होता कोलकाता तार गोटे वर्ष पर 1886 दादा भाई नारोजी आमर प्रेसिडेंट थे। थर्ड सेशन आमर 1887 फास्ट चार्टाक इंपोर्टाट थर्ड सेशन होता कोलकाता चेन्नई जोटा माद्रास आम कहते सेठ बदरुद्दीन तयब जी होते तापर फास्ट इंग्लिश प्रेसिडेंट होता आमर चतुर्थ सेशन में 1888 जोटा आलाहाबाद होता जॉर्ज विले ये होती फास्ट इंग्लिश प्रेसिडेंट ऑफ आईएनसी भारतीय जातीय कांग्रेस प्रथम इंग्लिश प्रेसिडेंट बुझिपाल ताले एटा को टिके मन रखिबो। आउ गोटे सेशन जोटा आमर 1911 होता कोलकाता रे जो विशाल नारायण दत्त थे से जनगण मनटा को आमर जोटा वर्तमान जातीय संगीत अच्छी सेटा आमर से गान करा प्रथम थर पर। आ फास्ट वोमेन प्रेसिडेंट ऑफ आईएनसी भारतीय जातीय कांग्रेस प्रथम वोमेन प्रेसिडेंट किए थे ना आनी बेसेंट थे जे कि कलकतार अधिवेशन जोटा 1917 होता। आ फास्ट इंडियन वोमेन्स प्रेसिडेंट किए ना सरोजिनी नायडू जोटा कि कानपुर होता 1925 मसीह होता बुझिपाल तेणु एठी भी सेशन गुड़िक लिखाई तुम मैंने आपको पढ़ी पार ताले एठी आउ गोटे मैप्रे मुझे जो मैप्टार अच्छी कौ स्थान केबे केबे होता तुम आपको स्क्रीनशॉट नहीं आपको देखिपार देख यहाँ टी भलसे जना पड़नी तथा तुम आकर स्क्रीनशॉट नहीं जाओ तुम ये जापर जे केबे केबे कौ स्थान में आमर होता ये जो अधिवेशन गुड़िक जमीक कि बॉम्बे आम देखते 1885 1889 1904 तेणु आईएनसी तो गठन हो गला। ये जो आईएनसी गठनटा को आईएनसी गठन पर आम यार कार्यकलाप को 3 भाग में पढ़ा जा 3 भाग में केमती पढ़ा ना फास्ट आमर कहीपर आम मॉडरेट फेज एटी जड़े थे नरम दल आउ जड़े थे गरम दल। नरम दल माने कौन ना जो मैंने चाहूले आम असहयोग माने ब्रिटिश मान सहित सेमती खाली बुझाणा आम स्वाधीनता लाभ कर आउ जड़े थे गरम दल माने चाहूले आम कौन करवा ना डायरेक्ट आटाक करवा आम पढ़ा गांधी जुग 1885 रु 1905 मसीहा पर्यंत आम कहीपर नरम दलकर जो थिला जुग थिला तापर एक्सट्रीमिस्ट आसला आमर माने गरम दल केबे ना 1905 रु 1915 तापर आम पढ़ा जे 1915 रे गांधीजी थे साउथ आफ्रिकार गांधीजी भारत को आसवे तापर हेतु गांधीजी आमर भारतीय जातीय आंदोलन जड़े मुख्य नेता हिसाब से आमको लीड करेंगे तेणु तांकर फेसटा होगा 1915 रु 1947 मसीहा पर्यंत तेणु आम गोटे गोटे कर पढ़ा। बर्तमान आम पढ़ा कौटी ना 1885 रु
सीधा आम पलैबा 1905 मसीहा पर्यंत आमर आईएनसी गठन हो गला धीरे धीरे से तार कार्य कर चलला 1905 कौन होता ना 1905 आमर बंग विभाजन होता पार्टीशन ऑफ बेंगल ये बंग विभाजन आमर करथिले किए क्वेश्चन आसे बंग विभाजन आमर करथिले किए ना लॉर्ड कर्जन करथिले लॉर्ड कर्जन आमर बंग विभाजन करथिले केबे करथिले ना जुलाई 20 1905 मसीह से कौन कले ना बंग को दुई भाग विभक्त करदेले पूर्व बंग पश्चिम बंग यही दुई भाग आमर विभक्त करदेले बुझिपाल लॉर्ड कर्जन आमर बंग को विभक्त करदेले कारण से देखिले जे बेंगल आमर कौन होची ना भाईचारा बढ़ुची अर्थात लोक मैंने एकत्रित होगाकू लगुंट तेणु जेहेतु तांकर मुख्य लक्ष्य इंग्रेज मानकर थिला जे एकता को आमे भांगिबा जदि एकाठी रहिबे सिना सेमाने आंदोलन करिवे भारतीय माने तेणु एकाठी आम एकत्रपण को से भांगिबा सबुबले चाहुथिले सेथिपई से 1905 मसीह लॉर्ड कर्जन एटू बंग विभाजन करदेले किंतु ए बंग विभाजन परे परे कौन हला ना स्वदेशी आंदोलन देखागला आ वंदे मातरम आ आमर सोनला बांग्ला एटा आमर कौन होगला ना फेवराइट आमर सॉन्ग होगला से समय समस्ते ए गीत गाई गाई आउ लोक मैंने कौन कले ना रक्षा बंधन मध्य पालन कले अर्थात भाई भाई होकर समस्ते निज निज हाथ में राखी भिड़िले कहले आमे केबे भी अलग हो पारिबुनी जी भी आसिले हमको अलग करें ना तेणु समस्ते परस्पर रे राखी भिड़िले आउ एई समय आमर रवींद्रनाथ ठाकुर आमर जी से ही महान नेता ये लीडर नहीं बुझिपाल तेणु से जो गीत लिखिते वंदे मातरम आउ आमर सोनला बांग्ला समस्ते एटा गीत आपको गायबा लगिले ये जो मुवमेंट रे जिते आंदोलन होता से समय से गीत गायबा लगिले ताले तुम देखी बेंगल पार्टीशन आमर होगला एटा को आमर कही दिया गला ईस्टर्न बेंग एकटा आमर होगला पूर्व बेंग जो थी कि आमर बांग्लादेश वर्तमान आसाम चाहूँ कारण तुम जानथियो पाकिस्तान बांग्लादेश आ भारत तीनटाक मिसिक आमर अखंड भारत थिला बुझिपाल तेणु यही भाव आम पार्टीशन होगला तापर कौन देखागला ना जो बंग विभाजन को आमर अपोज करने उद्देश्य आमर देखागला स्वदेशी मुवमेंट देखागला अर्थात स्वदेशी माने आम निज वस्त्र आम पिंधा इंग्रेज मान पूरा परित्याग करने जो स्वदेशी मुवमेंट देखागला 1905 रु 1908 मसीहा पर्यंत स्वदेशी मुवमेंट देखागला बुझिपाल ये स्वदेशी मुवमेंट कौन होता ना समस्ते बॉयकट कले गवर्नमेंट सर्विस को अर्थात सरकारी चाकरी को समस्ते बाज्याप्त कले छाड़ीदे सरकारी स्कूल कॉलेज तापर कोर्ट सबकिछि आमर कौन कले ना छाड़ीदे समस्ते तापर प्रमोशन ऑफ स्वदेशी गुड कहले निज देशर जिनिस को प्रमोशन करने समस्ते चेष्टा कले जो स्वदेशी मुवमेंट रे बुझिपाल तापर आमे देखिबा स्वदेशी मुवमेंट रे तुम ये देखिपार एटा स्क्रीनशॉट नहीं तुम पढ़ी मुझे सबकि तुमको कहीदेली तापर आमे पढ़ेबा सूरत स्प्लिट केबे हेतला ना 1907 मसीह 1907 मसीह कौन है ना कांग्रेस जो सूरत अधिवेशन होता से कांग्रेस दुई भाग में विभक्त होगला अलरेडी मुझे तुमको कही सारे गोटे होगला नरम दल आउ गोटे होगला गरम दल बुझिपाल नरम दल आउ जड़े होगले कौन ना गरम दल नरम दल आमर थे किए लाला लाजपत राय बाल गंगाधर तिलक विपिन चंद्र पाल अरविंद घोष यही केतक नेता आम नरम दल थे आ गरम दल सेमती आम तुम देखिपो बदरुनी तयब जी तापर दादा भाई तापर एस.एन. बानर्जी एम सब थे गरम दल बुझिपाल तेणु सूरत स्प्लिट आमर होता के ना 1907 आपको टी आम मन रखीद धीरे धीरे आम आगू बढ़ी बढ़ी जाऊे 1907 मसीहा पर्यटन आम आसी सारे आशा करुँ तुमको एतक सब भल लगुव तेणु ये सब दि जाइए तुम पढ़ी पार मॉडरेट आउ एस्टिमेट मध्य डिफरेंट कौन तेणु सबकि अच्छे तुम जो मैंने अधिक पढ़ा चाहते स्क्रीनशॉट नहीं पार कि तुमको यहाँ स्टोरी फॉर्म रोचे जो आम डायरेक्ट क्वेश्चन आसो कारण तुम देखिए ओडिशा गवर्नमेंट केवल डायरेक्ट आसूँ जमीन कि क्वेश्चन आसो सूरत स्प्लिट केबे होता तेणु ता विषय मुझे तुमको सब गप मध्यम कहीदे एगुड़िक पढ़ले तुमको बोरिंग लगे सबकि मुझे कहीदे तेणु तुम मैंने कौन यार स्क्रीनशॉट नहीं पढ़ी पार बुझिपाल आउ नरम दल जो मैंने से कौन थे ना आली नेशनालिस्ट अर्थात एमाने ही प्रथम कौन होता ना कांग्रेस स्थापना करते तेणु एमाने प्रथम आंदोलन करते एमाने पर आसिले एमानकर कौन होता मुख्य लक्ष्य से आम सब आटाक उपर करके आम निष्पत्ति नेबा आम आम स्वाधीनतार को पाइबा तेणु आउ थे तुमको कहीदे जो मैंने जॉइन होगा चाहूँ तेणु यहाँ गोटे छोट इनफर्मेशन तुम जॉइन हो पार यही नंबर मेसेज करके वीडियो जब भल लगे निश्चय टिके लाइक कर आम पढ़ेगा 1909 मसीहा पाखक 1909 कौन है ना इंडियन काउंसिल एक्ट 1909 आसला जोटा को मल्लेमिंटो रिफॉर्म कहुए 1909 मल्लेमिंटो रिफॉर्म आसीला मल्लेमिंटो शासन संस्कार आसीला बुझिपाल ये जो मल्लेमिंटो आसला कौन होता ना ये मुख्य काम होता सेपारेट इलेक्टोरेट अर्थात मुस्लिम और हिंदू मानक अलग अलग निर्वाचन मंडली हम बोली मल्लेमिंटो
କୁହାଯାଇଥିଲା। ପୁଣି ସେଇ ସେମ୍ ଅଲଗା ଅଲଗା କଣ ପାଇଁ ସେମାନେ କରିବାକୁ ଚାହୁଁଥିଲେ? କାରଣ ଆମ ଏକତାଟାକୁ ଭାଙ୍ଗିବାକୁ ସେମାନେ ଚାହୁଁଥିଲେ। ହିନ୍ଦୁ ମୁସଲିମ ମଧ୍ୟରେ ଝଗଡା କରିବାକୁ ଚାହୁଁଥିଲେ, ଯାହାଫଳରେ ଲୋକମାନେ ଏକାଠି ହେଇପାରିବେନି ଏବଂ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ହବ ନାହିଁ। ତେଣୁ ସେଥିପାଇଁ ମର୍ଲେମେଣ୍ଟୋ କାଉନସିଲ ଆକ୍ଟ ଡାଇରେକ୍ଟ କ୍ୱେଶ୍ଚିନ୍ ଆସେ କେବେ ଆସିଥିଲା ନା 1909ରେ, ଏବଂ ସେଥିର ମୁଖ୍ୟ କଣ ଥିଲା ନା ସେପାରେଟ ଇଲେକ୍ଟୋରେଟ୍ ହେଇଥିଲା। ବୁଝିପାରିଲ? ତେଣୁ ଏଇଠି ମର୍ଲେମେଣ୍ଟୋ ରିଫର୍ମର ତମେ ପଢିପାରିବ। ତାପରେ 1911 ଆସିଲା। 1911 କଣ ହେଲା ନା ଦିଲ୍ଲୀ ଦରବାରର ଆୟୋଜନ କରାଯାଇଥିଲା କୋଲକାତାରୁ। ଆଗରୁ ଭାରତର କ୍ୟାପିଟାଲ ଥିଲା କୋଲକାତା। କୋଲକାତାରୁ ଦିଲ୍ଲୀକୁ ଆମର କଣ କରାଗଲା ନା କ୍ୟାପିଟାଲ ଯୋଉ ନିଆଗଲା, କ୍ୟାପିଟାଲ ନିଆଗଲା ମାନେ ସିଫ୍ଟ କରିଦିଆଗଲା। ଆଉ ଯୋଉ ବଙ୍ଗ ବିଭାଜନ ହେଇଥିଲା ସେ ବଙ୍ଗ ବିଭାଜନକୁ ଆମର କ୍ୟାନସେଲ କରିଦିଆଗଲା। ତାହେଲେ ଆଶା କରୁଛି ଏ ପର୍ଯ୍ୟନ୍ତ ତମେ ବୁଝିପାରୁଥିବ। 1911 ମସିହାଠୁ ଆମର ମୁଖ୍ୟ ରାଜଧାନୀ କଣ ହେଇଗଲା ନା ଦିଲ୍ଲୀ ହେଇଗଲା। ତାପରେ ଆମେ ଟିକେ ପଛକୁ ପଳେଇବା, 1906 ପାଖକୁ ପଳେଇବା। ଏଇ ଯୋଉ ବଙ୍ଗ ବିଭାଜନ ହେଲା ପରେ 1906 ମସିହାରେ ଆମର ଆଉ ଗୋଟେ ରାଜନୈତିକ ଅନୁଷ୍ଠାନ, ଆଉ ଗୋଟେ ଆମର ଅନୁଷ୍ଠାନ ଗଠନ ହେଇଥିଲା ମୁସଲମାନ ମାନଙ୍କର, ଯୋଉଟାକୁ ଆମେ ଅଲ ଇଣ୍ଡିଆ ମୁସଲିମ ଲିଗ କୁହାଗଲା। ଏଇ ଅଲ ଇଣ୍ଡିଆ ମୁସଲିମ ଲିଗ ଆମର ମୁସଲମାନଙ୍କର ଗୋଟେ ତାଙ୍କର ପ୍ରତିନିଧି ପାଇଁ ସେମାନେ ଗୋଟେ ନୂଆ ସଭା ଗଠନ କଲେ ବା ନୂଆ ଗୋଟେ ଅନୁଷ୍ଠାନ ଗଠନ କଲେ, ଯୋଉଟା କି ଆମର ନବାବ ଖ୍ୱାଜା ସାଲିମୁଲ୍ଲାହଙ୍କ ଦ୍ୱାରା ଫାଉଣ୍ଡେଡ ହେଇଥିଲା, ଅର୍ଥାତ୍ ତାଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା 1906 ମସିହାରେ ଅଲ ଇଣ୍ଡିଆ ମୁସଲିମ ଲିଗ। ବୁଝିପାରିଲ? ତାପରେ 1913ରେ ଗଦର ପାର୍ଟି, ଗଦର ପାର୍ଟିର ସ୍ଥାପନ ହେଇଥିଲା କେବେ? 1913ରେ। এই ଗଦର ପାର୍ଟିଟା ଆମର ଫାଉଣ୍ଡେଡ କିଏ କରିଥିଲେ ନା ଲାଲା ହରଦିଆଲ କରିଥିଲେ। ବୁଝିପାରିଲ? ଏଟା କ୍ୱେଶ୍ଚିନ୍ ଅଛି, ଲାଲା ହରଦିଆଲ ଗଦର ପାର୍ଟି କିଏ ଫାଉଣ୍ଡେଡ କରିଥିଲେ ନା 1913ରେ ଲାଲା ହରଦିଆଲ କରିଥିଲେ। ଗଦର ପାର୍ଟିଟା କଣ ନା ଆମର ସେତେବେଳେ ଯୋଉ ଲୋକମାନେ ଆମେରିକା ଆଉ କାନାଡାରେ ରହୁଥିଲେ, ଆମେରିକା ଆଉ କାନାଡାରେ ଯୋଉ ଭାରତୀୟ ଲୋକମାନେ ଯାଇକି ରହୁଥିଲେ, ସେମାନେ କଣ କଲେ ନା ସେଠି ଗୋଟେ ଆମର ଗଦର ପାର୍ଟି ଆମର ସେ ତିଆରି କଲେ, ଗୋଟେ ସଂସ୍ଥା ସ୍ଥାପନ କଲେ, ଗୋଟେ ସଭାଟେ ସ୍ଥାପନ କଲେ, ଯେମିତିକି ଭାରତୀୟ ମାନଙ୍କୁ ସେମାନେ ଆର୍ଥିକ ସହାୟତା ଦେଇପାରିବେ ଆମର ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ ପାଇଁ। ସେମାନେ ବି ଦେଖୁଥିଲେ ଯେ ଭାରତୀୟ ମାନଙ୍କୁ ଏତେ ଅତ୍ୟାଚାର ସହିବାକୁ ପଡୁଛି ସେଠି, ସେଥିପାଇଁ ସେମାନେ କଣ କଲେ ନା ଆର୍ଥିକ ସହାୟତା ଏବଂ ତାଙ୍କୁ ସାହାଯ୍ୟ କରିପାରିବେ, ତାଙ୍କୁ ପ୍ରେରଣା ଯୋଗାଇ ପାରିବେ, ସପୋର୍ଟ କରିପାରିବେ। ସେଥିପାଇଁ ଗଦର ପାର୍ଟିର ଆମର ନିର୍ମାଣ ହେଇଥିଲା କେବେ ନା 1913 ମସିହାରେ ହେଇଥିଲା। ଲାଲା ହରଦିଆଲ ମଧ୍ୟ ଆମର ସେଇଥିର ସେ ସଂସ୍ଥାପକ ଥିଲେ। ଆଉ କୋଉଠି ହେଇଥିଲା ନା ଆମେରିକା ଆଉ କାନାଡା ମାନଙ୍କର ଯୋଉ ଭାରତୀୟ ମାନେ ଥିଲେ, ସେମାନେ ହିଁ ଇଣ୍ଡିଆନ ରିଭଲ୍ୟୁସନାରୀ ଇନ୍ ଦ ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା ଆଣ୍ଡ କାନାଡା, ଏମାନେ ହିଁ ଏଷ୍ଟାବ୍ଲିଶ କରିଥିଲେ। ବୁଝିପାରିଲ? ୟାର ଯୋଉ ହେଡକ୍ୱାର୍ଟର କୋଉଠି ଥିଲା ନା ସାନ ଫ୍ରାନ୍ସିସ୍କୋରେ ଆମର ୟାର ହେଡକ୍ୱାର୍ଟର ଥିଲା ଗଦର ପାର୍ଟିର। ଆଉ ସେମାନେ ଗୋଟେ ୱିକଲି ପେପର ମଧ୍ୟ ବାହାର କରୁଥିଲେ, ଯାହାର ନାଁ ହେଲା ଦ ଗଦର। ବୁଝିପାରିଲ? ତେଣୁ ଏଇଟା ଆମର ଗଦର ପାର୍ଟି ଥିଲା। ତାପରେ ଆମେ ପଳେଇବା ହୋମ ରୁଲ ମୁଭମେଣ୍ଟ ପାଖକୁ। ହୋମ ରୁଲ ମୁଭମେଣ୍ଟ ଆମର ଷ୍ଟାର୍ଟ କରିଥିଲେ କିଏ ନା ଆନି ବେସାନ୍ତ ଆଉ ବାଲ ଗଙ୍ଗାଧର ତିଲକ। ଏମାନେ ହୋମ ରୁଲ ମୁଭମେଣ୍ଟ ଷ୍ଟାର୍ଟ କରିଥିଲେ କେବେ ନା 1916 ମସିହାରେ ଆମର ହୋମ ରୁଲ ମୁଭମେଣ୍ଟ ଯୋଉ ଷ୍ଟାର୍ଟ କରିଥିଲା। ହୋମ ରୁଲ ମୁଭମେଣ୍ଟ କଣ ଥିଲା ନା ନା 1916 ମସିହାରେ ହିଁ ଏଇଟା ଷ୍ଟାର୍ଟ ହେଇଥିଲା। ବୁଝିପାରିଲ? କିଏ କିଏ ନା ଆନି ବେସାନ୍ତ ଆଉ ବାଲ ଗଙ୍ଗାଧର ତିଲକ ଷ୍ଟାର୍ଟ କରିଥିଲେ। ତାପରେ ଆମେ ପଳେଇବା ଲକ୍ଷ୍ନୌ ପ୍ୟାକ୍ଟ। ଲକ୍ଷ୍ନୌ ପ୍ୟାକ୍ଟ ଆମର ହେଇଥିଲା କେବେ ନା 1916ରେ। এটা ଦେଖାଯାଉ ନାହିଁ, ମୁଁ ତମକୁ କହିଦଉଛି ଲକ୍ଷ୍ନୌ ପ୍ୟାକ୍ଟରେ କଣ ହେଇଥିଲା ନା ଆମେ ପଢିଲେ ଜଣେ ହେଲା ଆଇଏନସି ଆମର ଏପର୍ଯ୍ୟନ୍ତ ଥିଲା, ଯୋଉଟା 1885ରେ ହେଇଥିଲା ଭାରତୀୟ ଜାତୀୟ କଂଗ୍ରେସ। ଆଉ ଗୋଟେ ଆମେ ଦେଖିଲେ 1906ରେ କଣ ହେଇଥିଲା ନା ଅଲ ଇଣ୍ଡିଆ ମୁସଲିମ ଲିଗ। ତାହେଲେ ଏଇ ଦି ଜଣଙ୍କର କଣ ହେଲା ନା ପରସ୍ପର ଭିତରେ ବୁଝାବଣା ହେଇଗଲା ଯେ ଆମକୁ ଏକାଠି ଲଢିବାକୁ ପଡିବ ଆମର ସ୍ୱାଧୀନତା ପାଇବା ପାଇଁ। ଏଇଟା ଲକ୍ଷ୍ନୌରେ ହେଇଥିଲା, ସେଥିପାଇଁ ଏଟାକୁ କଣ କୁହାଗଲା ନା ଲକ୍ଷ୍ନୌ ପ୍ୟାକ୍ଟ କୁହାଗଲା। ତାପରେ ଦେଖ ରିଟର୍ଣ୍ଣିଂ ଟୁ ଇଣ୍ଡିଆ ଇନ୍ 1915 କିଏ ଆସିଲେ ନା 1915ରେ ଆମର ଗାନ୍ଧୀଜୀ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। କାରଣ ସିଏ ଯାଇକି ଦକ୍ଷିଣ ଆଫ୍ରିକା, ସାଉଥ ଆଫ୍ରିକାରେ ସେ ଯାଇକି ଥିଲେ। ସାଉଥ ଆଫ୍ରିକାରେ ଓକିଲାତି ବୃତ୍ତି ସେ କରୁଥିଲେ, ସେଠି ଯାଇକି ମଧ୍ୟ ସେ ଆନ୍ଦୋଳନରେ ଭାରତୀୟ ମାନଙ୍କୁ ପ୍ରଭାବିତ ମଧ୍ୟ କରିଥିଲେ। ତେଣୁ ଭାରତର କେତେକ ବଡ ବଡ ଲୋକ ହେଠୁ ଗାନ୍ଧୀଜୀଙ୍କୁ ଡାକିଲେ ଯେ ତମେ ଆସ ଆମ ଭାରତରେ ଆନ୍ଦୋଳନ କର। ତେଣୁ ଗାନ୍ଧୀଜୀ ହେଠୁ 1915 ମସିହାରେ ଭାରତକୁ ଫେରିଲେ କେବେ ନା 9 ଜାନୁଆରୀ 1915ରେ ଆମର ଗାନ୍ଧୀଜୀ ଭାରତକୁ ଫେରିଲେ। ବୁଝିପାରିଲ? ତେଣୁ ଗାନ୍ଧୀଜୀ ହେଠୁ ଆସିଲା ପରେ ଆମେ ଗାନ୍ଧୀଜୀଙ୍କ ବିଷୟରେ ପଢିବା। ତାହେଲେ ଏଠି ତାଙ୍କର ବିଭିନ୍ନ ଟାଇମ ଲାଇନ ଦିଆଯାଇଛି। ଦେଖ ସେ ଜନ୍ମ ହେଇଥିଲେ କେବେ ନା 1869, ସମସ୍ତେ ଏଟା ଜାଣିଥିବ, ଅକ୍ଟୋବର 2, ଯାହାକୁ ଆମେ ଗାନ୍ଧୀ ଜୟନ୍ତୀ ରୂପେ ପାଳନ କରୁଛେ। ତାପରେ ମାଟ୍ରିକୁଲେସନ କେବେ ପାସ୍ କଲେ 1887। ଭାରତକୁ ଆସିଲେ କେବେ ନା 1915। ସାଉଥ ଆଫ୍ରିକାକୁ ଗଲେ କେବେ ନା 1893ରେ। ତାପରେ ସଲ୍ଟ ସତ୍ୟାଗ୍ରହ ଯୋଉଟା ଦାଣ୍ଡି ମାର୍ଚ୍ଚ ଆଗକୁ ଆମେ ପଢିବା 1930ରେ ହେଇଥିଲା। ତାପରେ ସାବରମତୀ ଆଶ୍ରମ କେବେ ସ୍ଥାପନ କଲେ 1917ରେ। 1920ରେ ସେ କଣ କରିଥିଲେ ନା କେରଳକୁ ଯାଇଥିଲେ ଫାର୍ଷ୍ଟ ଟାଇମ। ଆଉ ସେଇ 1920ରେ ହିଁ ଆମର କଣ ହେଇଥିଲା ନା ଅସହଯୋଗ ଆନ୍ଦୋଳନ, ଚୌରୀ ଚୌରା ଘଟଣା କେବେ ହେଇଥିଲା 1922ରେ, ତାକୁ ମଧ୍ୟ ଆମେ ପଢିବା। ତାପରେ ସେ ଜଣେ ଓକିଲ ହେଇଥିଲେ କେବେ ନା 1891ରେ। ତେଣୁ ଏଇଠି ତାଙ୍କ ବିଷୟରେ ସବୁ ଦିଆଯାଇଛି, ତମମାନେ ପଢି ପାରିବ। ତାପରେ ଆମେ ଦେଖିବା ଗାନ୍ଧୀଜୀଙ୍କର ମେଜର ମୁଭମେଣ୍ଟ କଣ। ଗାନ୍ଧୀଜୀ ଆସିଲା ପରେ ଭାରତକୁ ଆସିଲା ପରେ ପ୍ରଥମ ତାଙ୍କର ଯୋଉ ଆନ୍ଦୋଳନ ଥିଲା ଚମ୍ପାରଣ ଆନ୍ଦୋଳନ।
এই ଯୋଉ ଚମ୍ପାରଣ ଆନ୍ଦୋଳନ କୋଉ ଜିଲ୍ଲାରେ ହେଇଥିଲା ନା ବିହାର ଜିଲ୍ଲାରେ। ବିହାର ଜିଲ୍ଲାରେ କଣ ହଉଥିଲା ନା ଚାଷୀମାନଙ୍କ ଠାରୁ କର ଆଦାୟ କରାଯାଉଥିଲା, ଅଧିକ କର ଆଦାୟ କରୁଥିଲା। ସେଥିପାଇଁ ଗାନ୍ଧିଜୀ ସେଠି ଯାଇକି ଚାଷୀମାନଙ୍କର ନେତୃତ୍ୱ ନେଲେ ଏବଂ ଇଂରେଜମାନେ ଶେଷରେ ହାର ମାନିଲେ ଏବଂ ଗାନ୍ଧିଜୀଙ୍କ କଥା ମାନିକି କର କମେଇଲେ। ତେଣୁ ଏଇଟା ଥିଲା ଚମ୍ପାରଣ ଆନ୍ଦୋଳନ, ଗାନ୍ଧିଜୀଙ୍କର ପ୍ରଥମ ଆନ୍ଦୋଳନ। ତାପରେ ଆସିଲା ଖେଡା ମୁଭମେଣ୍ଟ। ଖେଡା ଆନ୍ଦୋଳନ ମଧ୍ୟ ସେଇଭଳିଆ ହେଇଥିଲା କେବେ ନା 1918 ମସିହାରେ ହେଇଥିଲା ଗୁଜୁରାଟରେ। ତାପରେ ଆସିଲା ଆମର ଖିଲାପଥ ମୁଭମେଣ୍ଟ ଏବଂ ଏହି ସମୟରେ ଅହମ୍ମଦାବାଦରେ ଲୁଗାକଳ ଯୋଉ ଆନ୍ଦୋଳନ ମଧ୍ୟ ହେଇଥିଲା। ଅହମ୍ମଦାବାଦର ଲୁଗାକଳ ଆନ୍ଦୋଳନ ମଧ୍ୟ ସେଥିରେ କଣ ହେଇଥିଲା ନା ଶ୍ରମିକ ମାନଙ୍କୁ ଆମର ପ୍ଲେଗ ବୋନସ ଦିଆଯାଉ ନଥିଲା। ସେଥିପାଇଁ ଗାନ୍ଧିଜୀ ସେଠି ଯାଇକି ଆମର କଣ କଲେ, ଆନ୍ଦୋଳନ କଲେ। ଏଠୁ ଶ୍ରମିକ ମାନଙ୍କୁ ଏକ୍ସଟ୍ରା ପଇସା ମଧ୍ୟ ଦିଆଗଲା, ବୋନସ ମଧ୍ୟ ଦିଆଗଲା। ତାପରେ ଖିଲାଫତ ଆନ୍ଦୋଳନ ନେତୃତ୍ୱ ମଧ୍ୟ ଆମର ଗାନ୍ଧିଜୀ ନେଇଥିଲେ। ଖିଲାଫତ ଆନ୍ଦୋଳନ କରିଥିଲେ କୋଉମାନେ, ମୁସଲମାନ ମାନେ ଷ୍ଟାର୍ଟ କଲେ ଖଲିଫାଙ୍କ ସମର୍ଥ ଜଣାଇ। କାରଣ ତୁର୍କୀରେ ଆମର ଖଲିଫାଙ୍କର ଯୋଉ ତାଙ୍କର ସାମ୍ରାଜ୍ୟ, ତାଙ୍କର ଯୋଉ ଅଧିକାର ଥିଲା ତାକୁ ନଷ୍ଟ କରିଦେବାରୁ ଖିଲାଫତ ଆନ୍ଦୋଳନ ତୁର୍କୀରେ ଷ୍ଟାର୍ଟ ହେଇଥିଲା। ମୁସଲମାନ ମାନେ ଷ୍ଟାର୍ଟ କରିଥିଲେ, ତାକୁ ମଧ୍ୟ ଗାନ୍ଧିଜୀ ସପୋର୍ଟ କଲେ, ଯାହାଫଳରେ ହିନ୍ଦୁ ମୁସଲମାନଙ୍କର ଏକତ୍ରଟ ରହିପାରିବ। ତାପରେ ହେଲା ନନ କୋଅପରେସନ ମୁଭମେଣ୍ଟ ଗାନ୍ଧିଜୀ ଷ୍ଟାର୍ଟ କରିଥିଲେ, ଅସହଯୋଗ ଆନ୍ଦୋଳନ, ଯାହା ଡିଟେଲ ପଢିବା। ତାପରେ ଦାଣ୍ଡି ମାର୍ଚ୍ଚ ଯୋଉଟା ଆମେ କହୁଛେ, ଲବଣ ସତ୍ୟାଗ୍ରହ, ତାପରେ କୁଇଟ ଇଣ୍ଡିଆ ମୁଭମେଣ୍ଟ। ଏଇତକ ଥିଲା ଆମର ଗାନ୍ଧିଜୀଙ୍କର କଣ ନା ମୁଖ୍ୟ ଆନ୍ଦୋଳନ। ତାହେଲେ ଗାନ୍ଧିଜୀଙ୍କର ଏରା ଏଠି ଦେଇକି ଗାନ୍ଧିଜୀଙ୍କ ବିଷୟରେ ଟୋଟାଲ ଲେଖା ହେଇଛି। ତାପରେ ଆମେ ଯିବା ହାରି ରାଉଲଟ ଆକ୍ଟ ପାଖକୁ। ଏଇ ଯୋଉ ରାଉଲଟ ଆକ୍ଟରେ କଣ ହେଇଥିଲା ନା ରାଉଲଟ ଆକ୍ଟ ଏମିତି ଗୋଟେ ଆକ୍ଟ 1919 ମସିହାରେ ଆସିଥିଲା। ସେଇ ରାଉଲଟ ଆକ୍ଟ ଅନୁଯାୟୀ କଣ ହଉଥିଲା ନା ଇଂରେଜମାନେ ଯାହାକୁ ଚାହିଁବେ ତାକୁ ସେମାନେ ମନ ଇଚ୍ଛା ଆରେଷ୍ଟ କରିକି ନେଇଯାଉଥିଲେ। ତେଣୁ ଏଥିରେ କଣ ହେଲା ନା ଲୋକମାନଙ୍କର ଅଧିକାର କ୍ଷରଣ ହେଲା। ତେଣୁ ଲୋକମାନେ ଆନ୍ଦୋଳନ କରିବା ପାଇଁ ଚାହିଁଲେ। ତାପରେ ଏଇ 1919 ମସିହାରେ ଆମର ଆସିଥିଲା କଣ ନା ମଣ୍ଟେଗୁ ଚେମ୍ସଫୋର୍ଡ ରିଫର୍ମ, ଯୋଉଟା ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1919 କହୁଛି। ଏଟା ବି କ୍ୱେଶ୍ଚିନ୍ ଆସେ, ମଣ୍ଟେଗୁ ଚେମ୍ସଫୋର୍ଡ ରିଫର୍ମ କେବେ ହେଇଥିଲା ନା 1919 ମସିହାରେ ଆସିଥିଲା। ବୁଝିପାରିଲ। ତାପରେ ଆମେ ଦେଖିବା ଜାଲିଆନୱାଲାବାଗ ହତ୍ୟାକାଣ୍ଡ, ଯୋଉଟା 1919 ମସିହା ଏପ୍ରିଲ 13 ତାରିଖ ଦିନ ହେଇଥିଲା। ଏଇ ଯୋଉ ଏପ୍ରିଲ 13, 1919ରେ କଣ ହେଇଥିଲା ନା ଲୋକମାନେ ଜାଲିଆନୱାଲାବାଗ ନାମକ ଗୋଟେ ସ୍ଥାନରେ, ଅମୃତସର ପାଖରେ ସେଟା ଅଛି, ସେ ଅମୃତସର ଜାଲିଆନୱାଲାବାଗ ସ୍ଥାନରେ କଣ ହେଇଥିଲା ନା ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇଥିଲେ। ଏହି ସମୟରେ କଣ ହେଲେ ନା ଜେନେରାଲ ଡାୟର ହଠାତ୍ କଣ କଲେ ନା ଦଳେ ସୈନ୍ୟମାନଙ୍କୁ ଧରିକି ଆସିଲେ। ଏଇ ଯୋଉ ଯିବା ବାଟରେ ଏଇ ଯୋଉ ଆମର ଥିଲା ଦୁର୍ଗଟା, ତାର ଗୋଟେ ବାଟ କେବଳ ଥିଲା, ଗୋଟେ ବାଟ ଯିବା ଆସିବା ପାଇଁ ଥିଲା। ଏଇଠି ସୈନ୍ୟମାନେ ରହିକି କଣ କଲେ ନା ଗୁଳି ଚାଳନା କଲେ ଯେ ଅଧିକାଂଶ ଲୋକ ସେଇଠି ଡାଇରେକ୍ଟ ମୃତ୍ୟୁବରଣ ହେଲେ। ତା ଭିତରେ ଗୋଟେ କୂଅ ଥିଲା, କେତେକ ଲୋକ ସେ କୂଅକୁ ମଧ୍ୟ ଡେଇଁ ପଇଲେ ଗୁଳିରୁ ବଞ୍ଚିବା ପାଇଁ ଏବଂ ସେ କୂଅ ଭିତରେ ପଡିକି ମରିଗଲେ। ତେଣୁ ଏଇଭଳିଆ ବର୍ବରୋଚିତ କାଣ୍ଡ ଆମର ହେଇଥିଲା କୋଉଠି ନା ଜାଲିଆନୱାଲାବାଗ ହତ୍ୟାକାଣ୍ଡରେ, ଯୋଉଥିରେ କି ଜେନେରାଲ ଡାୟର ଆମର ଆଦେଶ ଦେଇଥିଲେ ଯେ ଲୋକମାନଙ୍କୁ ଆମର ହତ୍ୟା କରିଦିଅ। ଏଇଠି ତମେ ଦେଖୁଥିବ କେତେ ଲୋକଙ୍କୁ ଆମର ହତ୍ୟା କରାଯାଇଛି, କେତେ ଲୋକଙ୍କର ଜୀବନ ଯାଇଛି। ଲୋକମାନେ ଧାଇଁ ଯାଉଥିଲେ, ତଥାପି ସେ ଆଉ କେମିତି ଆଉ ବଞ୍ଚିକି ଯିବେ, ସମସ୍ତେ ଧାଉଁଥିଲେ। ତଥାପି କିନ୍ତୁ ଗୁଳି ଚାଳନା ସେକରୁ ଆସୁଥିଲା, ପୁରା ଲଗାତାର ଗୁଳି ଚାଳନା ହେଲା। ଲୋକମାନେ ବହୁତ ଲୋକ କଣ ହେଲେ ନା ଆହତ ହେଲେ ଏବଂ ଅଧିକାଂଶ ଲୋକ ମଧ୍ୟ ପ୍ରାଣ ହରାଇଲେ। ପାଖାପାଖି 1200ରୁ ଅଧିକ ଲୋକ ଆମର ପ୍ରାଣ ହରାଇଥିଲେ, ଆଉ 3600ରୁ ଅଧିକ ଲୋକ କଣ ହେଇଥିଲେ ନା ଆହତ ହେଇଥିଲେ। ଏଇଭଳିଆ କାଣ୍ଡ ଥିଲା ଆମର ଇଂରେଜ ମାନଙ୍କର। ତମେ ଭାବ ଯଦି ସେଇ ସମୟରେ ତମେ ଥାଆନ୍ତ, ତାହେଲେ ତମର ମଧ୍ୟ ଅବସ୍ଥା କୋଉ ଭଳିଆ ହେଇଥାନ୍ତା। ଆମେ ଏଇଭଳିଆ ସ୍ୱାଧୀନ ଭାବେ ବଞ୍ଚି ପାରିନଥାନ୍ତେ। ସେମାନେ ମନ ଇଚ୍ଛା ଆସିକି ତାଙ୍କର ଯାହା ଇଚ୍ଛା ହେଲା ସେମାନେ କରୁଥିଲେ, ହଠାତ୍ ଗୁଳି ଚାଳନା କରୁଥିଲେ। ତେଣୁ ଲୋକଟା ଆଉ ବଞ୍ଚି ବି ପାରୁନଥିଲା। ବୁଝିପାରିଲ। ତେଣୁ ଏଇଟା ଥିଲା ଜାଲିଆନୱାଲାବାଗ ହତ୍ୟାକାଣ୍ଡ। ଏଠି ତମେ ଦେଖିପାରୁଥିବ ଆଜି ବି ମଧ୍ୟ ସେ ଗୁଳିର ଚିହ୍ନ ଏଠି ରହିଛି କାନ୍ଥରେ। 2019 ମସିହାରେ ଏଇ ଫଟୋଟା ନିଆଯାଇଥିଲା। ଆଜି ବି ସେ ଗୁଳିର ଚିହ୍ନ ଏଠି ରହିଛି, ଯୋଉଠି ଜେନେରାଲ ଡାୟରଙ୍କର ଅଧ୍ୟକ୍ଷତାରେ, ଏଇଠି ଦେଖ ଜେନେରାଲ ଡାୟର ସେ ଆଦେଶ ଦଉଛନ୍ତି। ସବୁକିଛି ମୁଁ ଫଟୋ ଆଣିଛି, ଯାହାଫଳରେ ତମ ମନରେ ହିଁ ରହିଯିବ ସବୁକିଛି। ତମେ ଜାଣିପାରିବ ଯେ ନାଇଁ 1919 ଏଇଠି ଲେଖା ହେଇଥିଲା। ଏଇଠି ସେ ଆଦେଶ ଦଉଛନ୍ତି ଏବଂ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ ହଉଛି ଏବଂ ସେମାନେ ମୃତ୍ୟୁବରଣ ସବୁ କରୁଛନ୍ତି। ଆଜି ବି ସେ ଗୁଳି ଚିହ୍ନ ଅଛି, ଦେଖିଲେ ସମସ୍ତଙ୍କର ହୃଦୟ ଥରିଯାଏ। ତାହେଲେ ଏଇଠି ଜାଲିଆନୱାଲାବାଗର ହତ୍ୟାକାଣ୍ଡ ବିଷୟରେ ଲେଖା ହେଇଛି। ଏପ୍ରିଲ 13, 1919ରେ ଏଇଟା ହେଇଥିଲା। ବୈଶାଖୀ ଉତ୍ସବ ଦିନ, ଯୋଉଟା ମୁଁ ତମକୁ କହିଲି ଲୋକମାନେ ପାଳନ କରିବାକୁ ଆସିଥିଲେ, କିନ୍ତୁ ହଠାତ୍ ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଘଟିଗଲା। ତାପରେ ଆମେ ଦେଖିବା ଅସହଯୋଗ ଆନ୍ଦୋଳନ, ନନ୍ କୋଅପରେସନ ମୁଭମେଣ୍ଟ, ଯୋଉଟା 1920 ମସିହାରେ ଗାନ୍ଧିଜୀ ଚଲେଇଲେ ଯେ ଆମେ କଣ କରିବା ନା ଇଂରେଜ ମାନଙ୍କୁ ଜମା ବି ସାହାଯ୍ୟ କରିବା ନାହିଁ। ଆମେ ନିଜେ ଆମର ଯାହା ଦରକାର ଆମେ ଅରଟ ଚଲେଇକି ଆମେ ସୂତା ଲୁଗା ବୁଣିବା ଏବଂ ନିଜେ ପିନ୍ଧିବା, ବିଦେଶୀ ବସ୍ତ୍ର ବର୍ଜନ କରିବା, କୋର୍ଟ କଚେରୀ ବର୍ଜନ କରିବା। ଏଠି ହେଇଥିଲା ଆମର ଅସହଯୋଗ ଆନ୍ଦୋଳନ 1920ରୁ 1922 ମସିହା ପର୍ଯ୍ୟନ୍ତ। ଅସହଯୋଗ ଆନ୍ଦୋଳନ ପୁରା ସଫଳ ରୂପ ନେବାକୁ ଯାଇଥିଲା, ସାରା ଭାରତ ବର୍ଷକୁ ଏକାଠି କରିଦେଇଥିଲା। ଗାନ୍ଧିଜୀଙ୍କର ଏଟା ଥିଲା ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ସାରା ଭାରତ ବର୍ଷର ଲୋକ ସବୁଆଡେ କଣ ହେଇଥିଲେ ନା ଗାନ୍ଧିଜୀଙ୍କ ଡାକରେ ସମସ୍ତେ ଏକ ହେଇଯାଇଥିଲେ। ପୁରା ଭାରତ ବର୍ଷ ସାରା ଇଂରେଜ ମାନଙ୍କ ବିରୁଦ୍ଧରେ ଆମର ଆନ୍ଦୋଳନ ଚାଲିଥିଲା। ବୁଝିପାରିଲ। ତେଣୁ ଇଂରେଜ ମାନେ ପୁରା
ଡରି ଯାଇଥିଲେ ଅସହଯୋଗ ଆନ୍ଦୋଳନ ସଫଳ ହେବାକୁ ଆସୁଥିଲା। କିନ୍ତୁ ଏହି ସମୟରେ କ'ଣ ହେଇଥିଲା ନା ଅସହଯୋଗ ଆନ୍ଦୋଳନ ବିଷୟରେ ଏଠି ଲେଖାଯାଇଛି ନାଗପୁର ଅଧିବେଶନରେ ସେମାନେ ନିଷ୍ପତ୍ତି ନେଲେ ଯେ ଆମେ 1920 ମସିହାରେ ଅସହଯୋଗ ଆନ୍ଦୋଳନ କରିବୁ। ଏଟା ବି କୋଶ୍ଚିନ୍ ଆସେ କ'ଣ ପାଇଁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ଦେଖିକି ଖିଲାଫତ ମୁଭମେଣ୍ଟକୁ ଦେଖିକି ତାପରେ ଆମେ ଦେଖିଲେ ଯୋଉ ରାଓଲାଟ ଆଇନ ୟା ବିରୁଦ୍ଧରେ ସମସ୍ତେ ମିଶିକି କ'ଣ କଲେ ନା ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ କଲେ। ଏହି ଦିନ କ'ଣ ହେଇଥିଲା ନା ବାଲ ଗଙ୍ଗାଧର ତିଲକ ଯୋଉଦିନ ଆମର ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବାର ଥିଲା ସେଇଦିନ ହିଁ ବାଲ ଗଙ୍ଗାଧର ତିଲକଙ୍କର ମୃତ୍ୟୁବରଣ ହେଇଗଲା। ତେଣୁ ତାଙ୍କ ଉଦ୍ଦେଶ୍ୟରେ ତିଲକ ସ୍ୱରାଜ ପାଣ୍ଠି ଗୋଟେ ତିଲକ ସ୍ୱରାଜ ଫଣ୍ଡ ମଧ୍ୟ ଗଠନ କରାଗଲା ଯୋଉଥିରେ କି ବହୁତ ଅଳ୍ପ ସମୟରେ 1 କୋଟି ଟଙ୍କା ଆମର ସଂଗ୍ରହିତ ହେଇଗଲା। ପୁରା ସାରା ଭାରତ ବର୍ଷ ଏକଜୁଟ ହେଇଥିଲା। ବହୁ ନାରୀ ନେତ୍ରୀ ମାନେ ନିଜ ସୁନା ଗହଣା ଦେଇଥିଲେ। ତେଣୁ ସମସ୍ତେ କ'ଣ କଲେ ନା ଏକଜୁଟ ହେଇକି 1 କୋଟି ବହୁତ ଅଳ୍ପ ଦିନ ଭିତରେ 1 କୋଟି ହେଇଗଲା ଯୋଉଟା କି ଆମର କ'ଣ କଲା ନା ଅସହଯୋଗ ଆନ୍ଦୋଳନରେ ଆମର ସାହାଯ୍ୟ କଲା। ବୁଝିପାରିଲ। ଏବଂ ସମସ୍ତେ କୋର୍ଟ କଚେରୀ ସବୁ ଛାଡ଼ିଦେଲେ ଆଉ ନିଜେ ନିଜେ ସବୁ ବୟକଟ କରିକି ନିଜ ନିଜର ସବୁ ଚରଖା ଆଉ ଖଦି ଏଗୁଡ଼ିକର ପ୍ରଚଳନ ହେଲା। ଆଉ ଜୟ ଭୋର ବାଇ କଂଗ୍ରେସ ଭଲେଣ୍ଟିୟର ଏଟା ସ୍ଲୋଗାନ ଦିଆଯାଇଥିଲା ଜୟ ଭାରତ। ତେଣୁ ଏଇଭଳିଆ ଆମର ଆନ୍ଦୋଳନ ଚାଲିଥିଲା। କିନ୍ତୁ ଏହି ସମୟରେ କ'ଣ ହେଲା ନା ଚୌରୀ ଚୌରା ଘଟଣା ଘଟିଲା। ଚୌରୀ ଚୌରା ଘଟଣା କ'ଣ ନା 1922 ଫେବୃଆରୀ 4 ତାରିଖ। ବୁଝିପାରିଲ। 1922 ଫେବୃଆରୀ 4 ତାରିଖରେ କ'ଣ ହେଇଥିଲା ନା ଏଇଠି ଦେଖ ଚୌରୀ ଚୌରା ଘଟଣା ଉତ୍ତରପ୍ରଦେଶର ଗୋରଖପୁରରେ ଗୋଟେ ଚୌରୀ ଚୌରା ନାମକ ଜାଗା ଅଛି। ସେଇଠି କ'ଣ କଲେ ନା କିଛି ଉତ୍ତ୍ୟକ୍ତ ଲୋକ କ'ଣ କଲେ ନା ଇଂରେଜ ମାନଙ୍କର ଥାନା ଯାଇକି ଜାଳିଦେଲେ। ସେମାନେ ମନକୁ ଜାଳି ନଥିଲେ। ପ୍ରଥମେ କ'ଣ କଲେ ନା ଏମାନେ ଯାଇକି ଆନ୍ଦୋଳନ କରୁଥିଲେ ସେଇ ଥାନା ବାହାରେ। କିନ୍ତୁ ଇଂରେଜ ମାନେ ହଠାତ୍ ଆସିକି ଏଠୁ ତାଙ୍କ ଭିତରୁ ସେମାନେ ଫାଷ୍ଟ ମନା କଲେ କିନ୍ତୁ ଲୋକମାନେ ମାନିଲେ ନାହିଁ। ତେଣୁ ଇଂରେଜ ମାନେ କ'ଣ କଲେ ନା 2 ଜଣ ଲୋକଙ୍କୁ ସେଇଠି ସଡନ ମାରିଦେଲେ। ତାପରେ ସେଠୁ ଲୋକମାନେ ଉତ୍ତ୍ୟକ୍ତ ହୋଇକି କ'ଣ କଲେ ନା ଇଂରେଜ ମାନଙ୍କୁ ଗୋଡେଇଲେ ଏବଂ ପୁରା ଥାନାକୁ ଜାଳିଦେଲେ। ପାଖାପାଖି 17 ଜଣ ସିପାହୀଙ୍କର ମୃତ୍ୟୁ ଘଟିଲା। ତେଣୁ ଗାନ୍ଧିଜୀ କ'ଣ ଚାହୁଁଥିଲେ ନା ଅହିଂସା ଉପରେ ଆନ୍ଦୋଳନ କରିବେ। ଯେହେତୁ ଲୋକମାନେ ଏଇଭଳିଆ ଉତ୍ତ୍ୟକ୍ତ ଭାବରେ ଚୌରୀ ଚୌରା କାଣ୍ଡ ଘଟିଲା ତେଣୁ ଗାନ୍ଧିଜୀଙ୍କ ମନ ଦୁଃଖିତ ହେଲା। ତେଣୁ ସେ କହିଲେ ଯେ ଭାରତୀୟ ମାନେ ସମ୍ପୂର୍ଣ୍ଣ ରୂପେ ଏବେ ପ୍ରିପେୟାର ହେଇନାହାନ୍ତି। ସେଥିପାଇଁ ସେ କ'ଣ କଲେ ନା ଅସହଯୋଗ ଆନ୍ଦୋଳନକୁ ପରିତ୍ୟାଗ କରିଦେଲେ ଅର୍ଥାତ୍ ଅସହଯୋଗ ଆନ୍ଦୋଳନକୁ ବନ୍ଦ କରିଦେଲେ। ତେଣୁ ଯୋଉ ଭାରତ ମାନେ ଏକାଠିତା ହେଇଥିଲେ ତେଣୁ ଗାନ୍ଧିଜୀ ଯେହେତୁ ସଡନ ଯୋଉ ଆକୁ ଛାଡ଼ିଦେଲେ ବହୁତ ସାରା ଲୋକ ବହୁତ ଫ୍ରିଡମ ଫାଇଟର ମଧ୍ୟ ଗାନ୍ଧିଜୀଙ୍କ ଉପରୁ ଆଶା ତୁଟେଇ ଦେଲେ। ତାଙ୍କ ଭିତରୁ ସୁଭାଷ ଚନ୍ଦ୍ର ବୋଷ ଜଣେ ମଧ୍ୟ ଥିଲେ। ବୁଝିପାରିଲ। ତା ସହିତ ଆମର ଭଗତ ସିଂ ଥିଲେ। ତାପରେ ଆମର ଥିଲେ କିଏ ନା ଚନ୍ଦ୍ରଶେଖର ଆଜାଦ ଥିଲେ। ଏମାନେ ମଧ୍ୟ ଗାନ୍ଧିଜୀଙ୍କ ଉପରୁ ଭରସା ତୁଟେଇ ଦେଲେ। କହିଲେ ଆମେ ନିଶ୍ଚୟ ଏଇଟା ଜିତିଥାନ୍ତେ କିନ୍ତୁ ଗାନ୍ଧିଜୀ ଏଟା ଠିକ କଲେନି କାରଣ ଲୋକମାନେ ବେଶୀ କିଛି କରିନାହାନ୍ତି। ତେଣୁ ଗାନ୍ଧିଜୀ ଯେହେତୁ ହଟେଇ ନେଲେ ଡିସେମ୍ବର ଫେବୃଆରୀ 4 1922 ମସିହାରେ ଏଟା ହେଇଥିଲା। 22 ମସିହା ମନେ ରଖିବ ଚୌରୀ ଚୌରା ଘଟଣା ହେଇଥିଲା। ତାପରେ ଅସହଯୋଗ ଆନ୍ଦୋଳନ କ'ଣ ହେଲା ଆମର ବନ୍ଦ ହେଇଗଲା। ବୁଝିପାରିଲ। ତାପରେ ଆମର କ'ଣ ହେଲା ନା ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଆଉ ମୋତିଲାଲ ନେହେରୁ। ଏଇ ଯୋଉ ଚିତ୍ତରଞ୍ଜନ ଦାସ ଥିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଗୁରୁ ଆଙ୍କୁ ଟିକେ ମନେ ରଖିବ। ଆଉ ମୋତିଲାଲ ନେହେରୁ କିଏ ହଉଛନ୍ତି ନା ଜବାହରଲାଲ ନେହେରୁଙ୍କ ପିତା। ଏମାନେ କ'ଣ କଲେ ନା ସ୍ୱରାଜ ପାର୍ଟିର ଗଠନ କରିଥିଲେ। ତେଣୁ କ୍ୱେଶ୍ଚିନ୍ ଆସିବ ଯଦି ସ୍ୱରାଜ ପାର୍ଟି କିଏ ଗଠନ କରିଥିଲେ ମୋତିଲାଲ ନେହେରୁ ଆଉ କିଏ ନା ଚିତ୍ତରଞ୍ଜନ ଦାସ। ତାପରେ ଦେଖ ସାଇମନ କମିଶନ ଆମେ ଯିବା। 1927 ମସିହାରେ କ'ଣ ହେଇଥିଲା ନା ସାଇମନ କମିଶନ ଆମ ଭାରତକୁ ଆସିଥିଲା। କ'ଣ ପାଇଁ ଆସିଥିଲା ନା ଯୋଉ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ହେଇଥିଲା ତାର ତଦନ୍ତ କରିବା ପାଇଁ 1927 ମସିହାରେ ସାଇମନ କମିଶନ ଆସିଥିଲା। ଏଇ ଯୋଉ ସାଇମନ କମିଶନକୁ ଆମ ଭାରତୀୟ ମାନେ ବିରୋଧ କରିଥିଲେ। କଂଗ୍ରେସ ମଧ୍ୟ ବିରୋଧ କରିଥିଲା। ସାଇମନ ଗୋ ବ୍ୟାକ୍ ଏଇଭଳିଆ ନାରା ଦେଇଥିଲେ। ଏଇ ସମୟରେ କ'ଣ ହେଇଥିଲା ନା ଲାହୋରରେ ଏଠି ସାଇମନ କମିଶନ ଆସିଥିଲା ଯୋଉଥିରେ 7 ଜଣ ମେମ୍ବର ଥିଲେ। ସେଥିରେ କେହି ବି ଆମର ନୋ ଦେଶୀ ମାନେ କେହି ବି ଇଣ୍ଡିଆନ ନଥିଲେ। ତେଣୁ ୟା ପାଇଁ ବି ମଧ୍ୟ ଆମର କ'ଣ ହେଇଥିଲା ନା ତାଙ୍କୁ ଅପୋଜ କରାଯାଇଥିଲା। ବମ୍ବେରେ ସେମାନେ ଆସିକି ପହଞ୍ଚିଲେ କେବେ ନା 3 ଫେବୃଆରୀ 1928 ମସିହାରେ ଯେତେବେଳେ ପହଞ୍ଚିଲେ ତାଙ୍କୁ ଅପୋଜ କରାଗଲା। ଲାହୋରରେ ମଧ୍ୟ ସାଇମନ କମିଶନକୁ ଆମର କ'ଣ କରାଗଲା ନା ଅପୋଜ କରାଗଲା। ଏଇ ଯୋଉ ଲାହୋରରେ ଯେତେବେଳେ ସାଇମନ କମିଶନକୁ ଅପୋଜ କରାହଉଥିଲା ତାଙ୍କୁ ବିରୋଧ କରାହଉଥିଲା ସେତେବେଳେ ଆମର ପଞ୍ଜାବ କେଶରୀ ଯିଏ ଥିଲେ ଲାଲା ଲାଜପତ ରାୟ ତାଙ୍କୁ ସେମାନେ ପୋଲିସ ମାନେ ବାଡେଇ ବାଡେଇ ତାଙ୍କ ଛାତିରେ ବହୁତ ଆଘାତ ଲାଗିଲା ଏବଂ 17 ଦିନ ପରେ ପାଖାପାଖି 17-18 ଦିନ ସେ କ'ଣ କରିଥିଲେ ନା ମେଡିକାଲରେ ରହିଥିଲେ ଏବଂ ଶେଷରେ ତାଙ୍କର ମୃତ୍ୟୁ ମଧ୍ୟ ହେଇଯାଇଥିଲା। ତେଣୁ ଲାଲା ଲାଜପତ ରାୟଙ୍କ ମୃତ୍ୟୁ ମଧ୍ୟ ଆମର କ'ଣ ହେଇଥିଲା ନା ଲୋକମାନଙ୍କ ମଧ୍ୟରେ ଗୋଟେ ଗଭୀର ଆଘାତ ସୃଷ୍ଟି କରିଥିଲା। ତେଣୁ ଲାଲା ଲାଜପତ ରାୟ ତାଙ୍କୁ ପଞ୍ଜାବ କେଶରୀ ମଧ୍ୟ ଉପାଧି ମିଳିଥିଲା। ସେ ଲାଲା ଲାଜପତ ରାୟ ଜଣେ ବହୁତ ବଡ ନେତା ଥିଲେ ଏବଂ ସମସ୍ତେ ତାଙ୍କୁ ସମ୍ମାନ ମଧ୍ୟ ଜଣାଉଥିଲେ। ତେଣୁ ତାଙ୍କର ମୃତ୍ୟୁ ପରେ ସାରା ଦେଶରେ ଆମର କ'ଣ ହେଇଥିଲା ନା ଲୋକମାନେ ଏକଜୁଟ ହେଇଗଲେ। 1929ରେ ଲାହୋର ସେସନରେ କ'ଣ ହେଲା ନା ଆମର ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ପାରିତ ହେଲା।
ଆମର ଡିକ୍ଲାର କରାଗଲା ଯେ 26 ଜାନୁଆରୀ 1930 କୁ ଭାରତର ପ୍ରଥମ ସ୍ୱାଧୀନତା ଦିବସ ରୂପେ ଆମର ପାଳନ କରାଯିବ। ଇଏ ଡିକ୍ଲାର କଲେ ନା ଜବାହରଲାଲ ନେହେରୁ ଡିକ୍ଲାର କଲେ ଏବଂ ସେ ରାବି ନଦୀ କୂଳରେ ଆମର ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରିଦେଲେ। ତେଣୁ ଲାହୋର ସେସନ ଆମର ହେଇଥିଲା କେବେ ନା 1929। କୋଶ୍ଚିନ୍ ଯଦି ଆସିବ ପୂର୍ଣ୍ଣ ସ୍ୱରାଜ କୋଉ ଅଧିବେଶନରେ ପାରିତ ହୋଇଥିଲା ନା ଲାହୋର ଅଧିବେଶନରେ ପାରିତ ହୋଇଥିଲା ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ। ବୁଝିପାରିଲ। ତାପରେ ଆମେ ଏଇ ମଝିରେ ଆମେ ଦେଖିଦେବା କାକୋରୀ କନସ୍ପିରେନ୍ସି। ଆମେ ଟିକେ ଆଉ ପଛକୁ ପଳେଇ ଆସିବା 1929 ପର୍ଯ୍ୟନ୍ତ ପଳେଇଥିଲେ। ଏଇ ଯୋଉ କାକୋରୀ ଆକ୍ସିଡେଣ୍ଟ ଟ୍ରେନ ଆକ୍ସିଡେଣ୍ଟ ହେଇଥିଲା, କାକୋରୀ କନସ୍ପିରେନ୍ସି ହେଇଥିଲା, ଦୁର୍ଘଟଣା ହେଇଥିଲା। ଆକ୍ସିଡେଣ୍ଟ ନୁହେଁ, ଦୁର୍ଘଟଣା ମାନେ ସେଠି ଯୋଉ କାଣ୍ଡଟା ହେଇଥିଲା ସେଟା କେବେ ହେଇଥିଲା ନା 1925 ମସିହାରେ ହେଇଥିଲା, 9 ଅଗଷ୍ଟ 1925। ଆମେ ଆଉ ଟିକେ ବ୍ୟାକକୁ ଯଦି ଯିବା ତାହେଲେ ଆଉ ଟିକେ ପୂର୍ବକୁ ଆମକୁ ଗଲେ ଚନ୍ଦ୍ରଶେଖର ଆଜାଦ। ଏମାନେ ଚନ୍ଦ୍ରଶେଖର ଆଜାଦ କିଏ ଥିଲେ ନା ଚନ୍ଦ୍ରଶେଖର ଆଜାଦ ମଧ୍ୟ ଆମର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏ କହୁଥିଲେ କି ମୋର ନାଁ ହେଲା ଆଜାଦ, ଅର୍ଥାତ ମତେ କେହି ବି ବନ୍ଦୀ କରିପାରିବେ ନାହିଁ। ମୁଁ ଇଂରେଜ ମାନଙ୍କ ପାଖରେ ଏମିତି ବି ଗୁଳି ନାହିଁ ଯୋଉ ଗୁଳିଟାରେ ମୁଁ ମରିପାରିବି। ତେଣୁ ଶେଷରେ ଆମେ ପଢିବା ତାଙ୍କ କାହାଣୀ ବିଷୟରେ। ମୁଁ ତମକୁ ଏଇନା କହିବି। ଏଇ ଚନ୍ଦ୍ରଶେଖର ଆଜାଦ ଏଇଭଳିଆ ଆମର ଜଣେ ଯୋଦ୍ଧା ଥିଲେ, ଯେ ସବୁବେଳେ କହୁଥିଲେ ଯେ ମୁଁ ଆଜାଦ ଅଛି, ଆଜାଦ ହିଁ ରହିବି, ଆଉ ଆଜାଦ ହେଇକି ହିଁ ମରିବି। ବୁଝିପାରିଲ। ଆଜାଦ ମାନେ କଣ ନା ସ୍ୱାଧୀନ ହେଇକି ରହିବି, ସ୍ୱାଧୀନ ହେଇକି ମରିବି। ଇଂରେଜ ମାନଙ୍କ ପାଖରେ ଏମିତି ବି ଗୁଳି ନାହିଁ, କୌଣସି ଗୁଳି ନାହିଁ ଯିଏକି ମତେ ମାରିପାରିବ। ବୁଝିପାରିଲ। ତେଣୁ ଏଇ ଯୋଉ ଚନ୍ଦ୍ରଶେଖର ଆଜାଦ, ଏମାନେ ତାଙ୍କର ଗୋଟେ ଦଳ କଣ ଥିଲା ନା ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକ ଆସୋସିଏସନ, HSR। ଏମାନେ କଣ କରୁଥିଲେ ନା ଇଂରେଜ ମାନଙ୍କୁ ସେ କହିଥିଲେ ଯେ ଆମେ ଡାଇରେକ୍ଟ ତାଙ୍କୁ ଆଟାକ କରିକି ହିଁ ମାରିବା। ସେମାନେ ଗାନ୍ଧୀଙ୍କ ବାଟରେ ଆଉ ଚାଲିଲେ ନାହିଁ। ସେମାନେ ଗୋଟେ ଦଳ ଗଠନ କରିଥିଲେ। ସେଇ ଦଳରେ ଯେହେତୁ ଇଂରେଜ ମାନଙ୍କୁ ମାରିବା ପାଇଁ ଆମର କଣ ଦରକାର ନା ଅର୍ଥ ଦରକାର, ଆଉ ଶସ୍ତ୍ର ବି ଦରକାର। ସେଥିପାଇଁ ଏଇ ଯୋଉ ଇଂରେଜ ମାନଙ୍କର ସେମାନେ ପ୍ଲାନିଂ କରିକି କାକୋରୀରେ କଣ ହେଲା ନା ଟ୍ରେନକୁ ରଖେଇକି ସେଥିରୁ ସବୁ କଣ କଲେ ନା ଅର୍ଥ ଲୁଟି ନେଲେ। ପାଖାପାଖି 8,000 କୋଟି ସେମାନେ ସେଥିରୁ ଲୁଟି ନେଇଥିଲେ ସେଇ ଟ୍ରେନରୁ, ଗଭର୍ଣ୍ଣମେଣ୍ଟର ସମ୍ପତ୍ତିକୁ, ଆଉ ବହୁତ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଥିଲେ। ବୁଝିପାରିଲ। ଏଇଟାକୁ କୁହାଯାଏ କାକୋରୀ ଟ୍ରେନ କନସ୍ପିରେନ୍ସି। 8,000 ପାଖାପାଖି ଆମର ଏମାଉଣ୍ଟ ନେଇଯାଇଥିଲେ। ବୁଝିପାରିଲ। ତେଣୁ ଏଇଟା ଥିଲା। ତାପରେ କାକୋରୀ ଟ୍ରେନ ରିଭଲ୍ୟୁସନ, ଏଇଟା ତମେ ଦେଖିପାରୁଥିବ। ତାପରେ ଆମେ ଯିବା ଟିକେ ଚନ୍ଦ୍ରଶେଖର ଆଜାଦଙ୍କ ପାଖରୁ। ଚନ୍ଦ୍ରଶେଖର ଆଜାଦ ଇଜ ଏ ପପୁଲାର ଫ୍ରିଡମ ଫାଇଟର ହୁ ଫାଉଟ୍ ଫର ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ। ମୁଁ କହିଲି ସେ ବହୁତ ଜଣେ ବୀର ଥିଲେ। ତାଙ୍କର ଜନ୍ମ ହୋଇଥିଲା କେବେ ନା 23 ଜୁଲାଇ 1986 ମସିହାରେ ତାଙ୍କର ଜନ୍ମ ହୋଇଥିଲା। ଶେଖର ଆଜାଦ was born in a small town ବରବରା ଭିଲେଜ ଇନ୍ ଦ ପ୍ରେଜେଣ୍ଟ ଡେ ଷ୍ଟେଟ୍ ଅଫ ମଧ୍ୟପ୍ରଦେଶ ଇନ୍ ଇଣ୍ଡିଆ। ମଧ୍ୟପ୍ରଦେଶର ବରବରା ଭିଲେଜରେ ତାଙ୍କର ଜନ୍ମ ହୋଇଥିଲା। କେବେ ନା 1986 ମସିହାରେ। ସେ ଜଣେ ସାଂସ୍କ୍ରିଟ ସ୍କୋଲାର ଥିଲେ ଏବଂ ଫର୍ଦର ଷ୍ଟଡି ପାଇଁ ବନାରସ ଯାଇଥିଲେ। ହି ୱାଜ ଆନ୍ ଆକ୍ଟିଭ ମେମ୍ବର ଅଫ ହିନ୍ଦୁ ରିପବ୍ଲିକାନ ଆସୋସିଏସନ। ବୁଝିପାରିଲ। ତାପରେ ଏଠି ଚନ୍ଦ୍ରଶେଖରଙ୍କ ଆଜାଦ ବିଷୟରେ କୁହାଯାଇଛି। ମୁଁ ତାଙ୍କ ବିଷୟରେ ଆଉ କିଛି ଷ୍ଟୋରି ତମକୁ କହୁଛି। ଏଇ ଚନ୍ଦ୍ରଶେଖର ଆଜାଦ, ଏଇଠି ତମେ ତାଙ୍କ ଫଟୋ ଦେଖିପାରୁଥିବ। ଏଇ ଚନ୍ଦ୍ରଶେଖର ଆଜାଦ କଣ କରୁଥିଲେ ନା ହିନ୍ଦୁସ୍ତାନ ରିପବ୍ଲିକ ଆସୋସିଏସନ, ସେଇଥିରେ ସେ ଥିଲେ। ସିଏ କଣ କରୁଥିଲେ ନା ତାଙ୍କ ପାଖରେ ଏମିତି ଗୋଟେ ଗୁଣ ଥିଲା, ସେ ବାରମ୍ବାର ରୂପ ବଦଳେଇ ଦଉଥିଲେ। ଇଂରେଜ ମାନଙ୍କୁ ଯାଇକି ସେମାନେ ଦେଖିଲେ, ଯୋଉ ଲାଲା ଲାଜପତ ରାୟଙ୍କୁ ଆମେ ଏଇନା ଟିକେ ପୂର୍ବରୁ କହିଲି, ସାଇମନ କମିଶନ ଯେତେବେଳେ ଆମର ବାଡେଇଲା, ତାଙ୍କ ଛାତିରେ ଆଘାତ ହେଲା, ତାଙ୍କର ମୃତ୍ୟୁବରଣ ହୋଇଥିଲା। ସେତେବେଳେ ଚନ୍ଦ୍ରଶେଖର ଆଜାଦ, ଭଗତ ସିଂ, ରାଜଗୁରୁ ଏମାନେ ପ୍ଲାନିଂ କଲେ ସେଇ ଯୋଉ ଇଂରେଜ ନେତାଙ୍କୁ ମାରିବା ପାଇଁ। ତେଣୁ ଏମାନେ ଯାଇକି ପ୍ଲାନିଂ କରିକି ସେ ଇଂରେଜ ନେତାଙ୍କୁ ମାରିଦେଲେ। କିନ୍ତୁ ଯାହାକୁ ମାରିବାକୁ ଚାହୁଁଥିଲେ ତାଙ୍କୁ ନ ମାରିକି ତାଙ୍କ ପୂର୍ବରୁ ଆଉ ଜଣେ ଇଂରେଜ ନେତା ପଳେଇ ଆସିଲେ। ତେଣୁ ତାଙ୍କୁ ସେ ମାରିଦେଲେ ଏବଂ ପୋଷ୍ଟରରେ ଲେଖିଦେଲେ ଯେ ଆମେ ଇଂରେଜ ନେତାଙ୍କୁ ମାରିଦେଇଛୁ ବୋଲି। ତେଣୁ ଆଙ୍କୁ ଧରିବା ପାଇଁ ସମସ୍ତଙ୍କୁ ଆମର ପଇସା ଦିଆଗଲା। କିନ୍ତୁ ଚନ୍ଦ୍ରଶେଖର ଆଜାଦଙ୍କ ପାଖରେ ଏମିତି ଇଏ ରୂପ ବଦଳେଇ ଚାଲିଲେ ସେମାନେ। ସିଏ କାରଣ ଯେହେତୁ ସେ ଲୁଚୁ ନଥିଲେ, କୌଣସି ପାହାଡ ପର୍ବତରେ ଲୁଚୁ ନଥିଲେ, ସେ ସେଇ ନର୍ମାଲ ରାସ୍ତାରେ ଇଂରେଜ ମାନଙ୍କ ଆଗରେ ମଧ୍ୟ ରୂପ ବଦଳେଇକି ପଳଉଥିଲେ। ତାଙ୍କ ମାନଙ୍କ ସହିତ ମଧ୍ୟ କଥା ହେଇଯାଉଥିଲେ, କିନ୍ତୁ କେହି ବି ତାଙ୍କୁ ଚିହ୍ନି ପାରୁ ନଥିଲେ। ବୁଝିପାରିଲ। ଦିନକର ଘଟଣା ହେଲା କଣ ନା ଚନ୍ଦ୍ରଶେଖର ଆଜାଦ ଏଇଠି ଯୋଉ ସ୍ଥାନଟା ତମେ ଦେଖୁଛ, ଏଇଠି ଚନ୍ଦ୍ରଶେଖର ଆଜାଦ ବସିକି ଆଉ ଜଣଙ୍କ ସହ କଥା ହଉଥିଲେ। ସେ ପ୍ଲାନିଂ କରୁଥିଲେ ଯେ ଇଂରେଜ ମାନଙ୍କୁ କିପରି ଆଟାକ କରିବା। ଏଇ ସମୟରେ କଣ ହେଲା ନା ସିଏ ଯାଇଥିଲେ କଣ ନା ଜବାହରଲାଲ ନେହେରୁଙ୍କ ପାଖକୁ ଯାଇଥିଲେ କିଛି ପଇସା ଆଣିବା ପାଇଁ। ଏଇ ସମୟରେ ଅନ୍ୟ ଯୋଉ ଜଣକ ଲୋକ ସହିତ, ସେଇ ଲୋକ କଣ କଲା ନା ଆଙ୍କ ସହିତ ବିଶ୍ୱାସଘାତକତା କଲା। ସେ ଯାଇକି ଇଂରେଜ ମାନଙ୍କୁ କହିଦେଲା। ଇଂରେଜ ମାନଙ୍କୁ କହିଦେଲା ଫଳରେ ଇଂରେଜ ମାନେ ହେଠୁ ବହୁତ ଦଳ ସୈନ୍ୟକୁ ଧରିକି ସେମାନେ ଆସିଲେ। ଚନ୍ଦ୍ରଶେଖର ଆଜାଦ ଏଠି ବସିଥିଲେ, ତାଙ୍କ ଉପରକୁ ସେମାନେ ହେଠୁ ଆଟାକ କଲେ। ତେଣୁ ଇଏ ଏକୁଟିଆ ମଣିଷ, ତେଣୁ ବାହାରିବାର ତ ଆଉ କିଛି ମାନେ ଏଠୁ ଖସିଯିବାର ତ ଆଉ କିଛି ତାଙ୍କୁ ବାଟ ହିଁ ନଥିଲା। ତେଣୁ ତାଙ୍କ ପାଖରେ ଯୋଉ ବନ୍ଧୁକ ଥିଲା, ସିଏ ମଧ୍ୟ ଚନ୍ଦ୍ରଶେଖର ଆଜାଦ ଏଇ ଗଛ ମୂଳେ, ଏଇ ଗଛ ପଛପଟେ ରହିକି ସେ ଇଂରେଜ ମାନଙ୍କୁ ଗୁଳି ଚାଳନା କଲେ। ଏଠି ତମେ ଦେଖିପାରୁଥିବ ସେଇ ଗଛ, ଏଇଠି ରହିକି ସେ କଣ କଲେ ନା ଇଂରେଜ ମାନଙ୍କୁ ଗୁଳି ଚାଳନା କଲେ। ଏବଂ ଏମିତି ଗୁଳି ଚାଳନା କରୁ କରୁ କେହି ବି ଇଂରେଜ ସୈନିକ ତାଙ୍କୁ ମାରି ପାରିଲେ ନାହିଁ। କିନ୍ତୁ ଇଏ ଯୋଉ ଗୁଳି ଚାଳନା କରୁଥିଲେ, ପ୍ରତ୍ୟେକ ଗୁଳିରେ ଜଣେ ଜଣେ ଇଂରେଜ ସୈନିକର ମୃତ୍ୟୁବରଣ ହଉଥିଲା। ତେଣୁ ଇଂରେଜ ସୈନିକ ମାନେ ଡରିକି ଆଗକୁ ମଧ୍ୟ ଆସୁନଥିଲେ, ସେଇଠି କେବଳ ଗୁଳି ଫାୟାରିଂ କରୁଥିଲେ। ସେଠୁ ଲାଷ୍ଟରେ ସେ ଦେଖିଲେ ଆଙ୍କ ପାଖରେ ଗୁଳି ସରିଗଲା।
केवल गोटे मात्र गुली थिला। तेणु से गोटे गुली को से न फुटे निजको से गुली रे ही निजको हत्या करदेले। कारण से कहिथिले इंग्रेज माने मते केबे भी मारी परिबे नाही, इंग्रेज मानक पाखरे एमिति भी गुली नाही जे कि मते मारी परिबो। तेणु सेथि पई से तांको निज कथा रखिले एवं निजे ही निज गुली रे मरिगले। तापरे से मरिगला परे सेथि आत्महत्या करदेला परे जेतेले निजको गुली मारदेले, तेणु आउ किछि गुलीर साउंड आसिला नाही। इंग्रेज माने तांको एते डरिकि थिले जे सेमाने आगुको मध्य आसु नथिले। जेतेबेले कोनोसी गुलीर साउंड आसिला नाही तथापि से डरिकी आगुक आसु नथिले, किंतु हेतु धीरे 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 गुली फुटे 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 आगुक आसिले एवं शेष रे आसिक देखिले जे चंद्रशेखर आजाद निजको निजे मारी देई छंती। तेणु एई भलिया से लोक थिले, एई भलिया हमर स्वाधीनता संग्रामी थिले जे केबे भी निजको पराधीन बोली भाबी नथिले। सबुबेले चाहुथिले आमे किपरि जितिबा आजाद रहिबा ही तांकर मुख्य लक्ष्य थिला। एवं एई भली से लुचि लुचि इंग्रेज मानको बहुत हैरान करछन, केही भी तांको धरि पारु नथिले रूप बदलया पई। किंतु आम भारतर इतिहास रे ए विश्वासघातक मानक जोगु ही आज आमे पराधीन होइथिले एवं सेही समय ही आमे जल्दी आमे स्वाधीनता पाई पारिले नाही। कारण ए जो विश्वासघात मानक जोगु किछि हमर भारतीय लोक थिले जो माने विश्वासघात करुथिले एवं ठीक समय आमे आगु बढ़ी पारु नथिले, अर्थात स्वाधीनता पाई पारु नथिले। वर्तमान आउ जणे आमे रिपब्लिक आउ जणे फ्रीडम फाइटर को पाखु जिबा जे होचंदी शहीद भगत सिंह। बुझिपेला आंकर स्टोरी मधे बहुत बढ़िया। ये जड़े बहुत कम बयस बहुत अल्प बयस मात्र 20 कि 22 वर्ष ही से कौन करते ना देह त्याग करते, प्राण त्याग करते, आत्महत्या फांसी दि जाइए। बुझिपाल ये भी सब हसी हसी जिते फांसी दिगला ये भी सेतेबेले भी हसुले। शेष इच्छा पचरा जाइए। ये जड़े आरंभ कथा कहूँ शहीद भगत सिंह जिते छोट थे से कौन करते ना बहुत बही पढ़ुले। पाखापाखि जो स्कूल एज्रे से थे पाखापाखि 50 रु अधिक बही निज पढ़ा बही नुहे अलग बही बाहर देशर जो स्वाधीनता संग्राम चलुची बही गुड़िक पढ़ुले। बुझिपाल आउ ये आंकर कौन होता ना इंग्रेज स्कूल ये नाम लेखा को मना कर देते। स्वामी दयानंद सरस्वती जो डीएवी पब्लिक स्कूल तुम देखुच से डीएवी पब्लिक स्कूल रे आर्य समाजर शिक्षा ये ग्रहण करते। पाखापाखि 50टा बही से सेठू पढ़ी देते। धीरे धीरे ये बड़ हेले एवं जो असहयोग आंदोलन होता गांधीजी असहयोग आंदोलन से ये योगदान करते। जो जालियानवालाबाग हत्याकांड होता से मात्र 12 वर्ष बोध हुए 7 कि 12 वर्ष एमती के मोर रियल मन पड़ुनी, तुम यहाँ चेक कर बहुत छोट थे। किंतु जालियानवालाबाग हत्याकांड शुणिकी सेठिकी आसी एते लोकंकर लाश देखिकी एते लोकंकर रक्त देखिकी से निजको सामिल कर से दृढ़ विश्वास रखी निज आत्मा को कहते मु निश्चिंत इंग्रेज मान को मो देशरू बाहर करदेवी। से कौन कले से कूओ को देखी से रक्त मिशा माटी आणिकी रखी निज घरे। बुझिपाल एवं थरकर दिनकर घटना कहला ना से बिल को जाते बापा को से कहते बापा तुम ये कौन जो धान गछ गुड़िक लगौच ये मंजी गुड़िक कौन पकाउच। बापा कहले ये मंजी गुड़िक पकड़े से धान हम से सी कहला मुझे बंधुकर मंजी पोतीबी जहाँफल बंधुक गछ हे से बंधुक को लेकिन मुझे कौन करी ना इंग्रेज मान को मारिबी। यही छोट बेलू मुख्य लक्ष्य था कि केमिति इंग्रेज मान को देशर विताड़ित करेंगे। बुझिपाल तेणु सहीटा ही मुख्य लक्ष्य था। से कौन कले ना चंद्रशेखर आजाद सहित आसिक कौन हले ना मिसिले। आम देखी लाला लाजपत राय को ये निजर गुरु बनी मानुले जेहेतु मृत्युवरण हो गला प्रतिशोध नेबा कहूली से आसी कौन ना प्लानिंग करके से जो इंग्रेज सैन्य को इंग्रेज मान इंग्रेज मान जहाँ मुख्य मारिया आसते किंतु आउ जन को मारिदे। ये कौन होते ना लोक मानकर आंदोलन करने बहुत बही एम पढ़ुते ना। तेणु आंकर निजर जो मुख्य लक्ष्य था सेटा एम आंदोलन जरिया इंग्रेज मैंने कथा किसी शुणिले। से इंग्रेज मान को जनवाई कौन होता ना दिनकर घटना गोटे आसेम्बली हल इंग्रेज मैंने ये बसिक मीटिंग कर कौन कले ना चंद्रशेखर आमर भगत सिंह गले से कौन कले भगत सिंह सहित बटुकेश्वर दत्त नामक आउ जड़े सहकर्मी जाते मैंने कौन कले ना प्राचीर पत्र ये लेखिकी सब नहीं ये प्राचीर पत्र नहीं जमीक एमती गोटे बोमा से तैयारी करते जो थे लोक मानकर क्षति हेनी से फांका स्थान देखिकी से पकईदे ये प्राचीर पत्र गुड़िक बांटा लगिले जहाँफल समस्त इंग्रेज मैंने डायरेक्ट पढ़ी पारे से चाहिए तो खसिकी आसी पारि कि से ठिया इंग्रेज मान को सरेंडर कर जेल रखागला प्राय 2 वर्ष। आमर भगत सिंह को जेल में रखागला। जेल में से बारंबार बही पढ़ी चलिए बहुत बही पढ़ी पाखापाखि 300 बुक पढ़ी चलिए। जेल में कौन होता ना भल खाद्य दि जाऊला भल माने शोवाई भल जगह नाला पानी नाला आलोकर बंदोबस्त नाला। तेणु जेल में ये आंदोलन कर चले पाखापाखि 112 दिन
112 ଦିନ ଆମରଣ ଅନଶନରେ ଭୋକ ଉପାସରେ ସେ ସେଇଭଳି ଯୋଉ ବଞ୍ଚିଥିଲେ। ବୁଝିପାରିଲ, ଏଇଭଳି ଏତେ ବଡ ଭୋକିଲା ଉପବାସ ଆମ ୱାର୍ଲଡରେ କେବେ ବି ହେଇନି, କିନ୍ତୁ ଭଗତ ସିଂ ସେଟା କରିକି ଦେଖେଇଥିଲେ। ଲାଷ୍ଟରେ ଇଂରେଜ ମାନେ କଣ କଲେ ନା ଇଂରେଜ ମାନେ ହାର ମାନିଲେ ଏବଂ ଭଗତ ସିଂଙ୍କର କଥା ମନାଗଲା। ତାପରେ ଆମର ଯୋଉ ଜେଲର ଆମର ଯେତେବେଳେ ସ୍ଥିତି ଥିଲା ତାକୁ ଚେଞ୍ଜ କରାଗଲା। ତାପରେ ହେଠୁ ଲାଷ୍ଟରେ ହେଠୁ ଭଗତ ସିଂଙ୍କୁ ଫାଶୀ ଦେବା ପାଇଁ ନିଷ୍ପତ୍ତି ନିଆଗଲା। ତାପରେ ତାଙ୍କୁ ଫାଶୀ ଦେବାର ତାରିଖ ଥିଲା 24 ମାର୍ଚ୍ଚ 24 ମାର୍ଚ୍ଚ 1931 ତାରିଖ ଦିନ ତାଙ୍କୁ ଫାଶୀ ଦେବାର ବନ୍ଦୋବସ୍ତ କରାଯାଇଥିଲା। ବୁଝିପାରିଲ, କିନ୍ତୁ ଇଂରେଜ ମାନେ ଏତେ ଡରି ଯାଇଥିଲେ ଯେ, କାରଣ ଭଗତ ସିଂ ଯୋଉ ଜେଲରେ ଥିଲେ ତାଙ୍କର ଚାରିକରେ ସେ ଜେଲରେ ସବୁବେଳେ ଲୋକମାନେ ଆସିକି ତାଙ୍କୁ ଦେଖିବାକୁ ଲାଗୁଥିଲେ, ତେଣୁ ବହୁତ ଭିଡ ହଉଥିଲା। ତେଣୁ ଯେହେତୁ ଇଂରେଜ ମାନେ ଡରିଗଲେ କାଳେ 24 ମାର୍ଚ୍ଚ ଦିନ କିଛି ଗଣ୍ଡଗୋଳ ହେଇଯିବ, କିଛି ଦଙ୍ଗା ହେଇଯିବ, ସେଥିପାଇଁ ରାତିରେ କେହି ବି କାହାକୁ ଫାଶୀ ଦିଆଯାଏ ନାହିଁ। କିନ୍ତୁ ଇଂରେଜ ମାନେ ଏତେ ଡରି ଯାଇଥିଲେ ସେ ଭଗତ ସିଂଙ୍କୁ ଏବଂ ତାଙ୍କର ଯୋଉ ଲୋକମାନଙ୍କୁ, ସେ କଣ କଲେ ନା 23 ମାର୍ଚ୍ଚ ଦିନ ତା ପୂର୍ବ ଦିନ ରାତି 7ଟା 7:30 8ଟା ପାଖାପାଖି ଏମାନେ କଣ କଲେ ନା ଏଇ 3 ଜଣଙ୍କୁ ଆମର ଫାଶୀ ଦେଇଦେଲେ। କିଏ ନା ଭଗତ ସିଂ, ତାପରେ ସୁଖଦେବ, ଆଉ କିଏ ନା ଭଗତ ସିଂ, ସୁଖଦେବ ଆଉ ରାଜଗୁରୁକୁ। ବୁଝିପାରିଲ, ଏଇ 3 ଜଣଙ୍କୁ ଭଗତ ସିଂ, ସୁଖଦେବ, ରାଜଗୁରୁକୁ 3 ଜଣଙ୍କୁ ଆମର ଫାଶୀ ଦେଇଦେଲେ। ଭଗତ ସିଂଙ୍କୁ ତାଙ୍କର ପଚାରିଥିଲା ଶେଷ ଇଚ୍ଛା କଣ ନା ସିଏ ଗୋଟେ ବହି ପଢୁଥିଲେ, ସେଇ ବହିର ଶେଷ ପେଜଟା ବାକି ଥିଲା। ସେ କହିଥିଲେ ମୋର ଶେଷ ଇଚ୍ଛା ସେଇ ପେଜଟାକୁ ପଢିବି। ଆଉ ଥରେ ଯେତେବେଳେ ତାଙ୍କୁ ପଚାରିଥିଲେ, ଯେତେବେଳେ 3 ଜଣଙ୍କ ଏକାଠି ହେଇଥିଲେ ତାଙ୍କର ଶେଷ ଇଚ୍ଛା କଣ, ଭଗତ ସିଂ କହିଥିଲେ ମୋର ଶେଷ ଇଚ୍ଛା ତମେ ପୂରଣ କରିପାରିବ ନାହିଁ। ଇଂରେଜ ମାନେ କହିଲେ ତମେ କୁହ କଣ ନା ଭଗତ ସିଂ କହିଲେ ମୋର ଶେଷ ଇଚ୍ଛା ତମେ ମୋ ଭାରତ ମାକୁ ଛାଡିକି ପଳାଅ, ଯୋଉଟାକୁ ତମେ କରିପାରିବ ନାହିଁ। ତେଣୁ ଇଂରେଜ ମାନେ କହିଲେ ଏଟା ପସିବୁଲ ହବନି, ତମେ ଆଉ କଣ କୁହ। ସେଠୁ ଲାଷ୍ଟରେ ସେ କହିଲେ ଆମ 3 ଜଣଙ୍କୁ ଟିକେ ଖୋଲିଦିଅ, ଆମେ ସମସ୍ତେ ଟିକେ ପରସ୍ପରକୁ ଆଲିଙ୍ଗନ କରିବୁ। ତେଣୁ ସେଇ କଥା ହେଲା ଏବଂ ଶେଷରେ ସେ ମୃତ୍ୟୁବରଣ ବେଳୁ ଫାଶୀ ବେଳକୁ ମଧ୍ୟ ଇଏ ହସି ହସି ଆମର ମୃତ୍ୟୁବରଣ କରିଥିଲେ। ତେଣୁ ଇଂରେଜ ମାନେ ପୁରା ଡରିକି ପୁରା ତଥାପି ଆଶ୍ଚର୍ଯ୍ୟ ହେଇଥିଲେ। ଲାଷ୍ଟରେ କଣ ହେଲା ନା 23 ତାରିଖ ଦିନ ଆଙ୍କୁ ଯେତେବେଳେ ଫାଶୀ ଦିଆଗଲା, ତାପରେ ସାଙ୍ଗେ ସାଙ୍ଗେ ଏଇ ଖବର ସାରା ଭାରତରେ ଆମର ପ୍ରଚଳିତ ହେଇଗଲା ଏବଂ ବହୁତ ଲୋକ ଆସିକି କଣ କଲେ ନା ସେଇ ଥାନାକୁ ଘେରାଉ କରିଦେଲେ ଯୋଉଠି ଭଗତ ସିଂଙ୍କୁ ଫାଶୀ ଦିଆଯାଉଥିଲା। ଏବଂ ଇଂରେଜ ମାନେ କଣ କଲେ ନା ତାଙ୍କ ଲାଶକୁ ଗୋଟେ ଅନ୍ୟ ଚୋରା ବାଟରେ ନେଇକି ପୋଡିବାକୁ ଲାଗିଲେ, କିନ୍ତୁ ସେଠିକି ମଧ୍ୟ ଲୋକମାନେ ପହଞ୍ଚିଗଲେ ଏବଂ ଇଂରେଜ ମାନେ ତାଙ୍କ ଲାଶକୁ ଛାଡିକି ମଧ୍ୟ ପଳେଇଲେ। ତେଣୁ ଏଇଭଳିଆ ଲୋକମାନଙ୍କର ତାଙ୍କ ଉପରେ ଭଲ ପାଇବା ଥିଲା, ଆଙ୍କର ବିଶ୍ୱାସ ଥିଲା, କିନ୍ତୁ ଶେଷରେ ଭଗତ ସିଂଙ୍କୁ ଫାଶୀ ଦିଆଗଲା 1931ରେ। ବୁଝିପାରିଲ, 31 ମାର୍ଚ୍ଚ 23 ତାରିଖ ଦିନ। ତେଣୁ ଏଠି ଭଗତ ସିଂଙ୍କ ବିଷୟରେ ଲେଖା ହେଇଛି, ତମେ ଚାହିଁଲେ ଆକୁ ସ୍କ୍ରିନସଟ୍ ନେଇପାରିବ। ମୁଁ ତାଙ୍କ ବିଷୟରେ ସବୁ କିଛି କହିଦେଲି। ନେକ୍ସଟ ଆମ ପାଖକୁ ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟ, ଯୋଉଟାକୁ ଆମର ଦାଣ୍ଡି ଯାତ୍ରା ମଧ୍ୟ କୁହାଯାଏ, ଲବଣ ସତ୍ୟାଗ୍ରହ କୁହାଯାଏ, ଯୋଉଟା 1930 ମସିହାରେ ହେଇଥିଲା। 1930 ମସିହାରେ ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟ କଣ ପାଇଁ ହେଇଥିଲା, କାରଣ ଇଂରେଜ ମାନେ ଗୋଟେ ନିୟମ କଲେ ଯେ ଭାରତୀୟ ମାନେ କଣ କରିବେ ନା ଲୁଣ ମାରିପାରିବେ ନାହିଁ। ସେଥିପାଇଁ ଯେହେତୁ ଆମର ଲୁଣ ଆମର ନିଜ ଅଧିକାର, କାରଣ ଆମ ମାଟିରେ ହଉଛି, ସେଥିପାଇଁ ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟ ଯୋଉଟା ଆମର ହେଇଥିଲା କଣ ନା ଦାଣ୍ଡି ମାର୍ଚ୍ଚ ହେଇଥିଲା, ସେଇଟା ଷ୍ଟାର୍ଟ ହେଲା। ବୁଝିପାରିଲ, ଏଟା କଣ ହେଇଥିଲା ନା 12 ମାର୍ଚ୍ଚରୁ ଏଇ ଯୋଉ ଦାଣ୍ଡି ଯାତ୍ରା ଆମର ଷ୍ଟାର୍ଟ ହେଲା। 1930 12 ମାର୍ଚ୍ଚରୁ ଦାଣ୍ଡି ଯାତ୍ରା ଷ୍ଟାର୍ଟ ହେଲା, ଯୋଉଥିରେ କି ଗାନ୍ଧିଜୀଙ୍କ ସହିତ 78 ଜଣ ଆମର ଯାଇଥିଲେ ଏବଂ 375 କିଲୋମିଟର ଦୂର ଆମର ସାବରମତୀ ଆଶ୍ରମ ଠାରୁ ଦାଣ୍ଡି ନାମକ ସ୍ଥାନରେ ଯାଇକି ସେମାନେ କଣ କଲେ ନା ଗୁଜୁରାଟର ଗୋଟେ ଏଟା ସି କୋଷ୍ଟ ଏରିଆ, ମାନେ ଉପକୂଳ ଓଡିଆ ସେଇ ଏରିଆ, ସେଇ ଦାଣ୍ଡିରେ ଯାଇକି ଏମାନେ କଣ କରିଥିଲେ ନା ଲବଣ ଆଇନ ଭଙ୍ଗ କରିଥିଲେ। ତାପରେ ଲବଣ ଆଇନ ଭଙ୍ଗ କରିବା ପରେ ଏଇଭଳି ତମେ ଦେଖିଥିବ, ସେଠୁ ତାପରେ ଲବଣ ଆଇନ ସାରା ଦେଶରେ ଏଠୁ ଭଙ୍ଗ ହେଇଥିଲା, ସମସ୍ତେ ଲୁଣ ମାରିକି ଖାଇଲେ। ଏଇ ସମୟରେ କଣ ହେଲା ନା ଫାଷ୍ଟ ରାଉଣ୍ଡ ଟେବୁଲ ବୈଠକ ବସିଥିଲା ଆମର କେବେ ନା 1930 ମସିହାରେ, ଯୋଉଥିରେ କି ଆମର କଂଗ୍ରେସ ଯୋଗଦାନ କଲା ନାହିଁ। ଯେହେତୁ କଂଗ୍ରେସ ଯୋଗଦାନ କଲା ନାହିଁ, ଏଇ ଯୋଉ ଫାଷ୍ଟ ରାଉଣ୍ଡ ଟେବୁଲ ବୈଠକ, ପ୍ରଥମ ଗୋଲ ଟେବୁଲ ବୈଠକ 1930 12 ନଭେମ୍ବର 1930ରେ ହେଇଥିଲା। ଏଟା ଆମର କଣ ହେଇଗଲା, କିଛି ବି କାମ ହେଲା ନାହିଁ। ବୁଝିପାରିଲ, ସେଥିପାଇଁ ସେଠୁ କଣ ହେଲା ନା ସେମାନେ ଦେଖିଲେ, ଇଂରେଜ ମାନେ ଭାବିଲେ ଯେପର୍ଯ୍ୟନ୍ତ ଗାନ୍ଧିଜୀ ଆସିନାହାନ୍ତି କୌଣସି ମିଟିଂ ଆମର ହେଇପାରିବ ନାହିଁ, କଂଗ୍ରେସ ଯେପର୍ଯ୍ୟନ୍ତ ଯୋଗ ଦେଇ ନାହିଁ। ତେଣୁ କଂଗ୍ରେସ ମାନେ ତେଣୁ ଗାନ୍ଧୀଙ୍କ ସହିତ ୟୁରୋଇନଙ୍କର ଗୋଟେ ପ୍ୟାକ୍ଟ ହେଲା, ଗାନ୍ଧୀ ୟୁରୋଇନ ପ୍ୟାକ୍ଟ, ଆମର ଯୋଉଟା 5 ମାର୍ଚ୍ଚରେ ହେଇଥିଲା। 5 ମାର୍ଚ୍ଚ 1931 ମସିହାରେ ହେଇଥିଲା ଗାନ୍ଧୀ ୟୁରୋଇନ ଚୁକ୍ତି। ବୁଝିପାରିଲ, ତାପରେ ସେଠୁ କଣ ହେଲା ନା ସେକେଣ୍ଡ ରାଉଣ୍ଡ ଟେବୁଲ କନଫରେନ୍ସ ଯୋଉଟା 1931 ମସିହାରେ ହେଲା, ସେଥିରେ ଗାନ୍ଧିଜୀ ଯୋଗ ଦେଲେ, କିନ୍ତୁ ଗାନ୍ଧିଜୀଙ୍କର କଥା କୌଣସି ବି ସେଠି ଶୁଣାଗଲା ନାହିଁ। ଗାନ୍ଧିଜୀଙ୍କୁ ଅପମାନ କରାଗଲା। ତେଣୁ ଗାନ୍ଧିଜୀ ପୁଣି ଥରେ ଭାରତ ଆସିଲେ ଭାରି ଏବଂ ଆମର ଯୋଉଟା ସଲ୍ଟ ସତ୍ୟାଗ୍ରହ ହେଇଥିଲା ତାକୁ ପୁଣି ଥରେ ଚଲେଇଲେ। ତା ସହିତ ଏଠି ପୁନା ପ୍ୟାକ୍ଟ ଗୋଟେ ହେଇଥିଲା। ପୁନା ପ୍ୟାକ୍ଟ କାହା କାହା ଭିତରେ ହେଇଥିଲା ନା ଗାନ୍ଧିଜୀ ଆଉ ଭୀମରାଓ ଆମ୍ବେଦକରଙ୍କ ଯୋଉ ତାଙ୍କ ଭିତରେ ହେଇଥିଲା କଣ ନା ପୁନା ପ୍ୟାକ୍ଟ ହେଇଥିଲା, ଯୋଉଟାକୁ କମ୍ୟୁନାଲ ଆୱାର୍ଡ 1932 ମଧ୍ୟ କୁହାଯାଉଛି, ଯେ ଲୋକମାନଙ୍କର ଯୋଉମାନେ ପଛୁଆ ବର୍ଗର ଲୋକ ତାଙ୍କର ସଂରକ୍ଷଣ ପାଇଁ ଏଇ ପୁନା ପ୍ୟାକ୍ଟ ହେଇଥିଲା 1932ରେ ଗାନ୍ଧୀ ଆଉ ଭୀମରାଓ ଆମ୍ବେଦକରଙ୍କ ବିରୁଦ୍ଧ ଯୋଉ ଭିତରେ। ବୁଝିପାରିଲ, ତାପରେ ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟର ଆମର ଇମ୍ପାକ୍ଟ କଣ ଲାଗିଲା ନା
ତମେ ଦେଖୁଥିବ ଯୋଉ ନେହେରୁ ଆଉ ସୁଭାଷ ଚନ୍ଦ୍ର ବୋଷ ଏମାନେ ସବୁ ଏମର୍ଜଡ ହେଇକି ଆସିଲେ, ଜଣେ ବଡ ବଡ ନେତା ହେଇକି ଆସିଲେ, ବୁଝିପାରିଲ। ତାପରେ ଏଠୁ ଥାର୍ଡ ରାଉଣ୍ଡ ଟେବୁଲ ବୈଠକ ଆମର କେବେ ହେଇଥିଲା ନା 1932 ମସିହାରେ ହେଇଥିଲା, ଯୋଉଥିରେ କି କଂଗ୍ରେସ ଆଉ ଯୋଗଦାନ କଲା ନାହିଁ। ତାପରେ 1935 ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ଆସିଲା, ଭାରତକୁ କିପରି ଭାରତ ଶାସନ ଆଇନ 1935 ଆସିଲା, ବୁଝିପାରିଲ। ସେଇ ଯୋଉ ଭାରତ ଶାସନ ଆଇନରେ ଆମର ଯୋଉ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲି ବର୍ତ୍ତମାନ ଅଛି ସେଇଥିରୁ ବହୁତ ସାରା ତଥ୍ୟ ନିଆଯାଇଛି, କାରଣ ଭାରତକୁ କିପରି ଚଲାଯିବ ତା ଉପରେ ହିଁ ଭାରତ ଶାସନ ଆଇନ 1935 ଆସିଥିଲା। ଏଠି ତମେ ଦାଣ୍ଡି ମାର୍ଚ୍ଚର ଫଟୋ ଦେଖିପାରୁଥିବ, ଲୋକମାନେ ସବୁ ଯାଉଛନ୍ତି ଏବଂ ଗାନ୍ଧିଜୀ ଏଠି ଲବଣ ଆଇନ ଭଙ୍ଗ କଲେ। କେବେ ଭଙ୍ଗ କଲେ ନା 6 ଏପ୍ରିଲ 1930 ମସିହାରେ ହିଁ ଗାନ୍ଧିଜୀ ଲବଣ ଆଇନ ଭଙ୍ଗ କରିଥିଲେ। ତାପରେ ଫାର୍ଷ୍ଟ ରାଉଣ୍ଡ ଟେବୁଲ ବୈଠକର ଫଟୋ ଏଠି ଅଛି। ସେକେଣ୍ଡ ରାଉଣ୍ଡ ଟେବୁଲ ଏଭଳି ତମେ ଦେଖିପାରୁଥିବ, ଏଠି ଗାନ୍ଧିଜୀ ବର୍ତ୍ତମାନ ବସିଛନ୍ତି। ସେକେଣ୍ଡ ରାଉଣ୍ଡ ଟେବୁଲରେ ତମେ ମାନେ ଦେଖିପାରୁଥିବ ଗାନ୍ଧିଜୀ ଯୋଗଦାନ କରିଥିଲେ କଂଗ୍ରେସ ପକ୍ଷରୁ ଏକମାତ୍ର ବ୍ୟକ୍ତି ଭାବେ। ଆଉ ଯଦି କ୍ୱେଶ୍ଚିନ୍ ଆସିବ ତିନୋଟି ଯାକ ରାଉଣ୍ଡ ଟେବୁଲ ବୈଠକ ଆମର କିଏ ଯୋଗଦାନ କରିଥିଲେ ନା ଭୀମରାଓ ଆମ୍ବେଦକର ଯୋଗଦାନ କରିଥିଲେ ତିନୋଟି ଯାକ ରାଉଣ୍ଡ ଟେବୁଲ ବୈଠକରେ, ବୁଝିପାରିଲ। ତାପରେ ଆମେ ପଳେଇବା ସୁଭାଷ ଚନ୍ଦ୍ର ବୋଷଙ୍କ ପାଖକୁ। ସୁଭାଷ ଚନ୍ଦ୍ର ବୋଷ ଯିଏକି ଜଣେ ଆମର ବୀର ଥିଲେ, ଯିଏକି ଆମ ଓଡ଼ିଶାରେ ହିଁ ଜନ୍ମଗ୍ରହଣ କରିଥିଲେ। ସେ ସୁଭାଷ ଚନ୍ଦ୍ର ବୋଷ ଆମର କଣ ହେଇଥିଲେ ନା ସୁଭାଷ ଚନ୍ଦ୍ର ବୋଷ 23 ଜାନୁଆରୀ 1897ରେ ଜନ୍ମଗ୍ରହଣ କରିଥିଲେ ଏବଂ ସିଏ ମଧ୍ୟ ଛୁଆଦିନ ଆମର କଣ ହେଇଥିଲେ ନା ଭାରତୀୟ ଆନ୍ଦୋଳନରେ ସାମିଲ ହେବାକୁ ଚାହିଁଥିଲେ ଏବଂ କଂଗ୍ରେସ ସହିତ ଆସିକି ଯୋଗଦାନ କରିଥିଲେ। କିନ୍ତୁ କଂଗ୍ରେସ ସହିତ ଯେତେବେଳେ ତାଙ୍କର ମତାନ୍ତର ହେଲା, ଅର୍ଥାତ୍ ସେ କଂଗ୍ରେସର ଅଧିବେଶନରେ ମଧ୍ୟ ସଭାପତିତ୍ୱ କରିଥିଲେ, କିନ୍ତୁ ଗାନ୍ଧିଜୀଙ୍କ ସହିତ ତାଙ୍କର ଯେତେବେଳେ ମତାନ୍ତର ହେଲା ସେଠୁ ସେ କଣ କଲେ ନା କଂଗ୍ରେସ ଛାଡ଼ିଦେଲେ ଏବଂ ସେ ବିଦେଶକୁ ପ୍ରତ୍ୟାବର୍ତ୍ତନ କଲେ। ଅର୍ଥାତ୍ ସେ କହିଲେ ଶତ୍ରୁର ଶତ୍ରୁ ଆମର ମିତ୍ର। ସେଇ ନୀତି ଆପଣେଇକି ସେ କଣ କଲେ ନା କୋଲକାତାରୁ ସେ ପଳେଇଲେ, ପ୍ରଥମେ ଆମର ରୁଷିଆକୁ ପଳେଇଲେ, ରୁଷିଆରୁ ହେଠୁ ଜର୍ମାନୀ ପାଖକୁ ପଳେଇଲେ, କାରଣ ଜର୍ମାନୀ ସେତେବେଳେ ସେ ଦେଖିଲେ ଜର୍ମାନୀ ଇଂରେଜ ବିରୁଦ୍ଧରେ ଥିଲା, ସେକେଣ୍ଡ ୱାର୍ଲଡ ୱାର ହେଇଥିଲା, ତେଣୁ ଜର୍ମାନୀ ପାଖକୁ ଗଲେ। ସେଠୁ ଜର୍ମାନୀ ତାଙ୍କୁ କହିଲା ଏତେ ଦୂରରୁ ମୁଁ ତୁମକୁ ସାହାଯ୍ୟ କରିପାରିବି ନାହିଁ। ରୁଷିଆ ତାଙ୍କୁ କହିଥିଲା ଏତେ ଦୂରରୁ ମୁଁ ତୁମକୁ ସାହାଯ୍ୟ କରିପାରିବି ନାହିଁ। ସେଥିପାଇଁ ସେ ଜର୍ମାନୀ ପାଖକୁ ଗଲେ, ଜର୍ମାନୀରୁ କିଛି ସାହାଯ୍ୟ ପାଇଲେ। ତାପରେ ସେଠୁ ଯେତେବେଳେ ସେ ନିରାଶ ହେଲେ, ତାପରେ ସେ ଜାପାନ ପାଖକୁ ଆସିଲେ ଭାରି ଏବଂ ଜାପାନ ତାଙ୍କୁ ଦିଟା ଦ୍ୱୀପ ଦେଇଥିଲା, ଶହୀଦ ଆଉ ସ୍ୱରାଜ। ସେଠି ତାପରେ ସିଙ୍ଗାପୁରରେ ସେ ନିଜର ଆର୍ମି ଏଷ୍ଟାବ୍ଲିଶ କରିକି ସେଠି ଗଭର୍ଣ୍ଣମେଣ୍ଟ ମଧ୍ୟ କରିଥିଲେ। ତାପରେ ଧୀରେ ଧୀରେ ସେ କଣ କରିଥିଲେ ନା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ସ୍ଥାପନ କରିଥିଲେ। ତାପରେ ଆମର କଣ ହେଇଥିଲା ନା ଏଇଠି ଦେଖ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ। ତାପରେ ସେମାନେ ଆସିଥିଲେ କଣ ନା ଇଂରେଜ ମାନଙ୍କୁ ଆକ୍ରମଣ କରିବା ପାଇଁ। ସେମାନେ ସେଠୁ ଜାପାନ ଆର୍ମିର ସହାୟତାରେ ଏବଂ ସେ ଯୋଉ ତିଆରି କରିଥିଲେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଆଉ ଆଜାଦ ହିନ୍ଦ ଫୌଜ, ଏଇ ଆଜାଦ ହିନ୍ଦ ଫୌଜର ଲୋକମାନେ କଣ ହେଲେ ନା ସେମାନେ ଆସିଲେ ଭାରତକୁ ଆକ୍ରମଣ କରିବା ପାଇଁ, ଅର୍ଥାତ୍ ଇଂରେଜ ସୈନ୍ୟମାନଙ୍କୁ ଆକ୍ରମଣ କରିବା ପାଇଁ ଏବଂ ଇଂରେଜ ମାନଙ୍କ ଠାରୁ ଆମ ଭାରତକୁ ଆଣିବା ପାଇଁ, ତାକୁ ମୁକ୍ତ କରିବା ପାଇଁ ସେମାନେ ସବୁ ଯୁଦ୍ଧ କ୍ଷେତ୍ରକୁ ଆସିଥିଲେ। କିନ୍ତୁ ସେତେବେଳେ କଣ ହେଲା ନା ଯେତେବେଳେ ସେମାନେ ଭାରତର ସୀମାକୁ ଆସିଲେ, ସେ ଯୋଉ ଇଷ୍ଟ ଆମ ପଟ ଦେଖୁଛ ନର୍ଥ ଇଷ୍ଟ ସାଇଡରେ, ସେମାନେ ଯେତେବେଳେ ଆସିଲେ ଏକରେ ମଧ୍ୟ କୋଉମାନେ ଥିଲେ ନା ଭାରତୀୟ ଲୋକମାନେ ଥିଲେ, କାରଣ ଇଂରେଜ ମାନଙ୍କ ସୈନ୍ୟବାହିନୀ କୋଉମାନେ ଥିଲେ କି ନା ଇଂରେଜ ମାନଙ୍କ ସେନାରେ ତ ଭାରତୀୟ ମାନେ ହିଁ ତ ଥିଲେ ନା। ତେଣୁ ଭାରତ ଆଉ ଭାରତୀୟ ଲୋକମାନଙ୍କ ସହିତ ଏମାନେ ଯୁଦ୍ଧ କରିବାକୁ ଲାଗିଲେ। ଏମାନେ ଆସୁଛନ୍ତି ଆମକୁ ମୁକ୍ତ କରିବା ପାଇଁ, କିନ୍ତୁ ଏଇ ଯୋଉ ଭାରତୀୟ ସୈନ୍ୟମାନେ ଥିଲେ ଏମାନେ ଇଂରେଜ ମାନଙ୍କ ତରଫରୁ ଲଢିଲେ। ଓଲଟି ଆଙ୍କୁ ସପୋର୍ଟ କରିବେ କଣ, କିନ୍ତୁ ଆଙ୍କୁ ସପୋର୍ଟ ନ କରିକି ସେମାନେ ଏମାନଙ୍କ ଉପରୁ ଗୁଳି ବର୍ଷଣ କଲେ ଏବଂ ଏହି ସମୟରେ ପ୍ରଚୁର ବର୍ଷା ହେଲା ଏବଂ এই ଆଜାଦ ହିନ୍ଦ ଫୌଜ ସହିତ ନେତାଜୀଙ୍କର କନେକ୍ସନ ମଧ୍ୟ ରହିଲା ନାହିଁ। ଜାପାନ ମଧ୍ୟ ସହାୟତା କରିବାକୁ ମନା କରିଦେଲା, କାରଣ ବର୍ଷା ହେଲା ଏବଂ ଜାପାନ ମଧ୍ୟ ପଳେଇଲା, କାରଣ ଯୁଦ୍ଧରେ ସିଏ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ସିଏ ହାରିବାର ସମ୍ମୁଖୀନ ହେଲା। ତେଣୁ ଯେହେତୁ ତାର ହାର ସମ୍ମୁଖୀନ ହେଲା, ତେଣୁ ସିଏ ମଧ୍ୟ ତା ଆର୍ମିକୁ ନେଇଗଲା ଏବଂ ନେତାଜୀଙ୍କ ସହିତ ଆଜାଦ ହିନ୍ଦ ଫୌଜର ଡାଇରେକ୍ଟ କନେକ୍ସନ ରହିଲା ନାହିଁ। ଏବଂ ଯେହେତୁ ପ୍ରଚୁର ବର୍ଷା ହେଲା, ଏଇ ଯୋଉ ସୈନ୍ୟମାନେ ଆଜାଦ ହିନ୍ଦ ଫୌଜର ସୈନ୍ୟମାନେ ଏମାନଙ୍କୁ ମଧ୍ୟ ଖାଦ୍ୟ ପଦାର୍ଥ ଠିକ ଭାବେ ମିଳିଲା ନାହିଁ, ତେଣୁ ସୈନ୍ୟମାନେ ମଧ୍ୟ ୱିକ୍ ହେଇଗଲେ। ତେଣୁ ସେମାନେ ହେଠୁ କଣ ହେଲା ଲାଷ୍ଟରେ ଏଇ ସୈନ୍ୟମାନଙ୍କ ଭିତରୁ ଯୋଉମାନେ ମୁଖ୍ୟ ଥିଲେ ସେମାନଙ୍କୁ ଆରେଷ୍ଟ କରିନେଲେ ଆମର ଇଂରେଜ ମାନେ ଏବଂ ତାଙ୍କୁ ଦିଲ୍ଲୀରେ ରଖି ଦିଆଗଲା। ତଥାପି କେହି ବି ଆଙ୍କୁ ସପୋର୍ଟ କଲେ ନାହିଁ। ସାରା ଭାରତର ଯେତେକ ବଡ ବଡ ନେତା କେହି ବି ସପୋର୍ଟ କଲେ ନାହିଁ ଯେ ଆଙ୍କୁ ମୁକ୍ତ କରିଦିଅ, କିନ୍ତୁ ଜନତା ତଥାପି ଆନ୍ଦୋଳନ କରିଥିଲେ, ତଥାପି ଆଙ୍କୁ ମୁକ୍ତ କରାଗଲା ନାହିଁ। ଏହି ସମୟରେ କଣ ହେଇଥିଲା ନା ସୁଭାଷ ଚନ୍ଦ୍ର ବୋଷ ଯେତେବେଳେ ଯାଉଥିଲେ ତାଙ୍କର ଟ୍ରେନ ଆକ୍ସିଡେଣ୍ଟ ହେଇଗଲା, ଟ୍ରେନ ନୁହେଁ ସରି ସେ ଯେତେବେଳେ ଫ୍ଲାଇଟରେ ଯାଉଥିଲେ, ତେଣୁ ଫ୍ଲାଇଟ କ୍ରାଶ ହେଇଗଲା ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କର ଡେଥ୍ ହେଇଗଲା କେବେ ନା ଅଗଷ୍ଟ 1945 ମସିହାରେ ହିଁ ତାଙ୍କର କଣ ହେଲା ନା ଡେଥ୍ ହେଇଗଲା। ଯେହେତୁ ଫ୍ଲାଇଟର କ୍ରାଶ ହେଇଗଲା, ଫ୍ଲାଇଟଟା ଜଳିଗଲା, ତେଣୁ ସୁଭାଷ ଚନ୍ଦ୍ର ବୋଷଙ୍କର ସେଇଠି ଡେଥ୍ ହେଇଗଲା, ବୁଝିପାରିଲ। ତେଣୁ ଇଏ ଥିଲେ ସୁଭାଷ ଚନ୍ଦ୍ର ବୋଷ, ନେତାଜୀଙ୍କ ଆଖ୍ୟା ଆଙ୍କୁ ମିଳିଥିଲା।
आम ओडिशार ही जन्म। तेणु बहुत जने फ्रीडम फाइटर थे जी कि डायरेक्ट आटाक करुले इंग्रेज मान विरुद्ध में, किंतु आपको से सपोर्ट मिललानी। जदि नेताजी सुभाष चंद्र बोस को सपोर्ट मिली था आम देश आहरी आगर आमर स्वाधीन हो पारि था। तुम मैंने देख लो जो मैंने आसते आजाद हिंद फौज आमको बचेवाई से आम भारतीय लोक मैंने जो मैंने इंग्रेज सैनिक सामिल होते से मारिदेले गोली बर्षण कले। तेणु ये आमर भारत से समय ना बहुत जल्दी आम भारत स्वाधीन हो पारि था, किंतु किसी नेता को आमर सपोर्ट मिललानी। से आम भारत एत दिन पर जाकि स्वाधीन है। ये आजाद हिंद फौज तुम देखुव कमांडर थे किए आम नेताजी सुभाष चंद्र बोस। से बाहर तुम देख भारत बाहर को जाकि जापान रशिया जर्मानी एमान सहित हाथ मिले अख्तियार कर गवर्नमेंट को बुझेकी सी आसिक भारत उपर आक्रमण करते। भाव केते बड़ नेता से थे बाहर देश को जाकि बाहर देशर नेता को मनईकी सैन्य बाहिनी आणिकी सी युद्ध कर पारुले। तेणु ये नेता को सम्मान जनवा निहाती दरकार। तेणु आमर ये स्वाधीनता दिवस में तुम केवे भी भावनी आम मन को स्वाधीनता पाइते केते रक्त बोहिंट आमर स्वाधीन संग्रामी मैंने तुम निजे ये अनुभव करूँ ये देखिपु। आउ ये स्वाधीनता संग्राम आजाद हिंद फौज में जड़े महिला ब्रिगेड अर्थात महिला मानकर सेना थिला बुझीपार। तेणु यहाँ तुम पढ़ीपुर आमर आसला ये सुभाष चंद्र बोस को तुम देखुच ये महिला ब्रिगेड थे। तेणु महिला मानू से सेना सामिल होते। आम देखा अगस्ट ऑफर आसला 1940 जोटा को कांग्रेस मानिला ना। तेणु यहाँ मन रखिपर डायरेक्ट आस अगस्ट ऑफर के आसला। आमर आसला कौन ना इंडिविजुअल सत्याग्रह इंडिविजुअल आंदोलन है। व्यक्तिगत स्तर में आंदोलन समस्त करने को लगे विनोबा भावे होती प्रथम व्यक्तिगत सत्याग्रही। यहाँ को इंडिविजुअल सत्याग्रह कहगला विनोबा भावे तुम ये देखिपे। आमर आसला क्रिप्स मिशन क्रिप्स मिशन फेल है। आमर स्टार्ट है कौन ना क्विट इंडिया मूवमेंट 1942 डू और डाए जोटा आमर क्विट इंडिया मूवमेंट आमर स्टार्ट है। भारत छाड़ आंदोलन गांधी नेतृत्व में सारा देश में भारत छाड़ आंदोलन आमर व्यापिला और यहाँ शेष गण आंदोलन 8 अगस्त आमर क्विट इंडिया मूवमेंट है। आमर कौन आसला ना क्विट इंडिया मूवमेंट तुम देखिपे 1942 यहाँ वर्ष पीओ क्वेश्चन आसला केवे ये तुम यार पढ़ीपर क्विट इंडिया मूवमेंट विषय है। डिमांड फॉर पाकिस्तान पाकिस्तान डिमांड कले आमर पाकिस्तान जो मुस्लिम लोग एवं मोहम्मद अली जिन्ना स्पेशली मोहम्मद अली जिन्ना ही से पावर सी चाहूले मत केमती पावर मिलू। तेणु जदि गोटे इंडिया सी भाविले तो मत निश्चय पावर मिलबनी कारण भारतर जतक बड़ बड़ नेता जवाहरलाल नेहरू एम सब पावर नहीं जीवे। से कहले मत जहाँ पछिका इंडिया भाग भाग हो जाऊ पछिका स्वाधीनता उपर किसी भी लोभ नाला मुख्य लक्ष्य था किपरि पावर मिल से स्पेशल गोटे पाकिस्तान डिमांड कले। तेणु कैबिनेट मिशन आसला 1946 आ 1946 कैबिनेट मिशन आसला। एथिरे कहगला जे भारत मानक गोटे कन्स्टिट्यूएंट आसेम्बली रहिबो जो कि संविधान सभा हम जो कैबिनेट मिशन में 3 जन सदस्य थे पैट्रिक लॉरेंस स्टाफोर्ड क्रिप्स आउ एबी अलेक्जेंडर बुझिपाल। तेणु आमर कौन है ना कैबिनेट मिशन प्लान ये है। जिन्नास डायरेक्ट एक्शन रिजोल्यूशन ये तुम मैंने देखिपे। इंटरमिन गवर्नमेंट गोटे मध्यकालीन सरकार गठन होता जवाहरलाल नेहरू नेतृत्व में 1946। आमर आसला इंडियन इंडिपेंडेंस एक्ट 1947। आमर आस माउंटबेटन प्लान बुझिपाल। माउंटबेटन प्लान कौन है ना कन्स्टिट्यूएंसी आसेम्बली आमर गठन होगा 1946 आम देखी पॉलिटी मुझे तुमको कही पॉलिटर फुल रिविजन आमर पॉलिटर गोटे घंटा 20 मिनट टोटाल पॉलिटी मुझे बुझे टोटाल पॉलिटी पढ़े तुम देखिपर पॉलिटर माराथन को ये तुम देखिपो भीमराव आंबेडकर जी कि आमको भारतीय संविधान पिता आम कहते नेतृत्व में आम संविधान गणन सभा गठन होता। आसला माउंटबेटन प्लान 3 जून 1947। माउंटबेटन कौन कले ना माउंटबेटन प्लान कहले जे आमर भारत डिवाइड हम गोटे हम पाकिस्तान आउ गोटे हम भारत। ये जो भारत आमर रहा बर्तमान आम देखा 3 जून ये आसला यहाँ सी कहले जो मैंने भारत रहा चाहो भारत रहीपर जो मैंने पाकिस्तान मिशा चाहो पाकिस्तान मिसी पार बुझिपाल। तेणु इंडिया ये इंडिपेंडेंट है के ना 15 अगस्त 1947 दिन आमको इंडिपेंडेंट मिलला। ये इंडिपेंडेंट मिलगला सत किंतु बहुत लोकर प्राण गला 1947 अगस्त 15 तारीख दिन तुम ये देखुव जातीय पताका उत्तोलन होती लोक आम ठिया होती कि पूर्व आम पार्टीशन टाक देख ये तुम मैप्रे देखिपे ये पार्टीशन है कौन ना इंग्रेज मैंने ये भारत को आम विभाजन कले यही तक आम भारत रहीगला काश्मीर आम पर मिसला। तेणु एठी भारत रहीगला एवं एकड़ खंडे पाकिस्तान रहा आठी पाकिस्तान अंशविशेष रहा जोटा बर्तमान तुम बांग्लादेश देखुच एटा कहला ईस्ट पाकिस्तान एटा कहला पाकिस्तान। तेणु पाकिस्तान को ये 2टा प्रदेश मिलला और भारत मझे रहीगला किंतु
1971 ହେଠୁ ବାଂଲାଦେଶ ନୂଆ ଭାବେ ଗଠନ ହେଲା। ଇଷ୍ଟ ପାକିସ୍ତାନଟା ଆମର ବାଂଲାଦେଶ ନାମକ ନୂତନ ଦେଶ ରୂପେ ଇଏ ଉଦ୍ଭବ ହେଲା, କାରଣ ପାକିସ୍ତାନ ୟା ଉପରେ କିଛି ବି ଆକ୍ସନ ନେଉନଥିଲା, ୟାର ଡେଭଲପମେଣ୍ଟ ଚାହୁଁନଥିଲା। ତେଣୁ ଏଇଥର ଯୋଉ ଲୋକମାନେ ଥିଲେ ଏମାନେ ଆନ୍ଦୋଳନ କଲେ ଏବଂ ଭାରତ ମଧ୍ୟ ତାଙ୍କୁ ସପୋର୍ଟ କଲା ଏବଂ ଶେଷରେ ପାକିସ୍ତାନ ଯୁଦ୍ଧ ହେଲା 1971। ଭାରତ ପାକିସ୍ତାନ ୱାର ପରେ ତାପରେ କଣ ହେଲା ନା ସ୍ପେଶାଲ ଆମର ବାଂଲାଦେଶ ସୃଷ୍ଟି ହେଲା। ତାପରେ ଏଇ ଯୋଉ ଅଗଷ୍ଟ 15 ଦିନ ଆମର ତମେ ଦେଖିବ ଆମକୁ ସ୍ୱାଧୀନତା ମିଳିଗଲା, କିନ୍ତୁ ବହୁତ ଲୋକଙ୍କୁ କଣ କରାଗଲା ନା ସ୍ଥାନାନ୍ତରଣ କରାଗଲା। ବହୁତ ହିନ୍ଦୁ ଲୋକ ଯୋଉମାନେ, କାରଣ ଏତେ ବଡ ଦେଶ ଆମର ଥିଲା, ତେଣୁ ଏଠି ବି କିଛି ବହୁତ ହିନ୍ଦୁ ଲୋକ ଥିଲେ, ଏକରେ ଭାରତରେ ବହୁତ ମୁସଲମାନ ଲୋକ ଥିଲେ। ତେଣୁ ହିନ୍ଦୁମାନେ ଏକର ମୁସଲମାନ ଲୋକ ଭାରତର ହିନ୍ଦୁମାନଙ୍କୁ କହିଲେ ତମେ ଆରକରକୁ ଯାଅ। ଏକରେ ସେମିତି ଯୋଉ ମୁସଲମାନ ଥିଲେ ସେମାନେ କାଳେ ତାଙ୍କର ଆଉ ଡେଭଲପ ହେଇପାରିବନି, ଭାରତରେ ରହିଲେ ତାଙ୍କର ସଂଖ୍ୟା ଗରିଷ୍ଠତା କମ, ତେଣୁ ଭାରତ ସରକାର ତାଙ୍କୁ କାଳେ ଫୋକସ କରିବନି, ସେମାନେ ମଧ୍ୟ ସାଙ୍ଗେ ସାଙ୍ଗେ ସେଇ ରାତାରାତି ଯିବାକୁ ଏକରକୁ ଚାହିଁଲେ। ତେଣୁ ଏଇଭଳି ବହୁତ ଲୋକ ଯିବା ଆସିବା, ଏତେ ବାଟ ଦୂର ଯିବା ଆସିବାରେ ବହୁତ ଲୋକଙ୍କର ପ୍ରାଣ ମଧ୍ୟ ଘଟିଥିଲା। ସେଇ ରାତାରାତି ବହୁତ ଲୋକ ଏକର ସେକର ହେଇ ହେଇ ତାଙ୍କର ପ୍ରାଣ ମଧ୍ୟ ଘଟିଥିଲା। ତମେ ଏଠି ଦେଖିପାରୁଥିବ ଟ୍ରେନରେ ନିଜେ ଅନୁଭବ କର କେତେ ଲୋକ ଟ୍ରେନ ଉପରେ ବସିକି ଯାଉଛନ୍ତି। ତେଣୁ ଏଇଠି ତମେ ଦେଖିପାରୁଥିବ ବହୁତ ଫଟୋ ମୁଁ ଆଣିଛି, ଦେଖ ଆଗରେ ବି ବସିକି ଯାଉଛନ୍ତି। ତେଣୁ ଏଇଭଳିଆ ଆମର ବହୁତ ଲୋକ, କିଛି ଲୋକ ଚାଲି ଚାଲି ମଧ୍ୟ ଗଲେ, ଏତେ ବାଟ ଚାଲି ଚାଲି ଗଲା ବେଳୁ ଅଧା ଲୋକଙ୍କର ସେଇଠି ହିଁ ପ୍ରାଣ ହରେଇଦେଲେ। ତେଣୁ ଆମକୁ ସ୍ୱାଧୀନତା ମିଳିଗଲା ସତ, କିନ୍ତୁ ସ୍ୱାଧୀନତା ମିଳିବା ସମୟରେ ବି ଆମର ବହୁତ ଲୋକଙ୍କର ପ୍ରାଣ ଘଟିଛି। ପାଖାପାଖି 1 ଲକ୍ଷରୁ ଅଧିକ ଆମର ସେଇ ସମୟରେ ମୁଁ ଭାବୁଛି ପ୍ରାଣ ଘଟିଯିବ। ତମାନେ ଏଇ ଚିତ୍ରରୁ ହିଁ ନିଜେ ଅନୁଭବ କରିପାରୁଥିବ ଯେ ଆମକୁ ସ୍ୱାଧୀନତା କେତେ କଷ୍ଟରେ ମିଳିଛି। ଲୋକମାନେ ଚାଲି 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 ଖାଲି ପାଦରେ ଚାଲି ଚାଲି ଏକର ସେକର ଯାଉଥିଲେ, ଏ ଦେଶରୁ ସେ ଦେଶ, ସେ ଦେଶରୁ ଏ ଦେଶ। ତାପରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଏଭଳି ଦଙ୍ଗା ସୃଷ୍ଟି ହେଇଗଲା ଯେ ଇଂରେଜମାନେ ବହୁତ ଚାଲାକ ଥିଲେ। ସେ ଭାରତକୁ ଏପରି ଭାଙ୍ଗିକି ଗଲେ ଯେ ଆଜି ପର୍ଯ୍ୟନ୍ତ ଆମେ ମଧ୍ୟ ହିନ୍ଦୁ ମୁସଲମାନ ଭାବେ ଲଢି ଚାଲୁଛେ। ପାକିସ୍ତାନ ଆମ ନିଜ ଭାରତର ହିଁ ଗୋଟେ ଅଂଶବିଶେଷ ହେଇକି ବି ଆମେ ତା ସହିତ ଭଲ ସମ୍ପର୍କ ରଖିପାରୁନେ, କାରଣ ଇଂରେଜମାନେ କହିକି ଗଲେ, ସେ ଜାଣିଥିଲେ ଯଦି ଭାରତକୁ ଆମେ ଏଇଭଳି ଛାଡିକି ଯିବା ପାରି, ତେଣୁ ଭାରତ ନିଶ୍ଚୟ ସିଏ ଆଜି ଗ୍ରୋ କରିଦବ। ଆଜି ବି ତମେ ଦେଖୁଛ ଭାରତ ଆସିକି 5ମ ବୃହତ୍ତମ ଦେଶ ହେଲାଣି କୋଉଥିରେ, ଇକୋନୋମି ଅନୁଯାୟୀ। ଯଦି ଭାରତ ଆମର ପାର୍ଟିସନ ନ ହେଇଥାନ୍ତା ଅଲରେଡି ଏ ଦ୍ୱିତୀୟ କିମ୍ବା ପ୍ରଥମକୁ ଆସିଥାନ୍ତାଣି। ତେଣୁ ସେମାନେ ସେଇଟା ତାର ଡର ଥିଲା, ସେ ଜାଣିଥିଲେ ନିଶ୍ଚୟ ଭାରତ ନିଶ୍ଚୟ ଗ୍ରୋ କରିଦବ। ସେଥିପାଇଁ ବୋଧହୁଏ ମତେ ଲାଗୁଛି ସେମାନେ ପାର୍ଟିସନ କରିକି ପଳେଇଥିଲେ, ବହୁତ ଚାଲାକି ସେମାନେ ଥିଲେ। ଆଜି ବି ଆମ ଭିତରେ ସେଇଭଳିଆ ଶତ୍ରୁତା ରହିଯାଇଛି। ତେଣୁ ଏଇଭଳି ଭାବେ ଲୋକମାନେ ଆମର ହଇରାଣ ହେଇଥିଲେ। ଶେଷ ସମୟରେ ମଧ୍ୟ ସେମାନେ ଆମକୁ ହଇରାଣ କରିବା ପାଇଁ, ଆମକୁ ଅତ୍ୟାଚାର କରିବା ପାଇଁ ଜମା ବି ପଛେଇ ନଥିଲେ। ତେଣୁ ମାଉଣ୍ଟ ବ୍ୟାଟେନ ଏଇଭଳିଆ ଗୋଟେ ପ୍ଲାନ ଦେଇକି ଗଲେ, ଯୋଉଟା କି ଆଜି ପର୍ଯ୍ୟନ୍ତ ଆମେ ଭୁଲି ପାରୁନେ ଏବଂ ଆମ ଅଖଣ୍ଡ ଭାରତଟା ବିଭାଜିତ ହେଇଗଲା। ବୁଝିପାରିଲ? ତେଣୁ ଏଇଠି ତମେ ଦେଖିପାରୁଥିବ ଏବଂ ଆଜିର ଆମର ଯୋଉ ଭାରତ ଅଛି, ଆମ ସୁନାର ଭାରତ, ଆମ ପ୍ୟାରି ଭାରତ ନା ଦେଖିପାରୁଥିବ। ତେଣୁ ଏଇ ସ୍ୱାଧୀନତା ଦିବସରେ ଆମେ ଯୋଉ ସ୍ୱାଧୀନ ହେଇକି ବୁଲୁଛେ, ତାର ପଛରେ ଯୋଉ ରହସ୍ୟ ଥିଲା, ତା ପଛରେ ଯୋଉ ସ୍ୱାଧୀନ ବୀରମାନେ ଥିଲେ, ତାଙ୍କୁ ହିଁ ମନେ ପକାଅ ଏବଂ ତାଙ୍କର ଗାଥାଟାକୁ ସ୍ମରଣ କର। ତେଣୁ ଆଶା କରୁଛି ମୁଁ ତମକୁ ଯାହା ଯାହା ଷ୍ଟୋରି କହିବା କଥା କହିଛି, ଏବଂ ଯୋଉଠି ଯଦି କିଛି ଭୁଲ ଡାଟା ହେଇଯାଇଥିବ ତାହେଲେ ଟିକେ ଡାଟାଟାକୁ ଟିକେ, ଯୋଉଠି ଯଦି କିଛି ଭୁଲ ଡାଟା ତମେ କହିଦେଇଥିବି ତାହେଲେ ଟିକେ କ୍ଷମା କରିଦବ। ତେଣୁ ଆଶା କରୁଛି ତମମାନେ ସବୁ ଜାଣିପାରୁଥିବ ଏବଂ এই ବୀରମାନଙ୍କୁ ଆଜି ଆମେ ସାଲ୍ୟୁଟ ଜଣାଇ ଆମର ଭିଡ଼ିଓକୁ ଏଇଠି ଶେଷ କରିବା। ବୁଝିପାରିଲ? ତେଣୁ ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ଏକ ସ୍ୱରରେ କୁହ ଜୟ ହିନ୍ଦ, ଜୟ ଭାରତ। ରହୁଛି, ଧନ୍ୟବାଦ।